ଯେତେବେଳେ ଗୋଟେ ପେସେଣ୍ଟକୁ କ୍ୟାନ୍ସର ହୁଏ ତାଙ୍କ ସାଇକୋଲୋଜି କେମିତି ଥାଏ? କ୍ୟାନ୍ସର ବୋଲି ଡାଇଗ୍ନୋସିସ୍ ଶୁଣିଲେ ଫାର୍ଷ୍ଟ ଜିନିଷ ତ ସେ ପେସେଣ୍ଟ ଆଗ ଭାବିଦେବ ଯେ ମୁଁ ମରିଗଲି। ତାପରେ ଡେଞ୍ଜରସ୍ ଜିନିଷଟା କ'ଣ ହୁଏ, ଆମେ ସାଙ୍ଗେ ସାଙ୍ଗେ ହ୍ୱାଟ୍ସଆପ୍ରେ 10ଟା ଜାଗାକୁ ରିପୋର୍ଟଟାକୁ ପଠେଇଦେବୁ। କ୍ୟାନ୍ସର ପେସେଣ୍ଟଙ୍କର ୱର୍ଷ୍ଟ ସାଇଡ୍ କ'ଣ? ଇମୋସନାଲି ଡାଉନ୍ ହେଇଯାନ୍ତି ନା ଏଇଟା ଗୋଟେ ଡେଡଲି ଡିଜିଜ୍ ନା ଫିନାନ୍ସିଆଲି ସେମାନେ ଡ୍ରେନ୍ ଆଉଟ୍ ହେଇଯାନ୍ତି? କ୍ୟାନ୍ସର ରୋଗ ଯେତେବେଳେ ହେଇଯାଏ ନା, ଲୋକମାନେ ଆଗ ନର୍ଭସ୍ ହେଇଯାନ୍ତି। ତାପରେ ତାଙ୍କୁ ଲାଗିବ ଯେ ମୁଁ ମରିଗଲି, ମୁଁ ମରିଗଲା ପରେ ମୋ ଛୁଆର କ'ଣ ହବ। ପେସେଣ୍ଟର ସାଇକୋଲୋଜିକୁ ତମେ ବଦଳେଇ ପାରିବନି। ତମେ ପେସେଣ୍ଟର ସାଇକୋଲୋଜିକୁ ବଦଳାଇବାକୁ ଚେଷ୍ଟା କଲେ ପେସେଣ୍ଟ ଡାକ୍ତର ବଦଳେଇ ଦେବେ। କ୍ୟାନ୍ସରର କିଛି ସ୍ପେସିଫିକ୍ ସାଇନ୍ସ ନଥାଏ, କିନ୍ତୁ ସାର୍ ଆମେ କ୍ୟାନ୍ସରକୁ କେମିତି ପ୍ରିଭେଣ୍ଟ କରିପାରିବା? କ୍ୟାନ୍ସରକୁ अर्ली डिटेक्ट କରିପାରିବା? ଯଦି କୌଣସି ଗୋଟେ ସିମ୍ପଟମ୍ ଆପଣଙ୍କର ସୋର୍ ଥ୍ରୋଟ୍ ହଉ, ମାସ୍ ହଉ ବ୍ରେଷ୍ଟରେ କି ପାଟିରେ ଗୋଟେ ଅଲସର ହଉ, ଆମର ନର୍ମାଲ ଗୋଟେ ମୋଲ୍ ଅଛି, କିଛି ଗୋଟେ ଚେଞ୍ଜ ହେଇଗଲା ତା ଦେହରେ, ଆମେ ଗୋଟେ ଭଲ ଡାକ୍ତରଙ୍କୁ ଯାଇକି ତାକୁ ଗୋଟେ ଥର କନସଲ୍ଟ କରିବାର ଅଛି। କେଉଁ କ୍ୟାନ୍ସରର ଷ୍ଟେଜ୍ 4ରେ ଟ୍ରିଟମେଣ୍ଟ ଭଲ ରେସ୍ପଣ୍ଡ କରେ? ଷ୍ଟେଜ୍ 1 2 ହେଲେ ମୁଁ କ୍ୟୁର ହେଇଯିବି, 3 4 ହେଲେ ହେବିନି। ସାର୍ ଦେଖିବା କ୍ୟାନ୍ସର ପେସେଣ୍ଟମାନଙ୍କ ଭିତରେ କେମୋଥେରାପିକୁ ଟିକେ ଡର ଥାଏ, ବେଶୀ ପେନଫୁଲ୍। ନାଇଁ ନାଇଁ, ଜିନିଷ ହେଲା କି କିମୋଥେରାପିଟା ଗୋଟେ ସିମ୍ପଲ ମେଡିସିନ। ବିଡ଼ି ସିଗାରେଟ୍ ହୁକା ଆଉ ଗୋଟେ ସାର୍ ଭେପିଂ, କେଉଁଟା ସାର୍ ଲେସ୍ ହାର୍ମଫୁଲ୍? ଆପଣ ଭେପିଂ କରନ୍ତୁ, ବିଡ଼ି ଖାଆନ୍ତୁ, ଫିଲ୍ଟର ସିଗାରେଟ୍, କଷ୍ଟଲି ସିଗାରେଟ୍ ଖାଆନ୍ତୁ, ଯାହା ବି ଖାଇବେ। ଆଜିକା ଡେଟ୍ରେ ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଉଛି ମିସଗାଇଡ୍। ଯଦି ଆମେ 5ଟା ଡକ୍ଟରଙ୍କ ପାଖକୁ ଯାଉଛୁ, 5ଟା ଡିଫରେଣ୍ଟ ଓପିନିଅନ୍ ପାଉଛୁ। 10 ଇୟର୍ ପୂର୍ବରୁ ଜଣେ କ୍ୟାନ୍ସର ପେସେଣ୍ଟ ଥିବେ, ସିଏ ଯେମିତି ଟ୍ରିଟମେଣ୍ଟ ହେଇଥିବେ, ଏବେ ଯଦି ଯାହାକୁ କ୍ୟାନ୍ସର ବାହାରିଲା ସିଏ ବହୁତ ରଙ୍ଗ ଆଡ଼ଭାଇସ୍ ଦେବେ, ଆରେ ତୁ କରନି, ବହୁତ ପେନଫୁଲ୍। କିନ୍ତୁ ସେ ଏଇ ପାର୍ଟଟା ଭୁଲି ଯାଇଛନ୍ତି ଯେ ସେ ବଞ୍ଚିଛନ୍ତି ଏବେ। ଯଦି ସେ ଟ୍ରିଟମେଣ୍ଟ ନ ନେଇଥାନ୍ତେ ଏବେ ଆଜି ବଞ୍ଚି ନଥାନ୍ତେ। ନମସ୍କାର ସାର୍, ବେଷ୍ଟ ଇନ୍ ଜୟ ଓଡ଼ିଶା। ଜଗନ୍ନାଥ। ଜୟ ଜଗନ୍ନାଥ ସାର୍, ବେଷ୍ଟ ଇନ୍ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ। ସାର୍ ଆପଣ ବହୁତ କ୍ୟାନ୍ସର ପେସେଣ୍ଟସ୍ ଆଜି ପର୍ଯ୍ୟନ୍ତ ଦେଖି ସାରିଲେଣି। ସାର୍ ମୋର ଫାର୍ଷ୍ଟ କ୍ୱେଶ୍ଚିନ୍ ରହିବ, କ୍ୟାନ୍ସର ପେସେଣ୍ଟଙ୍କର ୱର୍ଷ୍ଟ ସାଇଡ୍ କ'ଣ? ଲାଇକ୍ ଟ୍ରିଟମେଣ୍ଟଟା ସବୁଠୁ ୱର୍ଷ୍ଟ, ନା ଇମୋସନାଲି ସେମାନେ ଡାଉନ୍ ହେଇଯାନ୍ତି ସେଇଟା ସବୁଠୁ ୱର୍ଷ୍ଟ, ନା ଏଇଟା ଗୋଟେ ଡେଡଲି ଡିଜିଜ୍? ସେ କେଉଁଟା ସବୁଠୁ ୱର୍ଷ୍ଟ ସାଇଡ୍, ନା ଫିନାନ୍ସିଆଲି ସେମାନେ ଡ୍ରେନ୍ ଆଉଟ୍ ହେଇଯାନ୍ତି ସେଇଟା ସବୁଠୁ ୱର୍ଷ୍ଟ? ଆକ୍ଚୁଆଲି ପେସେଣ୍ଟ ମାନେ ମେଜରିଟି କ'ଣ ହୁଏ ନା, ସେମାନେ ସବୁଠୁ ୱର୍ଷ୍ଟ ଜିନିଷ ହେଲା ମିସଗାଇଡେନ୍ସ। ମାନେ କ'ଣ ହୁଏ, ଆମର କ୍ୟାନ୍ସର ନୁହଁ, ସବୁ ରୋଗ ଧରି ଦିଅନ୍ତୁ, କାର୍ଡ଼ିଆକ୍ ହଉ ବା ନ୍ୟୁରୋର ପ୍ରୋବ୍ଲେମ୍ ହଉ, ଗୋଟେ 70 ବର୍ଷର ଲୋକ ହଠାତ୍ କିନା ପଡ଼ିଯାଉଛନ୍ତି, କାରଣ କେହି ଜାଣିପାରୁନାହାନ୍ତି। ସେଠି ଆମର ସବୁଠୁ ଖରାପ ଜିନିଷ ବା ସବୁଠୁ ପ୍ରୋବ୍ଲେମେଟିକ୍ ଜିନିଷଟା କ'ଣ ନା, ଯେଉଁ ଅନ୍ୟମାନେ ସମସ୍ତେ ଆସିକି ତାଙ୍କୁ ମିସଗାଇଡ୍ କରିବାକୁ ଚେଷ୍ଟା କରନ୍ତି। ଆରେ ତୁ ଅମୁକ ଜାଗାକୁ ପଳା, ଅମୁକ ଜାଗାରେ ଯାଇକିରି ଦେଖେଇଦେ, ଆଉ ବମ୍ବେକୁ ପଳାଅ, ଅମୁକ ଡାକ୍ତର ଅମୁକ ଜାଗାରୁ ଆସିଛନ୍ତି, ସିଏ ବହୁତ ଫେମସ୍, ତାଙ୍କ ପାଖରେ ଯାଇକି ଦେଖେଇ ଦିଅ। ଏଇ ଯେଉଁ ଜିନିଷଟି, ଯେଉଁ ମିସଗାଇଡେନ୍ସଟା ରହେ ନା, ସେଇଟାରେ ବେଶୀ ଲୋକ ଆଫେକ୍ଟ ହୁଅନ୍ତି। କାରଣ କ'ଣ ହୁଏ, ଆମର ଯେଉଁ ମେନ୍ ରୋଗଟା ଥାଏ, ଆମେ ସେ ଯେଉଁ ଡାକ୍ତର ଆମକୁ ଟ୍ରିଟମେଣ୍ଟ କରୁଛନ୍ତି, ସିଏ ତାଙ୍କର ଯାହା ବି ଡିସିସନ୍ ନେଉଛନ୍ତି ଗୋଟେ କ୍ଲିନିକାଲ ଡିସିସନ୍, ଗୋଟେ ମାନେ ତାଙ୍କର କ୍ଲିନିକାଲ ଆଙ୍ଗେଲରୁ ଦେଖିକିରି ତାଙ୍କ ପାଠ ଅନୁସାରେ ଭାବିକିରି କରୁଥିବେ। କିନ୍ତୁ ଆମେ ଯେତେବେଳେ ସେଇ ଜିନିଷଟା 5ଟା ଡାକ୍ତରଙ୍କୁ ଦେଖେଇବା, 5 ଜଣ 5ଟା ପ୍ରକାରର ଓପିନିଅନ୍ ଦେବେ, 5 ଜଣଙ୍କର 5ଟା ଆଙ୍ଗେଲ ରହିବ, ଆଉ କେଉଁଟା ଠିକ୍ ତମେ ଜାଣିପାରିବନି, ଆଉ ସେଇଠି ସେମାନେ ସବୁ ମିସଗାଇଡ୍ ହେଇଯାନ୍ତି। ଆଉ ଆମର ହେଲ୍ଥର ପ୍ରୋବ୍ଲେମରେ ସେଇଟା ସବୁଠୁ ବଡ଼ ଅସୁବିଧା ହୁଏ। ଆଉ ସେଇଟା ଆମର କ୍ୟାନ୍ସରରେ ଆମେ ବେଶୀ ଦେଖୁ ସେଇଟା, କାରଣ କ୍ୟାନ୍ସର ରୋଗ ଯେତେବେଳେ ହେଇଯାଏ ନା, ଲୋକମାନେ ଆଗ ନର୍ଭସ୍ ହେଇଯାଆନ୍ତି, ନର୍ଭସ୍ ହେଇଯିବେ, ତାପରେ ତାଙ୍କୁ ଲାଗିବ ଯେ ମୁଁ ମରିଗଲି, ମୁଁ ମରିଗଲା ପରେ ମୋ ଛୁଆର କ'ଣ ହବ, ଆଉ ମୋ ବରର କ'ଣ ହବ। ସେପଟେ ଫ୍ୟାମିଲି ବାଲା ବି ସିଏ କ'ଣ କରିବେ, ଆଉ ମାନେ ଏଇ ଯେଉଁ ଡରରେ ନର୍ଭସ୍ ହେଇଗଲା ପରେ ତାଙ୍କ ମୁଣ୍ଡ କାମ କରିବନି, ଯିଏ ଯାହା କହିବ ପଜିଟିଭ୍ ଜିନିଷ ଗୁଡ଼ା କେବେ ନେବେନି। ଆମର ହ୍ୟୁମାନ୍ ଟେଣ୍ଡେନ୍ସି ଅନୁସାରେ ଆମେ ସବୁବେଳେ ନେଗେଟିଭ୍ ଜିନିଷ ଗୁଡ଼ାକୁ ହିଁ ସବୁବେଳେ ଆକ୍ସେପ୍ଟ କରୁଥିବା ବା ଆମକୁ ଆବଜର୍ଭ କରୁଥିବା ସେଟାକୁ। ତ ସେଥିରେ କ'ଣ ହୁଏ, ଯେତେବେଳେ ଏଇ ମାଇଣ୍ଡଟା କାମ କରୁନଥିବ, ଆମକୁ କିଏ ଗୋଟେ ନେଗେଟିଭ୍ ଜିନିଷ କହିବ ବା କିଏ ଗୋଟେ ନର୍ମାଲି ଆମର ହ୍ୟୁମାନ୍ ଟେଣ୍ଡେନ୍ସି ବି ଏଇଟା 99% ରିଲେଟିଭ୍ ମାନେ ବି ତମକୁ ନେଗେଟିଭ୍ ହିଁ କଥା କହିବେ। ଆରେ ଏଇଟା କର ନା, କିମୋଥେରାପି କରିଲେ ଅମୁକ ଲୋକର ଚୁଟି ଝଡ଼ି ଯାଇଥିଲା, ଇଆଡ଼େ ଯାଇକି ତମେ ତିରୁପତିରେ ଠାକୁରଙ୍କ ପାଖରେ ମୁଣ୍ଡ ନଣ୍ଡା ହେଇକି ଆସିପାରୁଥିବେ ଲୋକ, କିନ୍ତୁ ଏଥିରେ ଚୁଟି ଝଡ଼ିଗଲେ ତାଙ୍କୁ ସେଇଟା ଗୋଟେ ବଡ଼ ପ୍ରୋବ୍ଲେମ୍। ବୁଝିପାରିଲେ, ମାନେ ଏଇସବୁ ଜିନିଷ। ଆଉ ଯେତେବେଳେ ଗୋଟେ ପେସେଣ୍ଟକୁ ଏଇଟା କୁହାଯାଏ ନା, ସେମାନେ ସେଇଟାକୁ ଆହୁରି ନେଗେଟିଭଲି ନେଇଯାଆନ୍ତି। ତ ସେଇ ଜିନିଷଟା ଗୋଟେ ଯେଉଁଟାକି ଲୋକମାନେ ସେଇ ଟାଇମ୍ରେ ତାଙ୍କର ମନ ଭିତରେ ଯେଉଁ ଧୈର୍ଯ୍ୟଟା ବହୁତ କମି ଯାଇଥାଏ, ଆଉ ସେଇଟା ମେଜର ପ୍ରୋବ୍ଲେମ୍ ରହେ। ଲୋକମାନଙ୍କୁ କ'ଣ ଦରକାର ନା, ସେଇ ଟାଇମ୍ରେ ତମେ
ଧୈର୍ଯ୍ୟ ରଖିବ, ହୁଁ ତମେ ଡାକ୍ତରଙ୍କ ବିଷୟ ଉପରେ ବିଶ୍ୱାସ ରଖିବ। ହୁଁ ଯଦି ଡାକ୍ତର ବୁଝଉନାହାନ୍ତି ତମକୁ, ହୁଁ ତାଙ୍କୁ ପଚାର, କୋଶ୍ଚିନ୍ ପଚାର। ହୁଁ କିନ୍ତୁ ସେଇଠି ତମେ କ'ଣ ହୁଏ ନା, ଅନେକ ସମୟରେ ଆମେ ନିଜ କନଭିନିଏନ୍ସ ଅନୁସାରେ ଟ୍ରିଟମେଣ୍ଟଟାକୁ ଚଏସ୍ କରୁ। ହୁଁ ଜଣେ କହୁଥିବ ଯେ, ମନେକର ମୋ ପାଖକୁ ଜଣେ ଆସିଲା, ଅନେକ ସମୟରେ ଯେ ମୁଁ କହିବି ରେଡ଼ିଓଥେରାପି ଦରକାର ନାହିଁ, ହୁଁ କିନ୍ତୁ ଡରଟା ମନ ଭିତରେ ଅଛି ପେସେଣ୍ଟର, ହୁଁ ଆରେ ମୋର ତ ଏଠି ଗୋଟେ ରୋଗଟା ଅଛି, ସାର୍ କ'ଣ କହୁଛନ୍ତି ରେଡ଼ିଓଥେରାପି ଦରକାର ନାହିଁ। ହୁଁ ସେଇ ଜାଗାରେ ଆଉ 4 ଜଣଙ୍କୁ ଦେଖା କରିବେ, ଆଉ ହୁଁ 4 ଜଣଙ୍କ ଭିତରୁ କିଏ ଜଣେ ଗୋଟେ କହିବ, ମନେକର ହଁ ନାଇଁ ଆମେ କରିଦେଲେ ହବ, ହୁଁ ସେଇ ଜାଗାରେ ସିଏ କ'ଣ କରିବ, ତମେ ସେଇଠି ସେଇ ଟ୍ରାପ୍ରେ ପଡ଼ିଯିବ। ହୁଁ କାରଣ ତମ ମୁଣ୍ଡ କାମ କରୁନି, ତମେ ସେ ଯେଉଁ ହୁଁ ଭୟର ମାୟାଜାଲ ଭିତରେ ପଡ଼ିକି ରହିଯାଅ। ହୁଁ ବୁଝିପାରୁଛନ୍ତି? ହୁଁ ତ ସେଇଟା ହେଲା ସବୁଠୁ ବଡ଼ ପ୍ରୋବ୍ଲେମ୍, ଖାଲି କ୍ୟାନ୍ସରରେ ନୁହଁ, ଏଇଟା ସବୁ ରୋଗରେ। ସବୁ ଏଇଟା ରୋଗ ଗୋଟେ ଆମର ହ୍ୟୁମାନ୍ ସାଇକୋଲୋଜି, ଯେଉଁଟାକି ଆମେ ସବୁବେଳେ ଫେସ୍ କରୁ। ହୁଁ ମୁଁ ସେଥିପାଇଁ ମୋର ଇଏ ରହେ ଯେ, ଯେତେବେଳେ ରୋଗ ଗୋଟେ ପେସେଣ୍ଟ ଗୋଟେ ଫାର୍ଷ୍ଟ ଟାଇମ୍ ପାଇଁ ଆସିଲେ, ହୁଁ ମୁଁ ତାଙ୍କ ସାଙ୍ଗରେ ଅଲମୋଷ୍ଟ 45 ମିନିଟ୍ ସମୟ ଦେଇକି ତାଙ୍କୁ, ପେସେଣ୍ଟକୁ, ତା ଫ୍ୟାମିଲିକୁ ବୁଝେଇବାକୁ ଚେଷ୍ଟା କରେ। ହୁଁ ଆଗ ତ ତାଙ୍କ ମୁହଁ ଦେଖିଲେ ତମେ ଜାଣିଦବ ଯେ ଗୋଟେ ଡରରେ ହୁଁ ଆସିଛନ୍ତି। ହୁଁ ମୁଁ ଆଗ True, sir. ଫାଇଲଟିକୁ ବନ୍ଦ କରିବି, ତାଙ୍କ ମୁହଁକୁ ଅନେଇବି, ହୁଁ ହସିବି, ଆଉ ତାଙ୍କୁ ଏଇଆ ଧୈର୍ଯ୍ୟ ଧରିବାକୁ ଚେଷ୍ଟା କରିବି କି ଏଇଟା ଗୋଟେ ବଡ଼ ରୋଗ ନୁହଁ, ହୁଁ ଏଇଟା ଯେଉଁ ଗୋଟେ ନର୍ମାଲ ଲାଇକ୍ ଡାୟାବେଟିସ୍ ହେଲା, ବ୍ଲଡ଼ ପ୍ରେସର ହେଲା, ହୁଁ ସେଗୁଡ଼ା ଯେମିତି ଗୋଟେ ରୋଗ ତମେ ଦେଖୁଛ, ଏଇଟା ବି ହୁଁ ଗୋଟେ ସେଇ ଟାଇପ୍ର ରୋଗ, ହୁଁ ଆଉ ଏଇଟା ଠିକ୍ ହେଇଯିବ, ତମେ ବ୍ୟସ୍ତ ହୁଁ ହେଇକିରି କିଛି ଲାଭ ନାହିଁ। ତାପରେ ମୁଁ ସେମାନଙ୍କୁ, ଫ୍ୟାମିଲିକୁ ଭଲସେ ମାନେ କାଗଜରେ ଚିତ୍ର କରିକି ତାଙ୍କର ରୋଗଟା କ'ଣ, ଆମେ ଟ୍ରିଟମେଣ୍ଟଟା କ'ଣ କରିବା, କ'ଣ କ'ଣ ଟ୍ରିଟମେଣ୍ଟ ଅପସନ୍ସ ଅଛି, ଆମର ମେଡ଼ିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ଟ୍ୟୁମର ବୋର୍ଡ଼, ଇଏ ସବୁ ଜିନିଷ ମୁଁ କ୍ଲିଅରଲି ତାଙ୍କୁ ବୁଝାଏ। ଅନେକ ସମୟରେ ଏମିତି ବି ହୁଏ, ଆମେ 3ଟା ଅପସନ୍ ମନେକର କହିଲୁ, ଯେଉଁଟା ଫାର୍ଷ୍ଟ ଅପସନ୍ ହେଲା ଗୋଟେ ପେସେଣ୍ଟକୁ ଗୋଟେ ବ୍ରେଷ୍ଟ କ୍ୟାନ୍ସରର ଅର୍ଲି ଷ୍ଟେଜ୍ରେ ଅଛି, କିନ୍ତୁ ଆମର ଏବେର ଟ୍ରାଏଲ୍ ଗୁଡ଼ା ଅନୁସାରେ ତାକୁ କିମୋଥେରାପି ଦେବା ଦରକାର। କିନ୍ତୁ ଜଣେ ଡାକ୍ତର ତାକୁ କହିଦେଇଛନ୍ତି ତମକୁ, କାରଣ ସିଏ ଆଉ ଅପଡେଟେଡ୍ ନାହାନ୍ତି, ଯିଏ ବି ଡାକ୍ତର ତାଙ୍କୁ କହିଛନ୍ତି, ତ ସିଏ ତାଙ୍କୁ କହିଦେଇଛନ୍ତି ତମର ଏବେ ଦରକାର ନାହିଁ, ରେଡ଼ିଏସନ୍ ଡାଇରେକ୍ଟଲି ଦେଇଦିଅ ଅପରେସନ୍ ପରେ। କିନ୍ତୁ ଯେତେବେଳେ ସିଏ ଆସିଲେ ମୋ ପାଖକୁ, ଆମେ ଆମର ଟ୍ୟୁମର ବୋର୍ଡ଼ରେ ରଖିଲୁ, ଟ୍ୟୁମର ବୋର୍ଡ଼ରେ ଡିସିସନ୍ ଆମେ ଏହା କଲୁ ଯେ ନାଇଁ, ଏଠି ଯେହେତୁ ତାଙ୍କର HER2 ପଜିଟିଭ୍ ଅଛି, ଆଉ KI67 ମାନେ ଆମର ରିସ୍କ ଫ୍ୟାକ୍ଟର ଗୁଡ଼ିକ ଆମେ କାଟେଗୋରାଇଜ୍ କରିକି ଯେ ୟାଙ୍କୁ କିମୋଥେରାପି ଆଟଲିଷ୍ଟ 4ଟା ସାଇକେଲ କିମୋଥେରାପି, ତାର ସବୁ ଆମର ଟ୍ରାଏଲ୍ ପ୍ରୋଟୋକଲ୍ ଅନୁସାରେ ଅଛି। ତ ତାଙ୍କୁ ମୁଁ ସେଇଟା ଆଡ଼ଭାଇସ୍ କରିଲି। ତ ଆଡ଼ଭାଇସ୍ କଲା ପରେ ସେମାନେ ତା ପରଦିନ ଆସିକି, ନାଇଁ ସାର୍, ଆମକୁ ତ ସେ ଡାକ୍ତର କହିଛନ୍ତି କିମୋ ଦରକାର ନାହିଁ, ଆମେ କିମୋ ନେବୁନି। ଆଚ୍ଛା ମୁଁ ସେଥିରୁ କ'ଣ କଲି, ମୁଁ ତାଙ୍କୁ ସେଠି ସେଇ ଜାଗାରେ କ୍ଲିଅରଲି ମୁଁ ଡକୁମେଣ୍ଟ କରିଲି ଯେ ପେସେଣ୍ଟକୁ ଅମୁକ ଫାର୍ଷ୍ଟ ଅପସନ୍, ସେକେଣ୍ଡ ଅପସନ୍, ଥାର୍ଡ଼ ଅପସନ୍ ଏଇଟା ଏକ୍ସପ୍ଲେନ୍ କରାଗଲା। ପେସେଣ୍ଟ ତାପରେ ସେମାନେ ନିଜେ ଏଇ ଅମୁକ ରିଜନ୍ ପାଇଁ କହୁଛନ୍ତି ଯେ ସେମାନେ ନେବେ, ମାନେ ରେଡ଼ିଏସନ୍ ନେବେ, ସେମାନେ କିମୋ ନେବେ ନାହିଁ। ବୁଝିପାରିଲେ? ତାପରେ ତାଙ୍କ ସିଗ୍ନେଚର ନେଇ ତାପରେ ମୁଁ ଟ୍ରିଟମେଣ୍ଟ ଷ୍ଟାର୍ଟ କରେ। କିନ୍ତୁ ସାର୍ ଏଇଟା ତ ପେସେଣ୍ଟଙ୍କ ପାଇଁ ବହୁତ ଡେଞ୍ଜରିୟସ୍ ଥିଙ୍ଗ, ଯଦି କିନ୍ତୁ କ'ଣ ଡକ୍ଟର କରାଯିବ, ମାନେ ଆମେ ସାଇକୋଲୋଜି, ପେସେଣ୍ଟର ସାଇକୋଲୋଜିକୁ ତମେ ବଦଳେଇ ପାରିବନି। ତମେ ପେସେଣ୍ଟର ସାଇକୋଲୋଜିକୁ ବଦଳାଇବାକୁ ଚେଷ୍ଟା କଲେ ପେସେଣ୍ଟ ଡାକ୍ତର ବଦଳେଇ ଦେବେ। ବଟ୍ ଷ୍ଟିଲ୍ ସାର୍ ମୋତେ ଲାଗୁଛି ଟିକେ ଡକ୍ଟରମାନଙ୍କ ଉପରେ ଟିକେ ଇଏ ହେବା ଦରକାର, ଅଡ଼ିଟ୍ ହେବା ଦରକାର। ଯେଉଁ ଡକ୍ଟର କହିଲେ କେମୋଥେରାପି ଦରକାର ନାହିଁ, ମୋତେ ଲାଗୁଛି ନାଇଁ, ଯିଏ ପେସେଣ୍ଟଙ୍କ କହିଛନ୍ତି ସିଏ ଭୁଲ ନାହାନ୍ତି, ସିଏ ଅପଡେଟେଡ୍ ନାହାନ୍ତି। ବଟ୍ ସାର୍ ସେଇଟା ତ ମେଡ଼ିକାଲ ଫିଲ୍ଡରେ ତ ସେଇଟା ଅଧିକ ଦରକାର। ନାଇଁ, ଦେଖନ୍ତୁ, ଟ୍ରାଏଲ୍ ଗୁଡ଼ା ଆମର ସବୁ ଜିନିଷ ପାଇଁ ଟ୍ରାଏଲ୍ସ ଅଛି, ମାନେ ଆମେ ଯାହା ବି ଟ୍ରିଟମେଣ୍ଟ କରୁଛୁ ତା ଉପରେ ଟ୍ରାଏଲ୍ସ ଅଛି। କେଉଁ ଟ୍ରାଏଲ୍ରେ ଆମର ବେନିଫିଟ୍ 7% ଅଛି, ତ ଏଥିରେ ଏମିତି କିଛି ନାହିଁ ଯେ ଆପଣ ଏଥିରେ କିମୋଥେରାପି ଦେବା ଦରକାର। ଓକେ, ଆମେ କ'ଣ କରୁ, ଆମେ ତାଙ୍କୁ, ତମେ ଏଇଠି ଯଦି କିମୋଥେରାପି ଆଡ଼୍ କରୁଛ, ତମର 7 to 8% ବେନିଫିଟ୍ ରହୁଛି, ତ ଆଇଡ଼ିଆଲି ତମେ କିମୋଥେରାପି ଦେବା କଥା। ଭୁଲ କେତେବେଳେ ହେଇଥାନ୍ତା, ଯଦି ସେ ଡାକ୍ତର କହିଥାନ୍ତେ ଅପରେସନ୍ କରିଦେଲେ, କହିଥାନ୍ତେ ତମର ଆଉ କିଛି ଦରକାର ନାହିଁ। ଆଚ୍ଛା, ବୁଝିପାରିଲେ? ଓକେ। ତ ସେଇ ଜାଗାରେ ସେଟା, କିନ୍ତୁ ଆଜ୍ ପର୍ ଷ୍ଟଡିଜ୍, ଆଜ୍ ପର୍ ଦି ଲାଟେଷ୍ଟ ଗାଇଡ଼ଲାଇନ୍, ଆମେ କିମୋଥେରାପି ଦେଲେ ପେସେଣ୍ଟର ବେନିଫିଟ୍ ହୁଏ। ବୁଝିପାରିଲେ? କିନ୍ତୁ ଯଦି ମନେକର କିମୋଥେରାପି ନ ଦେଉଛନ୍ତି, ସେ ଦେ ୱିଲ୍ ଗେଟ୍ ସେଇ ଯେଉଁ 7% ବେନିଫିଟ୍ରୁ ଡେପ୍ରାଇଭ୍ ହେଇଯିବେ। କିନ୍ତୁ ସେଇଟା ତ ଆମେ ବୁଝଉଛେ ନା ପେସେଣ୍ଟକୁ, ଆମେ ପେସେଣ୍ଟକୁ ସେଇଟା ବୁଝଉଛେ, ଆମେ ସେଟାକୁ ଡକୁମେଣ୍ଟ ବି କରୁଛେ, ସେଇଟା ଦରକାର ଆକ୍ଚୁଆଲି।
ट्रू सर सर आ गोटे जिनस आप कहले कि आजिका डेट्रे सबुठ बड़ प्रोब्लेम हूँ मिसगाइड जदि आम 5टा डॉक्टर पाखु जाऊँ 5टा डिफरेंट ओपिनियन पाऊँ सर आम आज पेसेंट पॉइंट ऑफ व्यू मुझे कहूँ जे सर आम गोटे डॉक्टर पाखक जाऊँ और आमको किसी इम्प्रूवमेंट न देखा जाऊँ आम टे सेकेंड ओपिनियन पाखक जाऊँ सेकेंड डॉक्टर को टे देखा सेटा कौन सर भूल भूल केबे नु एक्चुअली सेकेंड ओपिनियन नबाटा सब बेले ठीक हम्म किंतु जिनसटा रहे कि आमे सेकेंड ओपिनियन जो नौचे आमको सेटा अगेन डिपेंड करछि आपण को डाक्टर पाखे नौचंदी सी आपनको केते एक्सप्लेन करचंदी सी केते साइंटिफिकली एक्सप्लेन करचंदी हम्म तो सेही जगह रे ना ये जो सेकेंड ओपिनियन टा मु आ गोटे जिनस आपण कहली ट्यूमर बोर्ड हम्म नॉर्मली कैंसर रे जेतेबेले ट्रीटमेंट हुए गोटे ट्यूमर बोर्ड रे कैंसर रे ट्रीटमेंट टा कौन हुए ना कीमोथेरापी रेडियोथेरापी और सर्जरी हम्म तीनिटा जिनसर इक्वली इंपोर्टेंस रहुची हम्म को ट्रीटमेंटा आग करवा को ट्रीटमेंटा पछरे करवा को ट्रीटमेंटा मझिरे करवा ए जिनसटा साइंटिफिक एविडेंस द्वारा रहुची हम्म तो सेथिपाई जेतेबेले कैंसर रो ट्रीटमेंटा करा हुए तमे सबुबेले चेष्टा करिवो माने पेशेंट भापरे जे गोटे हॉस्पिटल जोठी भल ट्यूमर बोर्ड अछि हम्म जो ट्यूमर बोर्ड माने सेठी मु थिबी रेडिएशन ऑन्कोलॉजिस्ट हम्म जने कि मेडिकल ऑन्कोलॉजिस्ट जने सर्जिकल ऑन्कोलॉजिस्ट हम्म प्लस हमर पैथोलॉजी प्लस हमर जो रेडियोलॉजी जो मन हम्म सब सीटी स्कैनर का रीड करंदी हम्म से समस्त थिबे हम्म आ प्लस हमर अलगा माने भी थिबे हम्म सो सेठी कोन आपन गोटे अनबायस्ड माने कौन सी गोटे जो पार्शियालिटी नथिबो हम्म गोटे हम्म ओपिनियन आपन को मिलिबो हम्म ना आपन जदि मने कर गोटे मेडिकल ऑन्कोलॉजिस्ट को देखा करूचंदी हम्म अनेक समय एटा हेई पारे कि सी मोर टिल्टेड टुवर्ड्स कीमोथेरापी हेई पारिबे ओके हम्म किंतु आपन जदि गोटे ट्यूमर बोर्ड रे डिस्कशन टा आपन को केस रो चली छि हम्म ताहले यूजुअली बायस्ड इंफॉर्मेशन नथिबो हम्म एविडेंस बेस्ड गाइडलाइन रहबो एविडेंस बेस्ड माने हमरो डाटा कोन कहूछि हम्म हमरो ट्रायल्स कोन कहूछि रिसर्च कोन कहूछि से हम्म बेसिस रे ही ट्रीटमेंट टा सब बेले गाइडलाइन हवा कथा आ हम्म मने कर हमर स्पेशली तले कैंसर ये रहूछि हम्म आपण सब बेले पेशेंट मानकर माने महत्व बा गुरुत्व रहे कथा हम्म जे जो जगह रे ट्यूमर बोर्ड भलो अछि हम्म सेठी से माने तांकर ओपिनियन टा नियंत कारण हम्म ट्यूमर बोर्ड केबे भूल कहबनी ट्रू सर यहाँ गोटे सर नुआ जिनस आम जानलु सर आउ गोटे जिनस कह जिते गोटे पेसेंट को कैंसर हुए साइकोलोजी केमती थाए कैंसर जेतेबेले हुए तांकर फास्ट जिंस तो डर आसीबे हम्म डर आसी कारण आमे माने ना आमे जेमती कि जो कहते ना जे साप कामुड़िथिबो जदि पाळ दौड़ी को देखले मा डरिबो डर तो ट्रू सर सेही भली कैंसर विषय रे हमर विगत 30 वर्ष 40 वर्ष हेलानी हम्म नेगेटिव जिंस रही अछि कारण अनेक समय कैंसर रो जो डायग्नोसिस हुए बहुत एडवांस स्टेज रे हुए हम्म आउ तापरे से माने ठीक से ट्रीटमेंट हेई पारेनी कोनोसी कारणरू आगुरु फैसिलिटी गुडा भी नथिला हम्म माने मु कहूची 30 वर्ष तळे हम्म ओडिसा रे तो भल फैसिलिटी भी नथिला हम्म भल फैसिलिटी लास्ट 15 वर्षरू आसीची कहया हम्म गले चलिबो तो सेतेबेले सब कोन होतला आउटकम भी भल नथिला हम्म आउटकम भल नथिबा जोगु लोकमानक मन भितर ना से जो डरटा बसिक रही जाइछि हम्म तो आजिका दिन रे आउटकम भल हेलानी हम्म नुआ ड्रग्स आसलानी हम्म किंतु से डरटा जाइनी हम्म बुझिपारे तो सेथि पई सेई जो डर रे फास्ट मनकर ये हला ना रोग गोटे कैंसर बोली डायग्नोसिस सुनिले हम्म फास्ट जिंस तो से पेशेंट आगो भाबी जबो जे मु मरि गली हम्म पेशेंट रो अटेंडर भाबी देबे जे मोर मां मरि गला आ मरीगला तापर से सबटू माने हमर डेंजरस जिंसटा कोन हुए आमे हम्म संगे संग व्हाट्सएप रे 10टा जगह को रिपोर्ट टा पठे दो हम्म बुझिबला हमर हम्म चिन्हा जणा संग साथी सेमाने तापर तांकु काहाकू चिन्हा जणा को पठेबे हम्म तापर सेथिर पई तापर से गोटे काहाठू गोटे ओपिनियन सेथिरे आन देखि के आनिबे हम्म किंतु कोन हुए आमे व्हाट्सएप देखि करी बा रिपोर्ट्स देखि करी के गोटे भलो ठीक ओपिनियन देई परिबनी हम्म काहे ना आमे रिपोर्ट को ट्रीट करबानी आमे हम्म ट्रीट करबा पेशेंट को बुझिपारले तो तापर जणे आसी कहि दो त कीमो दबा पड़िबो बा सर्जरी दबा पड़िबो एटा आपन ओपिनियन के दबो जे भी हम्म दबो डाक्टर से गोटे दबो कि सर्जरी दियो कि कीमो दियो किंतु सेई गोटाक गोटे नेगेटिव इंपैक्ट रहबो हम्म आउ गोटे बड़ प्रॉब्लम हुए आमे हमर चिन्हा जणा डाक्टर मन को पचारियो हम्म डाक्टर माने सी गोटे कैंसर स्पेशलिस्ट हेई नथियो हम्म बुझिपारले मने ट्रू कर आपण गोटे कैंसर विषय रे गोटे कार्डियोलॉजिस्ट पाखु किंबा गोटे जनरल फिजिशियन बा हम्म गायनिकोलॉजिस्ट पाखु हम्म पठि दउछन से माने ओपिनियन तांकर देबे सी को विषय रे ओपिनियन देबे
ଦେବେ ତାଙ୍କର ପୁରୁଣା ନଲେଜ ଉପରେ। ସିଏ ତ ଆଜିକା ଦିନରେ ଅପଡେଟେଡ୍ ନାହାନ୍ତି। କାରଣ ଯେତେବେଳେ ଜଣେ କାର୍ଡ଼ିଓଲୋଜିଷ୍ଟ, ସିଏ କାର୍ଡ଼ିଓଲୋଜି ବିଷୟରେ ଆଜିକାଲି ଯେତେ ଆମର ଡେଭଲପମେଣ୍ଟ ହେଲାଣି, ସେଇ ବିଷୟରୁ ସିଏ ସେଠୁ ବାହାରି ପାରିଲେ ସିନା କ୍ୟାନ୍ସର ବିଷୟରେ ଜାଣିବେ। ତ ନର୍ମାଲି କ'ଣ ହୁଏ ନା, ସେଇଟା ଗୋଟେ ପ୍ରୋବ୍ଲେମ୍। ଆମର ଗୋଟେ ସାଇକୋଲୋଜି, ଅମୁକ ଲୋକଟା ତ ଡାକ୍ତର ନା, ଡକ୍ଟର୍ସ ମାନେ ସେ ସବୁ ସିଏ ତ ସବୁ ଜାଣିଛନ୍ତି। ଜାଣିଥିବ, ସିଏ ଗୋଟେ ଆଇଡ଼ିଆ। କିନ୍ତୁ ପ୍ରୋବ୍ଲେମଟା ସେଇଠି ହୁଏ ଯେ ଯିଏ ମନେକର ମୁଁ ଗୋଟେ କ୍ୟାନ୍ସର ସ୍ପେଶାଲିଷ୍ଟ, ହାର୍ଟରେ ଷ୍ଟେଣ୍ଟ ଲାଗିବ କି ନାହିଁ ସେଇ ବିଷୟରେ ମୁଁ ଅପଡେଟେଡ୍ ନାହୁଁ। ମୁଁ ଯଦି ଜଣଙ୍କୁ କହିବି, ମୁଁ 15-20 ବର୍ଷ ତଳେ ମୁଁ ଯାହା ଜାଣିଥିଲି ମୁଁ ସେଇଟା ସେଇ ବିଷୟରେ କହିବି। କିନ୍ତୁ ଆଜିକା ଦିନରେ ଇଭେନ୍ ଟ୍ରିପଲ୍ ଭେସେଲ ଡିଜିଜ୍ରେ ବି ତ ଷ୍ଟେଣ୍ଟ କରୁଛନ୍ତି, ତାଙ୍କର କ୍ରାଇଟେରିଆଜ ଅଛି, ଇଏ ଅଛି। ତ ସେସବୁ ଜିନିଷ ଗୁଡ଼ା ଆମେ ଅପଡେଟେଡ୍ ନାହୁଁ। ଆମେ ଗୋଟେ ଡାକ୍ତର ପାଖକୁ ଫରୱାର୍ଡ଼ କରିଦେବା, ସିଏ ଦେଖିକିରି ଗୋଟେ ଓପିନିଅନ୍ ଦେଇଦେବେ, ଆମେ ସେଇ ଓପିନିଅନ୍ ଦେହରେ ବାୟାସ୍ ହେଇକି ଯିବା। ବୁଝିପାରିଲେ? ତ ସେଇ ଯେଉଁ ପେସେଣ୍ଟଙ୍କର ଯେଉଁ ସାଇକୋଲୋଜିରୁ ପ୍ରଥମ ଜିନିଷ ତ ହେଲା ସେ ଡରଟା ବାହାର କରିବା ଦରକାର। ଯେ ପ୍ରଥମେ ତମେ ୟାକୁ ଗୋଟେ ରୋଗ ମାନେ ନର୍ମାଲ, ଯେମିତି ଆମର ହାର୍ଟର ହେଲା କି ଡାଇବେଟିସ୍ ହେଲା, ବ୍ଲଡ଼ ପ୍ରେସର ହେଲା, ସେଇଭଳିଆ ଗୋଟେ ରୋଗ ଏଇଟା ଭାବ। ଆଉ ତମର ଡାକ୍ତରଙ୍କୁ ଯାଇକି ତମେ ଡାକ୍ତରଙ୍କ ଉପରେ ଟ୍ରଷ୍ଟ କରିବାକୁ ପଡ଼ିବ। ଆଉ ଯେମିତି ମୁଁ କହିଲି, ଯେଉଁ ଜାଗାରେ ଗୋଟେ ଭଲ ଟ୍ୟୁମର ବୋର୍ଡ଼ ଅଛି ସେଇ ଜାଗାରେ, କ୍ୟାନ୍ସରରେ ସ୍ପେସିଆଲି, କ୍ୟାନ୍ସରରେ ଇଣ୍ଡିଭିଜୁଆଲ ଓପିନିଅନଟା ଜମାରୁ ମ୍ୟାଟର କରେନି। ଆମର ଯେମିତି ମନେକର ଆପଣ ଗଲେ ଗୋଟେ ମେଡ଼ିକାଲ ଅଙ୍କୋଲୋଜିଷ୍ଟ, ସିଏ ବାୟାସ୍ ହେଇଯାଇପାରେ କି ହଁ ଏଠି କିମୋ ଦେଇଦେବା, କିନ୍ତୁ ଆମର ଡାଟା କ'ଣ କହୁଛି, ଆମର ଟ୍ରାଏଲ୍ସ କ'ଣ କହୁଛି, ସେଇ ଗୋଟାକ ଆମକୁ ଆସିବ ସବୁବେଳେ ଟ୍ୟୁମର ବୋର୍ଡ଼। ସେଥିପାଇଁ ସବୁବେଳେ ପେସେଣ୍ଟ ମାନେ ଯେତେବେଳେ ଗୋଟେ କ୍ୟାନ୍ସର ଡାଇଗ୍ନୋସିସ୍ ଶୁଣିଲେ ଗୋଟେ ଭଲ ହସ୍ପିଟାଲକୁ ଯାଆନ୍ତୁ, ଯେଉଁଠି ଗୋଟେ ଭଲ ଟ୍ୟୁମର ବୋର୍ଡ଼ ଅଛି, ଯେଉଁଠି ଭଲ ସେମାନେ ଗ୍ରୁପ୍ ଅଫ୍ ଡକ୍ଟର୍ସ ମିଶିକିରି ଗୋଟେ ସାଇଣ୍ଟିଫିକାଲି ଆପଣଙ୍କୁ ଡେସିସନ୍ ଦେଉଛନ୍ତି। ଗୋଟେ ଟ୍ୟୁମର ବୋର୍ଡ଼ର ଗୋଟେ ଫର୍ମ ରହେ, ଟ୍ୟୁମର ବୋର୍ଡ଼ ଫର୍ମରେ ସମସ୍ତେ ସାଇନ୍ କରିକି ଆପଣଙ୍କୁ ଦେବେ ସେଟା। ଆମେ ଆମ ପେସେଣ୍ଟମାନଙ୍କୁ, ଆମେ ଆପୋଲୋ ବିଶାଖାପଟ୍ଟନମରେ ଆମର ଯେଉଁ ଗ୍ରୁପ୍ ଅଛୁ, ଆମେ ଅରିଜିନାଲଟା ଯେଉଁଟା ଡାକ୍ତରମାନେ 3 ଜଣ ସର୍ଜିକାଲ ଅଙ୍କୋଲୋଜିଷ୍ଟ, ମେଡ଼ିକାଲ ଅଙ୍କୋଲୋଜିଷ୍ଟ, ରେଡ଼ିଏସନ୍ ଅଙ୍କୋଲୋଜିଷ୍ଟ ସାଇନ୍ କରିଥିବେ, ଷ୍ଟାମ୍ପ ଲଗା ହେଇଥିବ, ସେ ପେପରଟି ପେସେଣ୍ଟକୁ ଆମେ ଧରେଇ ଦେଉ କି ଆମର ଟ୍ୟୁମର ବୋର୍ଡ଼ର ଡେସିସନ୍ଟା ଏଇଟା। ବୁଝିପାରିଲେ? ତ ସେଥିପାଇଁ ସବୁବେଳେ ଡରିବେନି, ଗୋଟେ ଭଲ ଜାଗାରେ ସେକେଣ୍ଡ ଓପିନିଅନ୍ ନେବେ, ଯେଉଁଠି ଆପଣଙ୍କୁ ଭଲ ଓପିନିଅନ୍ ମିଳିବ। ଆଉ ସେଇ ଯେଉଁ ସାଇକୋଲୋଜିଟା ଯେ ଆମେ ବାହାରକୁ ପଳେଇବା, ଭୁବନେଶ୍ୱର ଲୋକ ପଳେଇବେ ଭାଇଜାଗକୁ, ଭାଇଜାଗ ଲୋକ ପଳେଇବେ ହାଇଦ୍ରାବାଦକୁ, ହାଇଦ୍ରାବାଦ ଲୋକ ପଳେଇବେ ବମ୍ବେକୁ, ବମ୍ବେ ଲୋକ ପଳେଇବେ ସିଙ୍ଗାପୁରକୁ। ଏଇଟା ଗୋଟେ ସାଇକେଲ ଟାଇପ୍ର ଥାଏ। କାରଣ ସେଟା ଗୋଟେ, ଫରେନର ଲୋକ ଭୁବନେଶ୍ୱରକୁ ବି ହଁ, ଆସୁଛନ୍ତି। ଆମେ ଗୋଟେ ହର୍ଡ ଇମ୍ୟୁନିଟି, ହର୍ଡ ମେଣ୍ଟାଲିଟି। ମାନେ ହର୍ଡ ମେଣ୍ଟାଲିଟି ମାନେ ଲୋକ କହୁଛନ୍ତି ଆମେ କରିବା, ସେଇଥିରେ ଆମେ ଚାଲିଥାଉ। ସେଇଥିରେ ଚାଲିବା କଥା ନୁହଁ। ଆମକୁ ସେତେବେଳେ ନା ମନଟାକୁ ଥଣ୍ଡା ରଖିକି ଭାବିବା ଜିନିଷଟା ଆମର କ'ଣଟା ଠିକ୍, କ'ଣ ଭୁଲ। ଗୁଗୁଲ, ଆଉ ଗୋଟେ ବଡ଼ ପ୍ରୋବ୍ଲେମ୍ ହେଲାଣି ଆଜିକା ଦିନରେ, ଗୁଗୁଲ ଆଉ ଚ୍ୟାଟ୍ ଜିପିଟି। ତ ଚ୍ୟାଟ୍ ଜିପିଟିର ପ୍ରୋବ୍ଲେମ୍ କ'ଣ, ଚ୍ୟାଟ୍ ଜିପିଟି ବହୁତ ବଢ଼ିଆ ଜିନିଷ। ଏମିତି ନା ସିଏ ଆମକୁ ଭଲ ସେ ଗାଇଡାନ୍ସ ଦେବ, ତା ପାଖରେ ସବୁ ଡାଟା ଅଛି। କିନ୍ତୁ ପ୍ରୋବ୍ଲେମଟା କ'ଣ, ଆମର ସେତିକି ମାନେ କ୍ୟାପାବିଲିଟି ବା ନଲେଜ ଅଛି କି ଆମେ ଚ୍ୟାଟ୍ ଜିପିଟିକୁ ଠିକ୍ ଭାବରେ ପଚାରି ପାରିବା ଯେ ଏଇଟା ଠିକ୍, ୟା ଏଇ ରୋଗରେ କ'ଣ ଓପିନିଅନ୍ ଦେବ। କାରଣ ତା ଦେହରେ ବହୁତ କିଛି ଜିନିଷ ରହେ। ମୁଁ ଗୋଟେ ମନେକର ଡାକ୍ତର ଭାବରେ ମୁଁ ଚ୍ୟାଟ୍ ଜିପିଟିକୁ ପଚାରିବି, ମୁଁ ପଚାରିବି କି ତମେ ଗୋଟେ ମେଡ଼ିକାଲ ଅଙ୍କୋଲୋଜିଷ୍ଟ ଭାବରେ ଏଇ ଅମୁକ ଜାଗାରେ ମନେକର ବ୍ରେଷ୍ଟ କ୍ୟାନ୍ସରରେ T2N1M0ର ERPR ପଜିଟିଭ୍, HER2 ନେଗେଟିଭ୍, KI67, ମୁଁ ଜାଣିଛି କ'ଣ କ'ଣ ମୋର ଗାର୍ଡରେଲ୍ସ ଦେବାର ଅଛି, ତ ମୁଁ କ'ଣ କ'ଣ ତାକୁ ରେଷ୍ଟ୍ରିକ୍ସନ୍ସ ଦେବାର ଅଛି, ସିଏ ମୋତେ ସେଇ ଅନୁସାରେ ଦେବ। ତମେ ଯେତେବେଳେ ଗୋଟେ ଜେନେରାଲ ଲୋକ ପଚାରିବ, ଗୋଟାଏ ତ ତମ ମୁଣ୍ଡ କାମ କରୁନି, କାରଣ ତମେ ଡରି ଯାଇଛ। ଦ୍ୱିତୀୟ ଜିନିଷ ହେଲା, ଆମେ କେତେ ଶୀଘ୍ର ମୁଁ ଟିକେ ଚ୍ୟାଟ୍ ଜିପିଟି ଟେଲ୍ ମି ହ୍ୱାଟ୍ ଇଜ୍ ଦି ଟ୍ରିଟମେଣ୍ଟ ଅପସନ୍, ଆମେ ଏତିକି ଦେବା, ତାଠୁ ଅଧିକ ଆମ ମୁଣ୍ଡ ହିଁ କାମ କରିବନି। ବଟ୍ ସାର୍ ଷ୍ଟିଲ୍ ମୁଁ ଏଇଠି ଗୋଟେ କ୍ୱେଶ୍ଚନ୍ ପଚାରିବି, ସାର୍ ଚ୍ୟାଟ୍ ଜିପିଟି କ'ଣ ଗୋଟେ ଡକ୍ଟରଙ୍କ ସହିତ କମ୍ପିଟେଣ୍ଟ ହେଇପାରିବ ଯଦି ଆମେ ଠିକ୍ ପ୍ରମ୍ପ୍ଟ ଦିଅନ୍ତି? ନାଇଁ, ଜିନିଷ ହେଲା କି ଆମେ ଚ୍ୟାଟ୍ ଜିପିଟିଟା ସବୁବେଳେ ସେଇଆ ପ୍ରମ୍ପ୍ଟ ଦେବ ଯାହା ଆମେ ତାକୁ ଫିଡ୍ କରୁଛେ। ବୁଝିପାରିଲେ? ତ ସେଇ ଯେଉଁ ଫିଡ୍ଟା ଯାହା କରାହେଉଛି ସେଇଟା କିଏ କରୁଛି, ତାର ନଲେଜ କ'ଣ କ'ଣ ଦରକାର। ମନେକର ନା ମୁଁ ଆଜ୍ ଏ ରେଡ଼ିଏସନ୍ ଅଙ୍କୋଲୋଜିଷ୍ଟ କରିବି, ଅନେକ ସାରା ଆମକୁ ବି ଡାଉଟ୍ ହୁଏ ଗୋଟେ ଡାଟା, ମାନେ ଆମକୁ ଗୋଟେ ପଏଣ୍ଟରେ ଯେ ଏଇ ଜାଗାରେ ଆମେ ଦେବା କି ନ ଦେବା, ରେଡ଼ିଏସନ୍ ଦେବା କି ନ ଦେବା, ବା କିମୋଥେରାପି ଆମେ ଏଇଠି ଆଭଏଡ଼ କରିପାରିବା କି, ଏଇସବୁ ଜିନିଷ ଗୁଡ଼ା ଯେତେବେଳେ ଡାଉଟ୍ ହୁଏ ଆମେ ଡାଟା ବାହାର କରୁ। ତ ସେଇ ଯେଉଁ ଜିନିଷଟା ମୋର କ'ଣ ଦରକାର, ମୁଁ ସେଇ ଅନୁସାରେ ଡାଟା ବାହାର କରିବି। ବୁଝିପାରିଲେ? ତ ଜେନେରାଲ ପବ୍ଲିକ ପାଇଁ, ଯେମିତିକି ମନେକର ଧରି ଦିଅନ୍ତୁ ଜଣେ ଗୋଟେ ସଫ୍ଟୱେୟାର ଇଞ୍ଜିନିୟର ଅଛନ୍ତି,
ସିଏ ଗୋଟେ କୋଡ୍ ବିଷୟରେ ପାଇଥନ୍ ବିଷୟରେ ସିଏ ଜାଣନ୍ତି। ହୁଁ ମୁଁ ଗୋଟେ ଡାକ୍ତର ବିଷୟରେ ବି ମୁଁ ଆଜି ଯଦି ନା ପାଇଥନ୍ ବିଷୟରେ ଚାଟ୍ ଜିପିଟିକୁ ପଚାରିବି ସିଏ ମୋତେ ଦେଇଦେବ ହୁଁ ହୁଁ ପଏଣ୍ଟସ୍, କିନ୍ତୁ ମୋର ତାକୁ ବୁଝିବାର ମୋର ଔକାତ ନାହିଁ। ହୁଁ ଟ୍ରୁ ବୁଝିପାରୁଛନ୍ତି ତ? ଟ୍ରୁ ସାର୍ ସେମ୍ ହେଲା ଇଭେନ୍ ଆମର ଡାକ୍ତର ଇଏରେ ହୁଁ ଡାକ୍ତରଙ୍କୁ ବା କାହାକୁ ସିଏ ରିପ୍ଲେସ୍ କରିପାରିବନି, ହୁଁ କିନ୍ତୁ ସେମ୍ ଟାଇମ୍ ଇଟ୍ ଇଜ୍ ଅଲୱେଜ୍ ଅଗମେଣ୍ଟ କରିବ। ମାନେ ଆମର ହୁଁ ଗୋଟେ ଗୋଟେ ଜାଗାରେ ଜଙ୍କଚର୍ ଆସିଯାଏ ଯେଉଁ ଜାଗାରେ ଆମେ ଡାଉଟ୍ରେ ଥାଉ ହୁଁ ଯେ ଏଇ ଜାଗାରେ ଅମୁକ ଟ୍ରିଟମେଣ୍ଟଟା କରିବା, ରେଡ଼ିଏସନ୍ କରିବା କି ନାହିଁ, ହୁଁ ସର୍ଜରୀ କରିବା କି ନାହିଁ, ହୁଁ ସେଇ ଯେଉଁ ଡାଉଟ୍ ଗୁଡ଼ାରେ ସିଏ ଆମକୁ ଡାଟା ଦେଇଦେବ। ସିଏ ବି କହିବନି ଯେ କର କି ନ କର, ହୁଁ ସିଏ ସେଇ ଜାଗାରେ ଡାଟା ଦେଇଦେବ, ଅମୁକ ଡାଟା ଅମୁକ କହୁଛି, ହୁଁ ତମେ ସେଇ ଅନୁସାରେ ତମେ ଡିସାଇଡ୍ କରିପାରିବ। ହୁଁ ସୋ ଟ୍ୟୁମର ବୋର୍ଡ ଏସବୁ ଜିନିଷ ଆମେ ସେଥିରେ ହେଲ୍ପ କରେ। ସାର୍ ବେଳେବେଳେ ଆମକୁ ଚାଟ୍ ଜିପିଟି ଏଆଇ କିମ୍ବା ଆଜିକା ଡେଟ୍ରେ ଯାହା ବି ଆସିଲାଣି ଗୁଗଲ୍ ବେଳେବେଳେ ଆମକୁ ଡରେଇ ବି ଦିଏ ଯଦି ଆମର କିଛି ସିମ୍ପଟମ୍ସ ଅଛି ଆମେ ଚାଟ୍ ଜିପିଟିରେ ପକାଉଛନ୍ତି ତାହେଲେ ସେ କିଛି ଅଲଗା ହିଁ ଆସେ କ୍ୟାନ୍ସର ଆସିଯାଏ ବେଳେବେଳେ ଡେଡଲି ଡିଜିଜ୍ ଆସିଯାଏ ତ ତାର କାରଣ ସେଇଟା ମୁଁ ଯୋଉଟା କହିଲି ଯେ ହୁଁ ଆମେ ପ୍ରମ୍ପ୍ଟ ଯାହା ଦଉଛେ ହୁଁ ଆମର ସେତିକି ନଲେଜ ରହିବାର ଅଛି ଯେ ଆମେ କଣଟା ପ୍ରମ୍ପ୍ଟ ଦଉଛେ, ହୁଁ ବୁଝିପାରିଲେ ତ? ଆମେ କଣ ଚାହୁଁଛେ ହୁଁ ଆମେ ସେଇ ଅନୁସାରେ ଚାଟ୍ ଜିପିଟି ଆମକୁ ଦବ। ହୁଁ ତ ଚାଟ୍ ଜିପିଟି ଗୋଟେ ସେଇଟା ଗୋଟେ ସିଏ ଗୋଟେ ସମୁଦ୍ର, ହୁଁ ସିଏ ଗୋଟେ ସମୁଦ୍ର, ହୁଁ ତା ପାଖରେ ସବୁ ଜିନିଷର ଇନଫର୍ମେସନ ରହୁଛି, କିନ୍ତୁ ଆମକୁ ଯାହା ଦରକାର ସେ ଆମକୁ ସେଇ ଅନୁସାରେ ଦବ। ହୁଁ ସେମାନେ ବି ହାଲୁସିନେଟ୍ କରନ୍ତି। ହୁଁ ଆମର ଏଆଇଟା ହାଲୁସିନେଟ୍, ଏଆଇ ତମକୁ ଯାହା ଦଉଛି ସେଇଟା ତ କେବେ ବି ଠିକ୍ ରହେନି, ହୁଁ ବୁଝିପାରିଲେ? ତାଙ୍କର ଗୋଟେ ରହୁଛି ଗୋଟେ ଟେମ୍ପରେଚର, ହୁଁ ଏଆଇର ଗୋଟେ ଟେମ୍ପରେଚର ସେଟ୍ ରହେ। ଯଦି ହାୟର ଟେମ୍ପରେଚର 1.2 ଉପରେ ଥିବ ଆପଣ ସେଇଠି ସେମାନେ ହାଲୁସିନେଟ୍ କରିବେ। ହୁଁ ହାଲୁସିନେଟ୍ କଲା ମାନେ ଆପଣଙ୍କୁ ଭୁଲ ଇନଫର୍ମେସନ ସବୁ ଦେବେ, ଦେବେ ଆଉ ଆମେ ଟ୍ରୁ ସେଇ ଜାଗାରେ ମିସଗାଇଡ୍ ହବା। ହୁଁ ଆଉ ଆମେ ସେଇ ଜାଗାରେ କେମିତି ପ୍ରମ୍ପ୍ଟ ଦଉଛେ ଯାହାଦ୍ୱାରା କି ତାର ଟେମ୍ପରେଚରଟା କମିକିରି 1.2 0.3 ହବ, ଯୋଉଥିରେ କି ଆମକୁ ଏକ୍ସାକ୍ଟ ଯାହା ଦରକାର ସେଟା ମିଳିବ, ହୁଁ ସେଇ ଜିନିଷଟା ଆମେ ଆମର ସେତିକି ନଲେଜ ଦରକାର ହୁଁ ଆମକୁ ତା ବିଷୟରେ ପଚାରିବା ପାଇଁ। ସେଥିପାଇଁ କେବେ ବି ଚାଟ୍ ଜିପିଟି ବା କୌଣସି ଏଆଇ ଉପରେ କମ୍ପ୍ଲିଟ ରିଲାଏ କରିବା କଥା ନୁହଁ। ହୁଁ ଯୋଉଟା ତମର ଆଉଟ୍ ଅଫ୍ ସିଲାବସ୍ ଅଛି, ବେଳେବେଳେ ପେସେଣ୍ଟ ଆସିକି ପଚାରିବେ ଆଜ୍ଞା ମୁଁ ଚାଟ୍ ଜିପିଟିରେ ପଚାରିଲି ମୋତେ ଏହା କହିଲା, ହୁଁ ମୁଁ ସେଠୁ ତାଙ୍କୁ କହେ ଦେଖ ଏଇଟା ହେଲା ତମର ଆଉଟ୍ ଅଫ୍ ସିଲାବସ୍, ହୁଁ ତମେ ସେଥିପାଇଁ ଯେହେତୁ ତମ ସିଲାବସ୍ରେ ନାହିଁ କାହିଁ ମୁଣ୍ଡ ଖେଳଉଛ। ସାର୍ ବୋଧହୁଏ ଆପଣ ଏଇଟା ଜାଣିନଥିବେ ସାର୍ ଆଜିକା ଜେନେରେସନ୍ର ପିଲାମାନେ ଯଦି କିଛି ଗୋଟେ ଡିଜିଜ୍ ହେଉଛି ସାର୍ ଚାଟ୍ ଜିପିଟିକୁ ପ୍ରମ୍ପ୍ଟ ଦେଉଛନ୍ତି ମୋର ଏୟା ହେଉଛି ମୁଁ କ'ଣ ମେଡ଼ିସିନ୍ସ ନେବା ଦରକାର, ସେ ଯାହା ମେଡ଼ିସିନ୍ ସଜେଷ୍ଟ କରୁଛନ୍ତି ସେମାନେ ନେଇ ବି ଯାଉଛନ୍ତି ସାର୍ ଏଇଟା କେତେ ଦୂର ସେଫ୍? ଆଜିକା ଦିନରେ ସବୁଠୁ ବଡ଼ ପ୍ରୋବ୍ଲେମଟା କ'ଣ ନା ଆମ ପାଖରେ ବହୁତ ଇନଫର୍ମେସନ୍ ଅଛି, ହୁଁ କିନ୍ତୁ ଆମର ମୁଣ୍ଡ ସେତିକି ବା ଆମର ବ୍ରେନ୍ ସେତିକି ନାହିଁ, ଆଉ ଆମର ପେସେନ୍ସ ନାହିଁ, ହୁଁ ବୁଝିପାରିଲେ? ଆମେ ସେଇଥିପାଇଁ ଆମେ ଗୋଟେ ସୋସିଆଲ ମିଡ଼ିଆରେ ଗୋଟେ ରିଲ୍ ଦେଖିକିରି ଅନେକ ସମୟରେ ଆମେ ଯେ ଅମୁକ ଜିନିଷଟା ଖାଇଦେଲେ ତମେ ପତଳା ହୁଁ ହେଇଯିବ, ଅମୁକ ଜିନିଷ ତମେ ଚିଆ ସିଡ୍ 10 ଦିନ ଖାଅ ତମେ ପତଳା ହେଇଯିବ, ହୁଁ ବା ତମେ ଆବଡୋମେନର ଅମୁକ ଏକ୍ସରସାଇଜ କର ତମ ପେଟ କମିଯିବ, ହୁଁ ବୁଝିପାରିଲେ? ଆମର ଗୋଟେ ପେସେନ୍ସ ନାହିଁ ଯେ ଆମେ ତା ବିଷୟରେ ଭାବିବା ବା ରିସର୍ଚ୍ଚ କରିବା, କିନ୍ତୁ ଆମ ପାଖରେ ଫ୍ଲଡିଂ ଅଫ୍ ଇନଫର୍ମେସନ ରହୁଛି, ହୁଁ ବୁଝିପାରିଲେ? କିନ୍ତୁ ସେଇଟା ପ୍ରୋବ୍ଲେମ ହୁଏ ଯେ ଆଜିକା ମାନେ ଏଇଟା ତମେ ଜେନ୍ ଜିର କଥା କହିବନି, ହୁଁ ଏଇଟା ସମସ୍ତଙ୍କର ପ୍ରୋବ୍ଲେମ। ହୁଁ ଇଭେନ୍ ଗୋଟେ ବୟସ୍କ ଲୋକ ବି ସେୟା କରୁଛନ୍ତି କି କିଏ ନା ଯିବ ଡାକ୍ତରଙ୍କ ପାଖକୁ ଯାଇକିରି ଲାଇନ୍ ନେଇ ଛିଡ଼ା ହବ, ତାଙ୍କୁ ଦେଖା କରିବ, ଏତେ ପରିଶ୍ରମ କିଏ କରିବ? ହୁଁ ପଚାରିଦିଅ ଗୋଟେ ମେଡ଼ିସିନ ଖାଇଦିଅ। କିନ୍ତୁ ସେଠି କ'ଣ ହୁଏ, ମନେକର ଗୋଟେ ପେସେଣ୍ଟକୁ ଭାଇରାଲ ଫିଭର ହେଲା, ହୁଁ ତ ଭାଇରାଲ ଫିଭରରେ ନର୍ମାଲି କ'ଣ ହୁଏ ନା ଆଣ୍ଟିବାୟୋଟିକ୍ ଦେବାକୁ ଆମେ ଆଭଏଡ଼ କରୁ, ହୁଁ କାରଣ ଆମେ ସମସ୍ତେ ଜାଣୁ ଯେ ସେଇଟା ନର୍ମାଲି ରିକଭର କରିଯିବ। ହୁଁ ନର୍ମାଲି 3 ଦିନ ବା 4 ଦିନ ପର୍ଯ୍ୟନ୍ତ ଯଦି ଜ୍ୱର ନ କମିଲା, ତାପରେ କିଛି ଗୋଟେ ଅଲଗା ଇନଫେକ୍ସନ୍ ଥ୍ରୋଟ୍ ଇନଫେକ୍ସନ୍ ହେଲା, ହୁଁ ତା ପାଇଁ ମେ ବି ଗୋଟେ ସିମ୍ପଲ୍ ଆଣ୍ଟିବାୟୋଟିକ୍ ଦିଆହୁଏ। ହୁଁ ତାର କାରଣ କ'ଣ? ଯଦି ଆମେ ଗୋଟେ ଜେନେରିକ୍ ବା ଗୋଟେ ବଡ଼ ଆଣ୍ଟିବାୟୋଟିକ୍ ଦେଇ ଦେଉଛେ ପ୍ରଥମେ, ହୁଁ ଆଉ ସେଇ ଜାଗାରେ ଆମର ବ୍ୟାକ୍ଟେରିଆ, କାରଣ ଭାଇରସକୁ ତ କୌଣସି ଆଣ୍ଟିବାୟୋଟିକ୍ ନାହିଁ, ହୁଁ ସିଏ କ'ଣ କରିବ ଅଲଗା ବ୍ୟାକ୍ଟେରିଆକୁ ଆକ୍ଟ କରିବ, ହୁଁ ଅଲଗା ବ୍ୟାକ୍ଟେରିଆକୁ ଯେଉଁ ଆକ୍ଟ କରିବ ସେମାନେ ତାପରେ କ'ଣ କରିବେ, ସେମାନେ ଯେହେତୁ ଇନଫେକ୍ଟ କରିନାହାନ୍ତି ହୁଁ ସେମାନେ କିନ୍ତୁ ଆଫେକ୍ଟ ହେବେ, ହୁଁ ଆଉ ସେମାନେ ଯେତେବେଳେ ସେକେଣ୍ଡ ଟାଇମ୍ ଆମକୁ ଆଫେକ୍ଟ କରିବେ ନା, ହୁଁ ସେମାନେ ଅଲରେଡ଼ି ଯେହେତୁ ଏଇ ମେଡ଼ିସିନରେ ଏକ୍ସପୋଜ ହେଇଯାଇଛନ୍ତି, ସିଏ ମ୍ୟୁଟେଟ୍ ହେଇକି ଆଫେକ୍ଟ କରିବେ, ଯାହାଦ୍ୱାରା କି ମେଡ଼ିସିନଟା କାମ କରିବନି ଆମକୁ, ହୁଁ ବୁଝିପାରୁଛନ୍ତି? ଟ୍ରୁ ସାର୍ ତ ସେଥିପାଇଁ ଆମେ ଯଦି ମେଡ଼ିସିନଟା ଗୋଟେ ପ୍ରପର କ୍ଲିନିକାଲ ଡାକ୍ତରଙ୍କଠୁ ଆଡ଼ଭାଇସ୍ ନ ନେଇକି ନେଉଛେ, ହୁଁ ତାହେଲେ ସେଇଟା ଆମ ପାଇଁ ଡେଞ୍ଜରସ୍ ହେଇପାରିବ। ହୁଁ ଅନେକ ସମୟରେ ଆମେ ସାଇଡ୍ ଇଫେକ୍ଟ ଜାଣୁନେ। ହୁଁ ଗୋଟେ ପ୍ରେଗନାଣ୍ଟ ଲେଡି ଅଛି,
प्रेग्नेंट लेडी को तुम चैट जीपीटी को पचार सी तुमको 10टा मेडिसिन दे पार किंतु तुम तुम गायनिकोलॉजिस्ट को पचार सी तुम विषय जानी तुम कौन एक्जाक्टली तुमको ब्लड प्रेशर अच्छी ना नहीं तुमको डायबिटीज अच्छी ना नहीं प्रेगनेंसी रिलेटेड कॉम्प्लिकेशन अच्छी ना नहीं तुम छुआर लास्ट टाइम सी देखी छुआटा कौन पोजीशन थिला सी से अनुसार तुमको मेडिसिन टा एडवाइस करियो तुमको चैट जीपीटी से गुडा सब तो तुमको पचारनी कि तुम तक दउ न भी ना बुझिपारछ ना तो से चैट जीपीटी गोटे रिपोर्ट को दउची प्लस जे रिपोर्ट पचारची तार भी से मुंड थिबार अच्छी जे सी पचार मु कौनटा खाइबे अब हमर से पेशेंस नाही आमे 2 लाइन लिखि दवा चैट True, जीपीटी sir. आई शुड डू दिस ट्रू सर जमती मुझे कहली आजिका जेनेरेशन यहाँ गोटे आसी हम चार्ट जीपीटी को पचारिक मेडिसिन खाऊँ जदि टिके पूर्व जेनेरेशन देखा सी फार्मासी रु मेडिसिन से माने आनिक ओवर द काउंटर हाँ से माने मेडिसिन आनी खाते सहीटा सर केते सेफ कंप्लीटली रॉन्ग एक्चुअली कहीं ना जो आमर फार्मासिस्ट जे भी मेडिसिन दुकान तो 90% जगह फार्मासिस्ट भी नथिबे कारण फार्मासिस्ट मेन जे शॉपकीपर ही थाई पारे किंतु अलगा तो पिला माने थिबे जो मानकर माने तांकर नॉलेज केते तुमको मानेकर एस्पिरिन रो एलर्जी अच्छी कि नहीं कि कौन तुम सेगुडा तुमको से बिना पचारि कि माने सिंपल धरि दियंतु ज्वर होइछि गोटे कफ सिरप दबार अच्छे ड्राई कफ होची बा तुमको प्रोडक्टिव कफ होची तापे मेडिसिन अलगा रहे तमे जाइकरी गोटे कफ सिरप मते काश होची औषध दियो सी दे दबो गोटे एस्कोरिल डी एस्कोरिल डी रे तमरो सेटा ड्राई कफ Dry पई cough डेक्सामेथासोन रहे जोटा कि ड्राई कफ पई दरकार वेरस तुमको तुमर कफ बाहरची तुमको फ्लम बाहरची तुमको दरकार सिंपल एस्कोरिल किंबा से कॉम्बिनेशन रो गोटे मेडिसिन बुझिपारछन्ती तो सेथिपाई केबे भी ओवर द काउंटर नबा कथा नुह आउ सब बेले चेष्टा करिवो तुमर डाक्टर आजिकल तो ऑनलाइन अवेलेबल हे गलानी ना एग्जैक्टली आजिकल तो ऑनलाइन तमे भी जदी सब रिपोर्ट गुडा दउच तमे डाक्टर के संगे डायरेक्टली वीडियो कॉल हमर जेंती अपोलो 24/7 द्वारा हमें डाक्टर पेशेंट माने डायरेक्टली हम संगे कांटेक्ट रे आसिकरी वीडियो कॉल द्वारा से माने ये करूछन्ती माने एटलीस्ट हमें पेशेंट को देखि परिबु हमें जानि परिबु जे पेशेंट रो कंडीशन टा कोन अछि मानेकर गोटे पेशेंट को जने एडवाइस कर देला जे रिपोर्ट देखि कि कीमोथेरापी दबा कथा किंतु जदि मु पेशेंट को देखिबी पेशेंट पूरा गोटे फ्रेल एग्री एमती एग्री आस्तु ताको हमें कीमोथेरापी देले तो से कीमोथेरापी रे उड़ी जिवे तो सेठी से गोटा चैट जीपीटी आंसर कर परियो सेठी से डाक्टर जन देखले ही आंसर कर परियो निश्चित सर जदि हेल्थ रिलेटेड इश्यू होची डॉक्टर इज द ओनली सॉल्यूशन कोनोसी चैट जीपीटी किंबा फार्मेसी थारो मेडिसिन आनी के भल खाइबा डाक्टर तमे जहा को ट्रस्ट करछो जे जो डाक्टर तुमको टाइम दउचंती सेगुडा बहुत मैटर करे सर आम जब टिके पूर्व को जीवा सर आपड़ कहते कि पेसेंट मान भितर विशेष करके कैंसर पेसेंट मान भितर सबुठ बड़ प्रॉब्लम होची भय से माने बहुत डरी जाते सर जब आम भय को टैकल करने कथा कहवा जब गोटे पेसेंट पॉइंट ऑफ व्यू रे कहबे सर आम घरे जब गोटे कौन से डिजीज होची आमे जब कौच एटा ठीक हो बापा माँ जहाँ को भी बुझाऊँ आम ठीक हो से जिनस को से भीतर को नहीं पारती बिलीव कर पारती जदि डॉक्टर चैम्बर को गले आ डॉक्टर कहले ना ये ठीक हो भलसे बुझेदेले से गोटे हैप्पी फेस स्माइलिंग फेस रे चैम्बर रू बाहरती और गोटे कॉन्फिडेंस आस जाए ना मुझे मेडिसिन टा खाइबी ए ट्रिटमेंटा नेबी सो दैट मो रोग भल हो सर भय को दूर करिवारे डॉक्टर केते भूमिका थाए बहुत दरकार मेनली दरकार जे आमे पेशेंट संगे टी समय बिताया आमे पेशेंट को टी एक्सप्लेन करिवा गोटे मन कर गोटे कैंसर हेची थ्रोट रो कैंसर 75 वर्षर वयस्क लोक तो तांकु सेमान तो खाद्य खाई पार न बोले तांकु डर अछि किंतु सेही जगह रे जदि मु तांकु एक्सप्लेन करिवि जे तुमर एया रोग होइछि तुमको एया ट्रीटमेंट दरकार ए ट्रीटमेंट बेल को खाइबा को असुविधा हबो खाइबा को तुमको जबरदस्ती आखि बंद करके दिन को 5 लीटर लेखा लिक्विड तुमे खाइबो लिक्विड रे हमें साबुदाना दे परिबा बा भात डाली को ग्राइंडिंग करके दे परिबा हमें सेही जिंस गुड हमें भलो से बुझेबा जेंति मु मो पेशेंट मानु को कहे तमे पेशेंट रो खाद्यटा को खाइबा विषय केयर नियो बाकी जिंस गुडा को मु केयर नेबी 75 वर्ष हूँ 80 वर्ष हूँ सी ट्रीटमेंट कंप्लीट करेंगे से मो ग्यारंटी रोचे बुझे तो से जिनसटा गोटे से जब टाइम दौचे आम बुझे पारुचे ताहले से कॉन्फिडेंस टा आसीबो जदि हम टाइम न देकी बुझौने तुम रोग होइछि तुमको रेडिएशन करिया पड़िबो तुमको कीमोथेरापी करिया पड़िबो एथिरे 30% चांस अछि तुम ठीक हबो 70% चांस अछि तुम
ମରିଯିବ ଆମେ ଯଦି ସେମିତି କହିବା ତାହେଲେ ସେମାନଙ୍କର ଭୟଟା ଆହୁରି ବଢ଼ିଯିବ ବୁଝିପାରିଲେ ଆମେ ସେଇ ଜାଗାରେ ଆମେ ଜାଣିନେ ମନେକର ଗୋଟେ କ୍ୟାନ୍ସରର ରୋଗରେ ଷ୍ଟେଜ୍ 3ରେ ଆମର କ୍ୟୁର ଚାନ୍ସେସ୍ ଅଛି 50% ଅର୍ 40% ଧରନ୍ତୁ ତ ଆମେ ଜାଣିନେ ଯେ ଆମ ପେସେଣ୍ଟଟା 40%ରେ ଆସିବ କି 60%ରେ ଆସିବ ଆମେ ସେଇଟା କେତେବେଳେ ଜାଣିବା ଆମେ ଟ୍ରିଟମେଣ୍ଟ କରିସାରିଲା ପରେ ଜାଣିବା ଆମକୁ ତାଙ୍କୁ ସେଇ ଭରସା ଦେବାର ଅଛି ଯେ ପସିବିଲିଟି ଅଛି ଯେ ତମେ ସେଇ 40% ଭିତରେ ରହିବ ତମର ଏତିକି ଚାନ୍ସ ଅଛି ଆଉ ଯଦି ଆମେ ଟିକେ ଗୋଟେ କଷ୍ଟ କରିବା ଯେମିତି ଗୋଟେ ସିମ୍ପଲ୍ ଏକ୍ଜାମ୍ପଲ୍ ମୁଁ ଦେବି ମୁଁ ପେସେଣ୍ଟମାନଙ୍କୁ କହେ ଯେ ସେମାନେ କହିବେ ମୋତେ ଡର ମାରୁଛି ମୁଁ କିଛି କରିବିନି ମୁଁ ତମେ ଯେତେବେଳେ ରାସ୍ତାରେ ଚାଲିକି ଯାଉଛ ହଠାତ୍ ଗୋଟେ ଗାଡ଼ିଟେ ତମେ ସାମ୍ନାରୁ ଦେଖୁଛ ଯେ ଗୋଟେ ଗାଡ଼ିଟା ତାର ବାଲାନ୍ସ ଲସ୍ କରିଯାଉଛି ଆଉ ତମେ ଜାଣୁଛ ଯେ ସିଏ ଆସିକି ତମକୁ ବାଡ଼େଇ ହେବ ବେଶୀ ବାଟ ନାହିଁ 10-20 ମିଟର ଅଛି ସାଇଡ଼ରେ ଗୋଟେ ନାଳି ଅଛି ତମେ ନାଳି ଭିତରେ ଜମ୍ପ କଲେ ଯାଇ ମାନେ ବଞ୍ଚିବ କିନ୍ତୁ ତମେ ଅସନା ବି ହେଇଯିବ ଇଞ୍ଜୋର୍ଡ ବି ହେଇଯିବ ତ ତମେ କ'ଣ କରିବ ୟୁଜୁଆଲି ଆନ୍ସର ରହେ ଯେ ମୁଁ ଡେଇଁ ପଡ଼ିବି ତ ଆମେ ବି ବର୍ତ୍ତମାନ ସେଇ ସିଚୁଏସନରେ ଅଛେ ଆମକୁ ବର୍ତ୍ତମାନ ଡେଇଁବା ଛଡ଼ା ଆମେ ଯଦି କ୍ୟାନ୍ସରଟାକୁ ଛାଡ଼ି ଦେଉଛେ ତାହେଲେ ସେ ଆମକୁ ଯେମିତି ହେଲେ ଜୀବନ ନେଇଯିବ ଆମେ ହାତ ଉଠେଇ ଦେଉଛେ ସେତେବେଳେ ଯଦି ଆମେ ଟ୍ରିଟମେଣ୍ଟଟା କରୁଛେ ତାହେଲେ ଚାନ୍ସ ଅଛି ଯେ ଆମେ କ୍ୟୁର ବି ହେଇଯାଇପାରିବା ବହୁତ ପେସେଣ୍ଟ ସେମିତି ଥାଆନ୍ତି ଯେଉଁମାନେ 10 ବର୍ଷ 15 ବର୍ଷ ତ ଯେତେବେଳେ ପୁରୁଣା ପେସେଣ୍ଟ ମୋ ପାଖକୁ ଆସନ୍ତି ଆଉ ସେମାନେ ଚେକଅପ୍ ମାନେ ତାଙ୍କୁ ଚେକଅପ୍ କଲା ବେଳକୁ ମୋତେ ମନେ ପଡ଼େ ଯେବେ ଫାର୍ଷ୍ଟ ଟାଇମ୍ ସେମାନେ ଆସିଥିଲେ କେତେ ଟେନସନ୍ କେତେ 4-5 ଜଣ ରିଲେଟିଭ୍ ଆସିଥିବେ ମୁଁ ତାଙ୍କୁ ବୁଝାଉଥିବି ସେତେବେଳେ କେତେ ଷ୍ଟ୍ରେସ୍ରେ ଥିଲେ ଜଣେ ସେ ଯେଉଁ 70 ବର୍ଷର ବୁଢ଼ା ଜଣକ କହୁଥିବ ଯେ ମୋତେ ଦରକାର ନାହିଁ ଟ୍ରିଟମେଣ୍ଟ ମୁଁ ତ 70 ବର୍ଷ ବଞ୍ଚିଲିଣି ମୋତେ ଏତେ କଷ୍ଟ ଆଉ କ'ଣ ପାଇଁ ମୋ ପାଇଁ ଏତେ ତମେ ଖର୍ଚ୍ଚ କାହିଁ କରିବ ଏତେ ଗୋଟେ ବାପା ମାଆଙ୍କର ଯାହା ସାଇକୋଲୋଜି ସେମାନେ ତମେ ଏତେ କଷ୍ଟ କାହିଁ କରିବ ତୁ ଛୁଟି ନେଇକି ଆସିବୁ ବୋହୂ ଏତିକି ହଇରାଣ ହେବ ଝିଅ ଏତିକି ହଇରାଣ ହେବ ଏତେ କଥା ସବୁ ଭାବୁଥିବେ କିନ୍ତୁ ଆଜିକା ଦିନରେ ଯେତେବେଳେ ସେମାନେ ଠିକ୍ ହେଇଯାଇଛନ୍ତି ତାଙ୍କ ମନ ମାନେ ଯେଉଁ ମୁହଁରେ ଯେଉଁ ହସଟା ଅଛି ସେଇଟା ନେଇକି ଆସୁଛନ୍ତି ସେଇ ଗୋଟାକ ବହୁତ ଆମକୁ ସେତେବେଳେ ଭଲ ଲାଗେ ସେ ଦୁଇଟା ଜିନିଷ ଯେତେବେଳେ ଭୟ ଆସେ ଦୁଇଟା ଜିନିଷ ଭାବିକି ଭୟ ଆସେ ଗୋଟେ ଏଇଟା ଡେଡଲି ଡିଜିଜ୍ ଯଦି ମୋତେ ଡିଜିଜ୍ ହେଉଛି ମୁଁ ମରିଯିବି ତଥାପି ଯଦି ଡକ୍ଟର ଆସ୍ୟୋର କରୁଛନ୍ତି ନାଇଁ ଏଇଟା ଡେଡଲି ନୁହଁ ଆମେ ଟ୍ରିଟମେଣ୍ଟ କଲେ ଠିକ୍ ହେଇଯିବ ତଥାପି ଗୋଟେ ଡର ଥାଏ ଟ୍ରିଟମେଣ୍ଟକୁ ନେଇକି ଯେତେବେଳେ କେମୋଥେରାପି ଦିଆଯିବ ରେଡ଼ିଏସନ୍ ଥେରାପି ଦିଆଯିବ କିମ୍ବା ସର୍ଜରୀ ହେବ ଏଇଟା ବହୁତ ଏକ୍ସଟ୍ରିମ୍ ପେନଫୁଲ୍ ସାର୍ ଏଇଟା କେତେ ସତ ଏଇଟା କମ୍ପ୍ଲିଟଲି ରଙ୍ଗ ଆକ୍ଚୁଆଲି ସେଇଟା ସେମ୍ ସେଇଭଳି ଯେଉଁଭଳିଆ କି କ୍ୟାନ୍ସରଟା ଆଗରୁ ଟ୍ରିଟମେଣ୍ଟଟା ଇମ୍ପ୍ରୁଭ୍ ହେଇଗଲାଣି କିନ୍ତୁ ଡରଟା ରହିଯାଇଛି ସେଇଭଳି ଆମର ଟ୍ରିଟମେଣ୍ଟ ଗୁଡ଼ାର ବି ମନେକର ସର୍ଜରୀ ହେଲା କିମୋଥେରାପି ହେଲା କି ରେଡ଼ିଏସନ୍ ହେଲା ସବୁ ବହୁତ ଆଡ଼ଭାନ୍ସ ହେଇଗଲାଣି ମାନେ ଯେଉଁ ମେଡ଼ିସିନ୍ ଗୁଡ଼ା ଆଡ଼ଭାନ୍ସ ହେଇଗଲାଣି ଟେକ୍ନୋଲୋଜି ଗୁଡ଼ା ଆଡ଼ଭାନ୍ସ ହେଇଗଲାଣି ଏବେ ସାଇଡ଼୍ ଇଫେକ୍ଟ ଗୁଡ଼ା ବହୁତ କମିଗଲାଣି ଆଜିକା ଦିନରେ ଯେମିତି ଗୋଟେ ବ୍ରେଷ୍ଟ କ୍ୟାନ୍ସରର ପେସେଣ୍ଟ ଆସନ୍ତି ତାଙ୍କୁ ଯେତେବେଳେ ରେଡ଼ିଏସନ୍ ପାଇଁ କୁହାହେବ ସେମାନେ ଡରି ଯାଇଥିବେ ମୁଁ ତାଙ୍କୁ ସବୁବେଳେ ମନେକର ବହୁତ ଜଣ ନା ଛୁଟି ନେଇକି ଆସିଥିବେ ଯେ ଆମେ 15 ଦିନ ଏନା ରେଡ଼ିଏସନ୍ କରିବୁ ଛୁଟି ଦରକାର ଛୁଟି ନେଇଯାଇଛୁ ମୁଁ କହେ ତୁମେ ଯାହା ଆଗ ଜଏନ୍ କର କାରଣ ତୁମ ରେଡ଼ିଏସନ୍ ବେଳକୁ ତୁମ ଛୁଟି ଦରକାର ନାହିଁ ତୁମେ ସବୁଦିନ ତୁମ କାମ କରିବ ତୁମେ ଆସିବ ମୁଁ ତୁମ ଏଇ ଟାଇମ୍ରେ ତୁମର ରେଡ଼ିଏସନ୍ଟାକୁ ସେଟ୍ କରିଦେଇଥିବି ତୁମେ କରିବ ତୁମର ଅଫିସ୍କୁ ଯାଇ ତୁମେ କାମ କରିବ ୱାନ୍ସ ଥରେ 1-2 ଦିନ ଗଲା ପରେ ସେମାନେ ସେ କମ୍ଫର୍ଟେବୁଲ୍ ଜୋନ୍କୁ ଆସିଯାଆନ୍ତି କିନ୍ତୁ ଆଗରୁ ସେ ଡରଟା ଆମର ରହିଛି ସେ ଡରଟାକୁ ଆମକୁ ବାହାର କରିବାକୁ ପଡ଼ିବ ମାନେ ଆମେ ସେ ଡାକ୍ତର ଆମକୁ ଏକ୍ସପ୍ଲେନ୍ କରିବେ ଯେ ଏଇଟା କେମିତି ତାର ଇଏ ରହିବ କାରଣ ସେଇ ଯେଉଁ କମ୍ଫର୍ଟ ଜୋନ୍କୁ ପେସେଣ୍ଟକୁ ଆମକୁ ଆଣିବାକୁ ପଡ଼େ କାରଣ ଡରଟା ତ ରହିବ ଆମେ ବି ଯଦି ତାଙ୍କ ଜାଗାରେ ଥାଆନ୍ତେ ଯଦି ମୁଁ ବି ଆଜି ମୁଁ ସବୁବେଳେ କହେ ଯେ ଟେବୁଲର ଏପଟ ସାଇଡ଼୍ରେ ବସିକି ମୁଁ ତୁମକୁ ବୁଝାଉଛି ମୁଁ ଯଦି ଆଜି ତୁମ ଜାଗାରେ ବସିଥାନ୍ତି ମୋର ସାଇକୋଲୋଜି ମେ ବି ଅଲଗା ଥାନ୍ତା ତ ସେଇ ଜିନିଷଟା ଆମକୁ ବୁଝିକି ଆମକୁ ତାଙ୍କୁ ବୁଝେଇବାର ଅଛି ଯେ ଆମେ ପେସେଣ୍ଟର ଯେଉଁ ଡରଟା ଗୋଟେ ବ୍ରେଷ୍ଟ କ୍ୟାନ୍ସରର ପେସେଣ୍ଟର ତାକୁ ଗୋଟେ ଡର ଆସୁଥିବ ଯେ ମୁଁ ଖାଇପାରିବିନି ମୋର ଦେହଟା କଳା ହେଇଯିବ ମୋର ଇଏଟା ବ୍ରେଷ୍ଟଟା କଳା ହେଇଯିବ କାରଣ ଆମକୁ ବହୁତ ଗୋଟେ ମିଥ୍ ବା ମିସ୍କନସେପସନ୍ ଗୁଡ଼ା ସୋସାଇଟିରେ ବହୁତ ଅଛି ଯେଉଁଟାକି ଲୋକମାନେ ବହୁତ କ'ଣ କହନ୍ତି ମାନେ ଗର୍ବର ସହିତ ଫରୱାର୍ଡ଼ କରିଦିଅନ୍ତି କିନ୍ତୁ ସେଇ ଜିନିଷ ଗୁଡ଼ାକୁ ଆମକୁ ଭାଙ୍ଗିବାକୁ ପଡ଼େ ପେସେଣ୍ଟମାନଙ୍କୁ ବୁଝେଇବାକୁ ପଡ଼େ ଯେ ଦେଖ ଭରସା କର ତୁମେ ମୁଁ ସେଭଳି ପେସେଣ୍ଟମାନଙ୍କୁ କହେ ତୁମେ ମୋ ଉପରେ ଭରସା କର ତ ଲାଷ୍ଟ ଦିନ ମୋତେ କହିବ ଯେ ତୁମକୁ କ'ଣ ଅସୁବିଧା ହେଲା ଏମିତି ହେଇଛି ଗୋଟେ ଥର ଗୋଟେ 73 ଇୟର ଓଲ୍ଡ ଫିମେଲ୍ ଜଣେ ତାକୁ ବ୍ରେଷ୍ଟ କ୍ୟାନ୍ସର ହେଇଥିଲା ତାଙ୍କୁ ସର୍ଜରୀ ହେଇଯାଇଥିଲା ରିସ୍କ ଫ୍ୟାକ୍ଟର ବହୁତ ଥିଲା କିମୋ ଦରକାର ଥିଲା ତ ସିଏ ସେଥିରୁ
ମୁଁ ତାଙ୍କର ହଜବେଣ୍ଡକୁ ଆଗରୁ ଟ୍ରିଟ୍ କରିଥିଲି। ତ ତାଙ୍କୁ କିମୋ ପାଇଁ ଆସିଥିଲେ, ଆଉ ସିଏ ଯେତେବେଳେ ଡାକ୍ତର କହିଲା ପରେ ସିଏ କହିଲେ ନାଇଁ ମୁଁ କିମୋ କରିବିନି। ତ ତାପରେ ସେ ମୋ ପାଖକୁ ଆସିଲେ ଯେ ଆମେ କିମୋ କରିବୁନି, ଆମେ ରେଡ଼ିଏସନ୍ ଦେଇକି ପଳେଇବୁ। ମୁଁ ସେଥିରୁ ତାଙ୍କୁ କହିଲି, ମୁଁ କହିଲି ଆପଣ ଗୋଟେ କାମ କରନ୍ତୁ, ମୋ ଉପରେ ଭରସା ରଖନ୍ତୁ, ଆପଣ କିଛି ଅସୁବିଧା ହେବନି। ଯଦି ଅସୁବିଧା ହେବ ଆମେ କିମୋ ବନ୍ଦ କରିଦେବା। ଆଚ୍ଛା। କିନ୍ତୁ ବର୍ତ୍ତମାନ ମୋତେ ଆମେ ଯଦି ପ୍ରଥମରୁ ହାତ ଟେକି ଦେଉଛେ ତାହେଲେ ଅସୁବିଧା ହେବ କି ନାହିଁ ଆମେ ଜାଣିନେ। ଅସୁବିଧା ମୋ ଅନୁସାରେ ଆପଣ 99% ଆପଣଙ୍କୁ ଅସୁବିଧା ହେବନି। ଆଉ ଆମେ ସେଇ ଅନୁସାରେ ଆପଣଙ୍କର ଡୋଜ୍ ଆଡ଼ଜଷ୍ଟ କରିବୁ, ଆମେ 3 ସପ୍ତାହ ଜାଗାରେ ୱିକଲି ଦେବୁ, ଆମର ସେଇଟା ପାଠ ଅନୁସାରେ ଆମେ କରିବୁ। ଆଉ ସେଇ ଜିନିଷଟା ଆପଣ ଭରସା ରଖନ୍ତୁ, ଆଉ ଚେଷ୍ଟା କରନ୍ତୁ, ଦିଅନ୍ତୁ। ଯଦି ଅସୁବିଧା ଲାଗିବ, ଯେଉଁଦିନ ଆପଣଙ୍କୁ ଅସୁବିଧା ଲାଗିବ ଆମେ ସେଇଦିନ ଆପଣଙ୍କର କିମୋଟା ବନ୍ଦ କରିଦେବା। ସେ ତାଙ୍କର କିମୋ କମ୍ପ୍ଲିଟ୍ କଲେ, ରେଡ଼ିଏସନ୍ କମ୍ପ୍ଲିଟ୍ କଲେ। ଆଜିକା ଦିନରେ ବି ସେ ଯେବେ ବି ଆସନ୍ତି ମୋତେ ଆସିକି କହିବେ, ଆଜ୍ଞା ଆପଣ ଯଦି ନ କହିଥାନ୍ତେ ଆମେ କିମୋ କରିନଥାନ୍ତୁ। ଆଉ କିମୋ ଯଦି ନ କରିଥାନ୍ତେ ତାଙ୍କର ରୋଗଟା ଫେରି ଆସିଥାନ୍ତା, ତାର ଆସିବାର ଚାନ୍ସେସ୍ ଅଧିକା ଥିଲା ବହୁତ। ସାର୍ ଏଇଠି ଗୋଟେ କଥା, ପେସେଣ୍ଟ କହିଲେ ଆମେ କେମୋ କରିବୁନୁ, ଆମେ ରେଡ଼ିଏସନ୍ ଥେରାପି କରିବୁ। ସାର୍ ଦେଖିବା କ୍ୟାନ୍ସର ପେସେଣ୍ଟମାନଙ୍କ ଭିତରେ 3 ପ୍ରକାର ଯେଉଁ ସର୍ଜରୀ, ରେଡ଼ିଏସନ୍ ଥେରାପି ଆଉ କେମୋଥେରାପି ଭିତରେ କେମୋଥେରାପିକୁ ଟିକେ ଡର ଥାଏ କି କେମୋଥେରାପି ବେଶୀ ପେନଫୁଲ୍। ସାର୍ ଏଇଟା ସତ ନା ପେସେଣ୍ଟକୁ ପେସେଣ୍ଟ ଅଲଗା? ନାଇଁ ନାଇଁ, ଏକ ଜିନିଷ ହେଲା କି କିମୋଥେରାପିଟା ଗୋଟେ ସିମ୍ପଲ୍ ମେଡ଼ିସିନ୍, ହୁଁ ଗୋଟେ ଆମେ ସାଲାଇନ୍ରେ ବା ଓରାଲ୍ ଟ୍ୟାବଲେଟ୍ ଭାବରେ ଦେଉଛୁ, ଯେଉଁଟାକି ବ୍ଲଡ଼ ଭିତରେ ଯାଇ, ଯେମିତି ଆମର ମ୍ୟାଲେରିଆ ପାଇଁ ହେଲା ବା ଜ୍ୱର ପାଇଁ ଆମେ ପାରାସିଟାମଲ୍ ଖାଉଛୁ, କିମୋଥେରାପି ବି ଗୋଟେ ସେଇଭଳି ମେଡ଼ିସିନ୍। ତା ଦେହରେ କୌଣସି ପେନ୍ ନଥାଏ। ଆଗରୁ କ'ଣ ହେଉଥିଲା, ଆମର କିମୋଥେରାପିର ଯେଉଁ ସାଇଡ଼୍ ଇଫେକ୍ଟ ଗୁଡ଼ା ଆସୁଥିଲା, ମନେକର ଗୋଟେ କିମୋଥେରାପି ଆମେ ଦେଉଥିଲେ, ସେଇଟା କ୍ୟାନ୍ସର ସେଲ୍କୁ ମାରୁଥିଲା ପ୍ଲସ୍ ନର୍ମାଲ୍ ସେଲ୍କୁ ବି ମାରୁଥିଲା। ଯେତେବେଳେ ନର୍ମାଲ୍ ସେଲ୍ ଗୁଡ଼ାକୁ ମାରୁଥିଲା, ତାର ଯେଉଁ ରେସ୍ପନ୍ସଟା ବା ରିକଭରିଟା, ସେଇଟା ପାଇଁ ଆମେ ଯେଉଁ ମେଡ଼ିସିନ୍ ଦରକାର ସେତେବେଳେ ସେଗୁଡ଼ା ନଥିଲା। ଦ୍ୱିତୀୟ ଜିନିଷ ହେଲା, ଯେଉଁ ମେଡ଼ିସିନ୍ କିମୋ ବି ଆମେ ଦେଉଥିଲେ ସେଗୁଡ଼ା ବହୁତ ମାନେ ଜେନେରିକ୍ ଟାଇପ୍ର ଥିଲା, ଯେଉଁଥିରେ କି ସେମାନେ ନର୍ମାଲ୍ ସେଲ୍ ଗୁଡ଼ାକୁ ବେଶୀ ଆଫେକ୍ଟ କରୁଥିଲେ। ତା ଦ୍ୱାରା କ'ଣ ହେଉଥିଲା, ଯେମିତି ଆମର ବ୍ଲଡ଼ କାଉଣ୍ଟ କମିଯିବା ବା WBC କାଉଣ୍ଟ, ପ୍ଲେଟଲେଟ୍ କାଉଣ୍ଟ ଏଗୁଡ଼ା କମିଯିବ, ଇନଫେକ୍ସନ୍ ହେବ, ଏସବୁ ହେଇକି ବହୁତ ଲୋକ ମରିଯାଉଥିଲେ। ଓକେ, ପ୍ଲସ୍ ସେଇ ଜାଗାରେ ଆପଣଙ୍କ ଡାକ୍ତର ଆପଣଙ୍କୁ କେତେ ଏକ୍ସପ୍ଲେନ୍ କରିଛନ୍ତି ଜିନିଷଟା, ଆଉ ଆପଣ ଠିକ୍ ଟାଇମ୍ରେ ଯାଇକି ତାଙ୍କ ପାଖରେ ପହଞ୍ଚିଲେ କି ନାହିଁ, ଏସବୁ ଜିନିଷ ଗୁଡ଼ା ବି ରହୁଛି। ଆଜିକା ଦିନରେ ଏସବୁ ଜିନିଷ ଆମର ମେଡ଼ିସିନ୍ ଗୁଡ଼ା ବଦଳିଗଲାଣି। ଡାକ୍ତରମାନେ ଏଭିଡେନ୍ସ ବେସ୍ଡ ପ୍ରାକ୍ଟିସ୍ କରୁଛନ୍ତି, ପ୍ଲସ୍ ଆପଣଙ୍କୁ ବୁଝଉଛନ୍ତି କି ତୁମକୁ ଅମୁକ ଯଦି ଜ୍ୱର ହେଲା ବା ଝାଡ଼ା ହେଲା, କିଛି ଗୋଟେ ଏଇଭଳିଆ ସାଇନ୍ ହେଲା, ତୁମେ ଇମିଡ଼ିଏଟଲି ଆମକୁ କଣ୍ଟାକ୍ଟ କରିବ, କିମ୍ବା ହସ୍ପିଟାଲକୁ ନେଇକି ଆସିବ, କି ବ୍ଲଡ଼ ଟେଷ୍ଟଟି କରିବ, ଇଞ୍ଜେକ୍ସନଟି ଦେବ। ଆମେ ଯଦି ସେଇ ଯେଉଁ ଜିନିଷ ଗୁଡ଼ିକ ଫଲୋ କରିବା, ଆମର ୟୁଜୁଆଲି କୌଣସି ସାଇଡ଼୍ ଇଫେକ୍ଟ ଆସିବ ନାହିଁ। ବୁଝିପାରିଲେ? ତ ସେଇଟା ଆମେ ଲୋକମାନଙ୍କୁ, କାରଣ ଡର ତ ରହିବ ସମସ୍ତଙ୍କର, ଆମକୁ ସେ ଡରଟାକୁ ତାଙ୍କୁ ଭଗେଇବାର ଅଛି ବା ତାଙ୍କୁ ଦୂର କରିବାର ଅଛି, ଯାହାଦ୍ୱାରା କି ସେମାନେ ପ୍ରଥମ ଟ୍ରିଟମେଣ୍ଟଟା କରିବେ। ଟ୍ରିଟମେଣ୍ଟ କଲା ପରେ ତାଙ୍କ ସାଇଡ଼୍ ଇଫେକ୍ଟ ଆସୁଛି ନ ଆସୁଛି, କେମିତି ହେଉଛି, ସେଇଟା ତାଙ୍କ ବଡ଼ିର ରେସ୍ପନ୍ସ ଉପରେ ଡିପେଣ୍ଡ ହେଉଛି। ଆଉ ଯାହା ଆସିବ ଆମେ ସେଇ ଅନୁସାରେ ଆମର ନେକ୍ସଟ ଲାଇନ୍ଟା ଭାବିବା। ମନେକର କାହାକୁ ଗୋଟେ ସାଇଡ଼୍ ଇଫେକ୍ଟ ଅଧିକା ଆସିଲା, ତାହେଲେ ଆମେ ତାଙ୍କର ଡୋଜ୍ କମ୍ କରିପାରୁ କିମ୍ବା ମେଡ଼ିସିନଟା ବଦଳେଇ ପାରୁ। ट्रू सर सर आउ गोटे भी डर थाए कैंसर पेसेंट भितर जदि भी मुझे सर्वाइव कर जाऊँगी कैंसर रू मो क्वालिटी ऑफ लाइफ आउ से भल रहा मत सब मेडिकेशन रहा पड़ो मत सब डॉक्टर पाखु जावाक पड़ो मुझे सब गोटे फ्राजाइल कंडीशन रे रही एटा सर केते सत कथा कम्प्लीटली रंग एटा गोटे कम्प्लीटली भूल धारणा। कारण कैंसर ट्रिटमेंटा यूजुअली माने फर्स्ट ऑफ ऑल तो क्वालिटी ऑफ लाइफ टा ना आजिका दिन में आम क्वालिटी ऑफ लाइफ को बेसी इंपोर्टेंस दौर नॉर्मल लोक भाव ना आम सब ब्लैक एंड व्हाइट भाव भावु क्योर है कि क्योर हैलानी आम सब से भाया गोटे नॉर्मल लोकर साइकोलॉजी थाए किंतु सेमिति नुह आमर नॉर्मली आम क्वालिटी ऑफ लाइफ टा केमिति रोचे ता ऊपर बहुत ध्यान दिया हो जेमती कि गोटे स्त्री लोकर ब्रेस्ट कैंसर है आग काल जे ब्रेस्ट कैंसर जदि होची माने आग फास्ट जिनस है ब्रेस्ट को काढ़ी दियो आउ समस्त साइकोलॉजी कौन काढ़ी दियो आउ आसबनी किंतु तापर कौन हुए आगु लोक मैंने ब्रेस्ट कैंसर लोक मैंने एत वर्ष बंचु भी नथिले एबे आमे कौन आमे गोटे ब्रेस्ट कैंसर पेशेंट आसुचे आमे एक्सपेक्ट करनु जे से मरियो पेशेंट आमे एक्सपेक्ट करछु से 10 वर्ष 15 वर्ष बंचिबे सर आज आमर डर अच्छी आम भावुचे ना ब्रेस्टा को काढ़ी दियो ठीक अच्छे किंतु ब्रेस्ट गोटे बहुत इंपोर्टेंट ऑर्गन बॉडी जितेबाला गोटे स्त्रीटे
ମାନେ ଏଇ ଯେଉଁ କ୍ୟାନ୍ସରର ଏଇ ଡରରୁ ବାହାରିବ 6 ମାସ ପରେ ସେ ତ ଜାଣିଲା ଯେ ମୁଁ କ୍ୟୋର ହେଇଗଲି। ହୁଁ ତ ଯେତେବେଳେ ସେ ବାହାରିବ ସେତେବେଳେ ତାର ଯଦି ବ୍ରେଷ୍ଟଟା ନାହିଁ, ଗୋଟେ ଜିନିଷ ହେଲା ତାକୁ ସବୁବେଳେ ମିସିଂ ଆଉଟ୍, ଗୋଟେ ଅର୍ଗାନ୍ ଆମର ମିସ୍ ହେଉଛି। ହୁଁ ଦ୍ୱିତୀୟ ଜିନିଷ ହେଲା ସାଇକୋଲୋଜିକାଲ, ମାନେ ଯେଉଁଟା ଆମର ମୋ ବର ମୋତେ ଭଲ ପାଇବ ନା ନାହିଁ, ହୁଁ ମୋର ବ୍ରେଷ୍ଟଟା ନାହିଁ, ମାନେ ସେଇ ଯେଉଁ ସାଇକୋଲୋଜିଟା ଗୋଟେ, ହୁଁ ସେଗୁଡ଼ା ସବୁ ବହୁତ ଆଫେକ୍ଟ କରେ। ହୁଁ ସେଥିପାଇଁ ଆଜିକା ଦିନରେ ଆମେ ମାନେ ବ୍ରେଷ୍ଟ କନଜରଭେସନ୍ ସର୍ଜରୀ ସବୁବେଳେ ରେକମେଣ୍ଡ କରୁ। ହୁଁ ବ୍ରେଷ୍ଟ କନଜରଭେସନ୍ ମାନେ ତମର ଟ୍ୟୁମରର ଯେଉଁ ପାର୍ଟଟା ଅଛି ତାକୁ କାଢ଼ି ଦିଆଗଲା, ହୁଁ ପ୍ଲସ୍ ତାପରେ ଆମେ ରେଡ଼ିଏସନ୍ ଦେଇଦେବୁ। ହୁଁ ତା ଦ୍ୱାରା ଦ୍ୟାଟ୍ ଇଜ୍ ଇକ୍ୱାଲ୍ ଟୁ ବ୍ରେଷ୍ଟ କମ୍ପ୍ଲିଟଲି କାଢ଼ିବାର ଯାହା ଆଉଟକମ୍ ଥାଏ। ହୁଁ ବୁଝିପାରିଲେ? ତ ୟୁଜୁଆଲି ଆଜିକା ଦିନରେ ଆମେ ଯେଉଁ କ୍ୱାଲିଟି ଅଫ୍ ଲାଇଫ୍ ଉପରେ ବହୁତ ଧ୍ୟାନ ଦିଆହେଉଛି। ହୁଁ ଆଉ ନର୍ମାଲି ଆମେ ପେସେଣ୍ଟମାନଙ୍କୁ ସେ ସାଇକୋଲୋଜିରୁ ବାହାରିବାକୁ ପଡ଼ିବ। ହୁଁ ଚେକଅପ୍ ତୁମକୁ କରିବାକୁ ପଡ଼ିବ। ହୁଁ ଚେକଅପ୍ଟା ଲାଇକ୍ ଫାଷ୍ଟ 2 ବର୍ଷ ଭିତରେ ରୋଗଟା ଫେରିବାର ଯେଉଁ ଚାନ୍ସ ଥାଏ, ସେଥିପାଇଁ ଆମେ ପ୍ରତି 3 ମାସରେ ଥରେ ଲେଖା ଚେକଅପ୍ ପାଇଁ ଡାକୁ। ହୁଁ ଓକେ, ଯେମିତିକି ଗୋଟାଏ ଏକ୍ଜାମ୍ପଲ୍ ମୁଁ ଦେବି। ମନେକର ଆମେ ସବୁବେଳେ ଦେଖୁଛୁ ଯେ ଟେରରିଷ୍ଟ ମାନେ ଆଟାକ୍ କରୁଛନ୍ତି। ହୁଁ ଗୋଟେ ଘର ଉପରେ ଗୋଟେ ଟେରରିଷ୍ଟ ଆଟାକ୍ କଲା। ହୁଁ ତ ଟେରରିଷ୍ଟ ଯେତେବେଳେ ଭିତରେ ପଶି ଯାଇଛନ୍ତି, ତାଙ୍କୁ ଆମେ କ'ଣ କରୁଛେ, ପ୍ରଥମେ ଧରି ଦିଅନ୍ତୁ ଟିୟର ଗ୍ୟାସ୍ ପକାଇଦେଲେ ଭିତରେ, ହୁଁ ସେଇଟା ଧରି ଦିଅନ୍ତୁ କିମୋଥେରାପି ଆମେ ମେଡ଼ିସିନ ବ୍ଲଡ଼ରେ ଦେଲେ, ଯେଉଁଟାକି ଗଲା ଆଉ କମ୍ପ୍ଲିଟଲି ସେ ଭିତରେ ଯିଏ ବି ଅଛନ୍ତି ତାଙ୍କୁ ନିସ୍ତେଜ କରିଦେଲା। ତାପରେ ଆର୍ମି ବାଲା ଭିତରକୁ ଗଲେ ଆଉ ଯିଏ ସବୁ ଟେରରିଷ୍ଟ ଥିବେ ତାଙ୍କୁ ଗୁଳି ମାରିଦେଲେ। ସେଇଟା ଆମେ କରିପାରିବା ଯେ ସର୍ଜନ କ'ଣ କରୁଛନ୍ତି, ଯାଉଛନ୍ତି ଟ୍ୟୁମରଟାକୁ ବାହାର କରିଦେଲେ। ବୁଝିପାରିଲେ? ତାପରେ ସେଥିରେ ବି ଚାନ୍ସ ଅଛି କି ଟେରରିଷ୍ଟ ଗୋଟେ କେଉଁ କବର୍ଡ଼ ଭିତରେ କି କେଉଁ ବଙ୍କର ଭିତରେ ଲୁଚିକି ଥିବ, ତାର ଫେରିବାର ଚାନ୍ସ ରହୁଛି। ହଁ କି ନାହିଁ? ତ ସେଇଟାକୁ ମାରିବା ପାଇଁ ଆମେ ସେଇ ଜାଗାକୁ, ସେଇ ବ୍ରେଷ୍ଟର ସେଇ ଜାଗାଟାକୁ ଆମେ ରେଡ଼ିଏସନ୍ ଦେଇଦେବୁ। ତ ଆମେ 3ଟା ଯାକ ଜିନିଷ କଲୁ। ସେଥିରେ ଯଦି କେହି ଗୋଟେ ଟେରରିଷ୍ଟ ଲୁଚିକି ରହିଗଲା, ସିଏ କ'ଣ କରୁଛି, ସିଏ ବର୍ଷେ ପରେ 2 ବର୍ଷ ପରେ ତାର ଗୋଟେ ପୁଣି ତାର ଗୋଟେ ଗୋଷ୍ଠୀ ଠିକ୍ କରିକି ପୁଣି ଆଟାକ୍ କରୁଛି। ହଁ କି ନାହିଁ? ତ ସେଇ ଯେଉଁ ଟେରରିଷ୍ଟଟି ମରିଯାଇଛି ବା ଗୋଟେ କ୍ୟାନ୍ସର ସେଲ୍ଟି ବଞ୍ଚିଯାଇଛି, ଯିଏ ଆମେ ଏତେ ସବୁ ଟ୍ରିଟମେଣ୍ଟ କଲା ପରେ ବି ବଞ୍ଚିଗଲା, ତାର ଫେରିବାର ଚାନ୍ସ ରହେ। ସେଇ ଯେଉଁ ଫେରିବାର ଚାନ୍ସ ରହୁଛି, ତାକୁ ଆମେ ଧରିବା ପାଇଁ ପ୍ରତି 3 ମାସରେ ଥରେ ଲେଖା ଚେକଅପ୍ ପାଇଁ ଡାକୁ। ସେଇଟା ବି ଫାଷ୍ଟ 2 ବର୍ଷ। 2 ବର୍ଷ ହେଇଗଲା ପରେ ସେ ଯିଏ ବି ଟେରରିଷ୍ଟଟା ରହିଛି, ସେ ଯଦି ବାହାରକୁ ମୁଣ୍ଡ ଟେକିବ, ଫାଷ୍ଟ 2 ବର୍ଷରେ ମେଜରିଟି ଚାନ୍ସ ଅଛି ଟେକିବ। ତାପରେ ତାର ଚାନ୍ସଟା, ରିଟର୍ନ ଚାନ୍ସ କମିଯାଉଛି। ସେତେବେଳେ ଆମେ 6 ମାସ, 4 ମାସରୁ 6 ମାସ ଭିତରେ ତମେ ଆସିବ ବୋଲି କହୁ। ଯେତେବେଳେ 5 ବର୍ଷ ବିତିଯାଏ, ଆମେ ବର୍ଷକୁ ଥରେ ଆସିବାକୁ କହୁ। ବୁଝିପାରିଲେ? ତ ଚେକଅପ୍ ପାଇଁ ଆସିବାଟା ଇଜ୍ ନଟ୍ ଏ ବିଗ୍ ଡିଲ୍। ତ ଆମେ ସେଟାକୁ ଆଉ ୟୁଜୁଆଲି ଯେଉଁ ଚେକଅପ୍ ପାଇଁ ବି ଆସନ୍ତି, ତାଙ୍କର କିଛି ନଥାଏ। ଆମେ ଖାଲି କ୍ଲିନିକାଲି ଗୋଟେ ଏକ୍ଜାମିନ୍ କରୁ। ଏଇଟା ବି ନୁହଁ ଯେ ତମେ ସବୁବେଳେ ଆସିବ, ତ ମିନିମମ୍ 10,000 ଟଙ୍କାର ତମକୁ ସ୍କାନ୍ କରାହେବ ବା ଟେଷ୍ଟ କରାହେବ, ସେଇଟା ବି ନଥାଏ। ତମେ ଖାଲି ମେନଲି ହେଲେ କ୍ଲିନିକାଲି ଗୋଟେ ଏକ୍ଜାମିନ୍ କରାହୁଏ। ତା କାରଣ କ'ଣ, ଯଦି ରୋଗଟା ଫେରୁଛି ତାହେଲେ ଆମେ ଅର୍ଲି ଷ୍ଟେଜ୍ରେ ଧରିବା ଆଉ ତାକୁ ପୁଣି ଟ୍ରିଟମେଣ୍ଟ କରିଦେଇପାରିବା, ତମର ପୁଣି ଲାଇଫ୍ ହେଇଯାଇପାରିବ। ମୋର ଗୋଟେ ସାଙ୍ଗର ମା, ତାଙ୍କର ବ୍ରେଷ୍ଟ କ୍ୟାନ୍ସର ଥିଲା 2013-14 ବେଳକୁ ତାଙ୍କୁ ଧରା ହେଇଥିଲା। ତ ତାପରେ 2016-17 ବେଳକୁ ଗୋଟେ ଥର ଏମିତି ଚେକଅପ୍ ବେଳକୁ ହଠାତ୍ ଗୋଟେ ଏଠି ନୋଟ୍ଟେ ମୁଁ ଦେଖିଲି। ତାକୁ ଆମେ ପରୀକ୍ଷା କଲା ବେଳକୁ ସେ ଗୋଟିଏ ବଡ଼ିରେ ସେ ଗୋଟିଏ ଜାଗାରେ ନୋଟ୍ଟା ଅଛି। ତାଙ୍କୁ ଆମେ ଟ୍ରିଟମେଣ୍ଟ କଲୁ। ସିଏ 2026 ପର୍ଯ୍ୟନ୍ତ, ଏବେ 2026ରେ ତାଙ୍କର ଡେଥ୍ ହେଲା। ତ 13 ବର୍ଷ ସିଏ ବଞ୍ଚିଲେ ୱିଥ୍ ଗୁଡ୍ କ୍ୱାଲିଟି ଅଫ୍ ଲାଇଫ୍। 13 ବର୍ଷ ପର୍ଯ୍ୟନ୍ତ ସିଏ ତାଙ୍କର ସବୁ ମାନେ ନର୍ମାଲ ଆକ୍ଟିଭିଟି ଭଳିଆ କରୁଥିଲେ। ଆଉ ଏବେ କ'ଣ ହେଲାଣି ନା, ଆମର ଇମ୍ୟୁନୋଥେରାପିସ୍ ଆଉ ନୂଆ ନୂଆ ସବୁ ଟେକ୍ନିକ୍ସ ଆସିଗଲାଣି। ତ ସେଇଗୁଡ଼ା ଦ୍ୱାରା ଆମେ ଆହୁରି ବି ଆମେ ସର୍ଭାଇଭାଲ୍, ଗୁଡ୍ କ୍ୱାଲିଟି ଅଫ୍ ଲାଇଫ୍ ବଞ୍ଚେଇ ପାରୁଛୁ। ट्रू सर सर जदि गोटे डायबिटिक भी होची डायबिटीज भी होची सर डॉक्टर कहते 6 मंथ को थरे तुमको चेकअप करिया को एग्जैक्टली। पड़िबो काना देखिबा पड़िबो को इंटरनल बॉडी रे କିନ୍ତୁ कोन ଲୋକ ଯାଆନ୍ତିନି, ଡାଇବେଟିସ୍ ଲୋକ ବି ସେମାନେ ଥରେ ଡାକ୍ତର ଦେଖେଇ ଦେଲା ପରେ ସେଇ ମେଡ଼ିସିନ କଣ୍ଟିନ୍ୟୁ କରୁଥିବେ, ସେମାନେ ଯାଆନ୍ତିନି ଆଉ। जानते नहीं ସେଇଟା ଆମର ମାନେ ଗୋଟେ ସାଇକୋଲୋଜି ଥାଏ ଯେ କିଏ ଯିବ, ଆଜି ପୁଅର ପରୀକ୍ଷା ଅଛି ଦେଖିବା, ଯେ ପୁଅର ବାହାଘର ଅଛି ସରିଯାଉ ତାପରେ ଦେଖିବା, ଏମିତି ହଉ ହଉ ନା 6 ମାସ, 3 ମାସ ପରେ 6 ମାସ, 6 ମାସ ପରେ ବର୍ଷେ, ତାପରେ ଆମେ ଭୁଲି ଯାଉ। तब सेइथि पई डिजीजटा वर्सन ही जाए ସେଇଥିପାଇଁ बेसी ମେନ୍ ପ୍ରୋବ୍ଲେମ୍ ହୁଏ। किंतु ଆମକୁ ଆଗ ଆମର ସାଇକୋଲୋଜିଟାକୁ ବଦଳେଇବାକୁ ପଡ଼ିବ। बदले ଆମକୁ
କନସିୟସ୍ ହେବାକୁ ପଡ଼ିବ ଯେ ଆମେ ଆମର ଯେଉଁ ରୋଗ ଅଛି ଖାଲି ଯେ ପେସେଣ୍ଟ ନୁହଁ, ପେସେଣ୍ଟ ତ ସବୁବେଳେ ଠକିବାକୁ ଚେଷ୍ଟା କରିବ, କିନ୍ତୁ ଆମର ରିଲେଟିଭ୍ ମାନେ ବା ପୁଅ ଝିଅ ସେମାନେ ତାଙ୍କୁ ସେତିକି ଜବରଦସ୍ତି ଇଏ କରିବାର ଅଛି। ବହୁତ ସମୟରେ ଗୋଟେ ଗୋଟେ ପେସେଣ୍ଟ ଆସିକି କହିବେ ମା ମନା କରୁଛି ଆସିବା ପାଇଁ। ମୁଁ ତାଙ୍କୁ କହେ ଯେ ତମେ ଯେତେବେଳେ ଛୋଟ ଥିଲ ତମକୁ କେତେବେଳେ ଗୋଟେ ଭ୍ୟାକ୍ସିନ୍ର ଇଞ୍ଜେକ୍ସନ୍ ନେବାକୁ ଭଲ ଲାଗୁଥିଲା ନା ନାହିଁ? ନା ତମେ ଯଦି ବାପା ନ ଦେଇଥାନ୍ତେ ତମକୁ ଜବରଦସ୍ତି ନେଇକିରି ହାତ ଗୋଡ଼ ଧରିକି ଯଦି ତମକୁ ସେ ଯେଉଁ BCG ହରିକାର ଟୀକା ନ ଦେଇଥାନ୍ତେ ତ ଆଜି ତମେ ଗୋଟେ ବଡ଼ ରୋଗରେ ମେ ବି ଆଜି ବଞ୍ଚି ନଥାନ୍ତ। ତ True, ଯଦି sir. ସେମ୍ ଜିନିଷଟି ତମ ମାଆଙ୍କୁ ଯଦି ସେ ଆସୁନାହାନ୍ତି ତମକୁ ଜବରଦସ୍ତି ଆଣିବାର ଅଛି, ଆଣିବ ତମେ। ନିଶ୍ଚିତ ସାର୍, ଏଇଟା ଗୋଟେ ବହୁତ ବଡ଼ ସୋସିଆଲ ମେସେଜ କି ଆମେ ବି କେବଳ ରୋଗୀ ଯେ ନିଜ ପାଇଁ କନସର୍ନ ହେବେ, ନିଜ ପାଇଁ ଆୱେର ହେବେ ସେଇଟା ନୁହଁ, ପୁରା ଫ୍ୟାମିଲି ଆୱେର ହେବା ଦରକାର। ସମସ୍ତେ ସମସ୍ତେ ମାନେ କ'ଣ ଦରକାର ତାଙ୍କୁ ହୁଁ ଯଦି ଡାକ୍ତର ଚେକଅପ୍ ପାଇଁ କହିଛନ୍ତି, ହୁଁ ଖାଲି ଏଇଟା ନୁହଁ, ଖାଲି ମାନେ ଆପଣ କ୍ୟାନ୍ସର ନୁହଁ, ହୁଁ ଆପଣ ହାର୍ଟର ହଉ, ହୁଁ ହାର୍ଟର ଜଣେ ଷ୍ଟେଣ୍ଟ ଲଗେଇଦେଲେ, ଷ୍ଟେଣ୍ଟ ଲଗେଇଦେଲା ପରେ ତାପରେ ସିଏ ଆସିକିରି ମାଛ ମାଂସ ଖାଇବା, ସିଗାରେଟ୍ ସ୍ମୋକିଂ ହୁଁ କରିବା, ମଦ ପିଇବା ସବୁ କରୁଥିବେ, ହୁଁ କିନ୍ତୁ ଡାକ୍ତର ପାଖକୁ ଚେକଅପ୍ ପାଇଁ ଯାଉନଥିବେ। କାରଣ ହୁଁ ସେ ଡରଟା ମନ ଭିତରେ ଅଛି, ମୁଁ ଡାକ୍ତର ପାଖକୁ ଗଲେ କାଲି କାଳେ କିଛି ବାହାରିଯିବ, ହୁଁ କାଳେ ସେ ଗୋଟେ ସେଇ ଯେଉଁ ଡରଟା ନା ମନ ଭିତରେ ରହୁଛି, ହୁଁ ସେ ଡରଟାକୁ ଆମକୁ ଓଭରକମ୍ କରିକି ଯଦି ପେସେଣ୍ଟ ନ ଯାଉଛନ୍ତି ତାହେଲେ ରିଲେଟିଭ୍ ମାନେ ତାଙ୍କୁ ଜବରଦସ୍ତି ନେବାର ଅଛି, ଆମେ ଚେକଅପ୍ କରିବାର ଅଛି। ଚେକଅପ୍ ନ କଲେ ଆମେ ପୁଣି ସେଇ ସେମ୍ ସିଚୁଏସନ୍ ଲ୍ୟାଣ୍ଡ ଅପ୍ କରିବା। ବେଳେବେଳେ ଭାରି ଦୁଃଖ ଲାଗେ ଗୋଟେ ଗୋଟେ କ୍ୟାନ୍ସର ସର୍ଭାଇଭର, କାହିଁକିନା ଆଗରୁ କ୍ୟାନ୍ସର କ୍ୟୁଅର୍ ହେଇଯାଇଛନ୍ତି, ଏବେ 10 ବର୍ଷ ପରେ ପୁଣି ଆଉ ଥରେ ଆସିଛି କ୍ୟାନ୍ସର କିମ୍ବା ଗୋଟେ ନୂଆ କ୍ୟାନ୍ସର ଆସିଛି, କିନ୍ତୁ ସେମାନେ ସେଇ ଡରରେ ଏବେ ବି ଅଛନ୍ତି, ସେଇ ଡରରେ ଅଛନ୍ତି, ମୁଁ ନେବିନି, ମୁଁ ଆସିବିନି, ସେଇ ଡରରେ ଅଛନ୍ତି। ଫ୍ୟାମିଲି ମାନେ ବି ସେଇ ନାହିଁ ମା ମନା କରୁଛି ତାକୁ ଆମେ କରିବାନି, ଏଇସବୁ କହିକି କିନ୍ତୁ ଯେତେବେଳେ ଗୋଟେ ସିଚୁଏସନ୍ ଏମିତି ଆସିଯିବ କଷ୍ଟ ହେବ, ଇଏ ହେବ, ଆମେ ଆଗରୁ ଆସିଥିଲେ ଆମର ସିଚୁଏସନ୍ଟା ଅଲଗା ଥାନ୍ତା ଯେ କ୍ୟୁଅର୍ ହେଇଯାଇଥାନ୍ତା। ହେଇଯାଇଥାନ୍ତା। ଆଉ ଗୋଟେ ଜିନିଷ ସାର୍, ଆପଣ ଯେମିତି କହିଲେ ମେଡ଼ିକାଲ ସାଇନ୍ସ ବହୁତ ଆଡ଼ଭାନ୍ସ ହେଲାଣି। ଆମେ 10 ବର୍ଷ ତଳେ ଯେଉଁ ଟ୍ରିଟମେଣ୍ଟ ନେଇଥିଲେ ଆମକୁ, ଆମ ପାଇଁ ଯେତିକି ପେନଫୁଲ୍ ଥିଲା, ହୁଏତ ଆଜିକା ଡେଟ୍ରେ ସେତିକି ନାହିଁ, ପେନଫୁଲ୍ ଟୋଟାଲି ନାହିଁ, ହବନି। ଏବେ ବହୁତ ବଦଳିଗଲାଣି ସବୁ ଜିନିଷରେ। ସର୍ଜରୀ ଯେମିତି ମୁଁ କହିଲି ଯେ ବ୍ରେଷ୍ଟ କନଜରଭେସନ୍ କରାହେଉଛି, ଆଜିକାଲି ସବୁ ରୋବୋଟିକ୍ ସର୍ଜରୀ, ଲାପ୍ରୋସ୍କୋପି ସର୍ଜରୀ, ୟୁଟ୍ରସ୍ର ରିମୁଭ୍ କରିବାଟା ଆଜିକାଲି କ'ଣ, ଆଜିକାଲି ରୋବୋଟିକ୍ ସର୍ଜରୀରେ ପେସେଣ୍ଟ 10 ଦିନ ଭିତରେ ତାଙ୍କର କାମକୁ ଯାଇପାରୁଛନ୍ତି। ଆଗରୁ ଆପଣଙ୍କର ଜଣଙ୍କର ସର୍ଜରୀ ହେଉଥିଲା, ହାର୍ନିଆ ସର୍ଜରୀ ହେଲେ ବି ଗୋଟେ ମାସ ରିକଭର ହେବା ପାଇଁ ପେଟରେ ଏଠି କାଟୁଛି ସେଠି କାଟୁଛି ହେଇକିରି ଆମେ ଗୋଟେ ମାସ ପର୍ଯ୍ୟନ୍ତ ନର୍ମାଲସିକୁ ଆସିପାରୁନଥିଲେ। ଏବେ କିନ୍ତୁ ଆମେ 10 ଦିନ ଭିତରେ ଜଣେ ତାର କାମକୁ ଫେରି ଯାଇପାରୁଛି। ଆଉ ସାର୍ ଗୋଟେ ଜିନିଷ ମୁଁ ସୋସାଇଟିରେ ଦେଖିଛି, ଲୋକମାନଙ୍କର ଯେମିତି ଆମେ କହିଲେ 10 ଇୟର୍ ପୂର୍ବରୁ ଯାହା ଟ୍ରିଟମେଣ୍ଟ ଥିଲା, ଏବେ ବହୁତ ଡେଭଲପ୍ ହେଇଗଲାଣି ମେଡ଼ିକାଲ ସାଇନ୍ସ। 10 ଇୟର୍ ପୂର୍ବରୁ ଜଣେ କ୍ୟାନ୍ସର ପେସେଣ୍ଟ ଥିବେ, ସିଏ ଯେମିତି ଟ୍ରିଟମେଣ୍ଟ ହେଇଥିବେ, ଟ୍ରିଟ୍ ହେଇଥିବେ, ଏବେ ଯଦି ଯାହାକୁ କ୍ୟାନ୍ସର ବାହାରିଲା, ସିଏ ବହୁତ ରଙ୍ଗ ଆଡ଼ଭାଇସ୍ ଦେବେ, ଆରେ ତୁ କରନି, ବହୁତ ବହୁତ ପେନଫୁଲ୍। ସେଇ ମୁଁ ଜିନିଷଟା ମୋତେ ଗୋଟେ ଲାଗୁଛି। ଏକ୍ଜାମ୍ପଲ୍ ଆପଣଙ୍କୁ ଦେଉଛି। ଗୋଟେ ଥର ଗୋଟେ ବ୍ରେଷ୍ଟ କ୍ୟାନ୍ସର ପେସେଣ୍ଟ ଜଣେ ଆସିଲେ, ସେ ଆରାଉଣ୍ଡ 65 ଇୟର୍ସ ହେବ, ସିଏ ଆସୁନଥିଲେ। ହୁଁ ତାପରେ ତାଙ୍କ ଝିଅ ଜବରଦସ୍ତି ନେଇକି ଆସିଛନ୍ତି, କାରଣ ମୁଁ ତାଙ୍କର ବାପାଙ୍କୁ କି ଗୋଟେ ରିଲେଟିଭ୍କୁ ଟ୍ରିଟ୍ କରିଥିଲି। ହୁଁ ଆସିଲା ପରେ ସେ ଝିଅ ସେଥିରୁ କହିଲେ ଯେ ତାଙ୍କର ଜଣେ ରିଲେଟିଭ୍, ସିଏ ବି ମୋରି ପାଖରେ ହିଁ ଟ୍ରିଟମେଣ୍ଟ ହେଇଥିଲେ ହୁଁ ବ୍ରେଷ୍ଟ କ୍ୟାନ୍ସର ପାଇଁ। ଆଉ ତାଙ୍କର ଯେତେବେଳେ ଟ୍ରିଟମେଣ୍ଟ ହେଇଥିଲା ସେତେବେଳେ କ'ଣ କ'ଣ ସବୁ ସାଇଡ଼୍ ଇଫେକ୍ଟ ହେଇଥିଲା ସିଏ ଏ ପେସେଣ୍ଟକୁ କହିଛନ୍ତି, ହୁଁ ଆଉ ସେଇ ଡରରେ ଇଏ ଟ୍ରିଟମେଣ୍ଟ ନେବାକୁ ଚାହୁଁନାହାନ୍ତି। ହୁଁ ମୁଁ ସେଥିରୁ ଗୋଟେ କଥା କହିଲି, ମୁଁ କହିଲି ଆଜି ତମେ ତମର ଯେଉଁ ରିଲେଟିଭ୍ ଜଣକ ଯିଏ କହିଲେ ତାଙ୍କୁ ଗୋଟେ ପ୍ରଶ୍ନ ପଚାରିବ, ସିଏ ଆଜି ତମକୁ କ'ଣ କେମିତି ବଞ୍ଚିଛନ୍ତି, ଯାହା ପାଇଁ କି ତମକୁ ଆଜି ଏ କଥା କହିପାରୁଛନ୍ତି, ତାର କାରଣ କ'ଣ? ହୁଁ ତାର କାରଣ ହେଲା ସେତେବେଳେ ସିଏ ଚିକିତ୍ସା ନେଇଛନ୍ତି, ହୁଁ ସିଏ ସେତେବେଳେ ଚିକିତ୍ସା ନେଇଛନ୍ତି, ଆଉ ତା ପାଇଁ ତମର ସିଏ ଆଜି ବଞ୍ଚିଛନ୍ତି, ଆଉ ଯେଉଁଥିରେ କି ତମକୁ କହୁଛନ୍ତି କି ମୋତେ ଏଇଆ ଅସୁବିଧା ହେଲା ବୋଲି। ଟ୍ରୁ ସାର୍। କିନ୍ତୁ ସେ ଏଇ ପାର୍ଟଟା ଭୁଲି ଯାଇଛନ୍ତି ଯେ ସେ ବଞ୍ଚିଛନ୍ତି ଏବେ। ହୁଁ ଯଦି ସେ ଟ୍ରିଟମେଣ୍ଟ ନ ନେଇଥାନ୍ତେ ତାଙ୍କୁ ରୋଗ ଫେରି ଆସିଥିଲେ, ସେ ମେ ବି ଆଜି ବଞ୍ଚିନଥାନ୍ତେ। ହୁଁ ତ ଆମର ହ୍ୟୁମାନ୍ ସାଇକୋଲୋଜି ହେଲା ଆମେ ସବୁବେଳେ ନେଗେଟିଭ୍ ଜିନିଷଟାକୁ ମନେ ରଖିବା, ଆମେ ଗୋଟେ ହୁଁ ପ୍ୟାଟର୍ନ, ଯେମିତି ହୁଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳିଆ ନା, ଆମ ମାଇଣ୍ଡ ବି ଗୋଟେ ହୁଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାଇପ୍ର ଥାଏ। ଆମେ ସବୁବେଳେ ଗୋଟେ ପ୍ୟାଟର୍ନକୁ ମନେ ରଖୁ, ହୁଁ ସବୁବେଳେ ନେଗେଟିଭ୍ ପ୍ୟାଟର୍ନଟାକୁ ଆମେ ମନେ ରଖିବା। ଆମେ ହୁଁ ପଜିଟିଭ୍ ପ୍ୟାଟର୍ନଟାକୁ ବା ଯେଉଁଟା ନର୍ମାଲି ଆମ ଲାଇଫ୍ରେ ଚାଲୁଛି ନା, ଆମେ ହୁଁ ସେଗୁଡ଼ାକୁ ମନେ ରଖୁନା। ଆମେ ମନେ ହୁଁ ରଖୁ କେଉଁଟା, ଯେଉଁ ଜିନିଷଟା ନେଗେଟିଭ୍ ହେଇଥିବ, ହୁଁ ଆମେ ସେଇ ସାଇଡ୍ ଇଫେକ୍ଟଟା ମନେ ରଖିଥିବା। ଆମେ ଆଜି ବଞ୍ଚିଛେ ସେଇଟା ମନେ ରଖ, କାରଣ ବଞ୍ଚିବାଟା ନର୍ମାଲ ଆମେ ହୁଁ ଭାବୁଛେ। ତ ସେଇ ଟାଇପ୍ର ପେସେଣ୍ଟ ମାନେ ଯିଏ ବି ବର୍ତ୍ତମାନ ଡାଇଗ୍ନୋସ୍ ହେଇଛନ୍ତି, ସେମାନେ ଏଇ ଜିନିଷଟି ବୁଝିବା କଥା ଯେ ଆର ଲୋକଟି ଯଦି ଆଜି କହୁଛି, ସିଏ ଆଜି ବଞ୍ଚିଛି ବୋଲି ତ କହୁଛି ନା, ହୁଁ
ट्रू सीए नेगेटिव कहूची बोली मु नेगेटिव काहे नेबी ग्लास रे पानी अछि अधा फुल अछि भाबी परिबा बा अधा खाली अछि भाबी परिबा भाभी पारे आमे कोन भाबुचे सेटा हम ऊपर डिपेंड करू ट्रू सर तो सेति पई प्रथम जिनस होला रिलेटिव माने भी केयरफुल हवा कथा सेंति कहिया कथा नुह कारण पेशेंट डरिकी थिबो ताकू गोटे नेगेटिव साइकोलॉजी सेटा बहुत अफेक्ट करिवो आउ द्वितीय जिनस होला जे सुनुचंदी एटलीस्ट फैमिली मेंबर्स सेमाने जतल सुनुचंदी सेमाने मुंड भितर सेई जिनसटे पॉजिटिव रिइंफोर्समेंट पुरेया कथा आउ एटा जानिया कथा जे आगुरु जेंति आगुरु आमे रेडिएशन ब्रेस्ट रो 25 दिन रो रेडिएशन करथुलु जोत पई कि तांकर स्किन रो साइड इफेक्ट आस्थला आजिका दिन रे एबे आमे 25 दिन रो रेडिएशन करूनु एबे 15 दिन रो रेडिएशन करछु बा 5 दिन रो रेडिएशन करछु तो जेतल मने कर 15 दिन रो रेडिएशन होचे ना साइड इफेक्ट आसिया पूर्वरु रेडिएशन ही सर जाउची पेशेंट रो साइड इफेक्ट आसिया पूर्वरु रेडिएशन ही सर जाउची रिकवरी आरंभ हो जाउची तो आमे स्किन रिएक्शंस प्राय मेजॉरिटी 90% लोकंकर देखु ही नाही तो सेई जिनसटा एबे चेंज हे गलानी किंतु लोकंका साइकोलॉजी सेठी अछि ट्रू सर सर आउ गोटे क्वेश्चन पचारे जे सर थेरापी ट्रिटमेंट आड़ को जड़े जाऊँ जन माइंडसेट बहुत कॉन्फिडेंट माइंडसेट अच्छी आउ जड़े बहुत डरिकी अच्छा सर ट्रिटमेंट रे किसी फरक पड़े कि सेमिति डाटा तो किछि नाही ट्रीटमेंट मनकर काहा को गोटे रोग हेछि आमे जहा ट्रीटमेंट नॉर्मली हमको सेही रोग पई जहा करिया कथा सेटा रहे किंतु आमे गोटे बढ़िया बही अछि सीक्रेट ठीक है मु सबले मो पेशेंट मानक भी कहे जे तुम पढ़ियो कारण आमे जहा पॉजिटिव रिइंफोर्समेंट आमे जहा भाबुचे आम सराउंडिंग रु हमकु सेही जिंसटी अट्रैक्ट करछे आमे जदी भाबुचे मु मरि जिवि आमे मु मरि जिवि बोली कथाटा को आमे अट्रैक्ट करछे आमे जदी भाबुचे मु ठीक हेबिनी बोली कथाटा को आमे अट्रैक्ट करछे तार साइंटिफिक या नथाय किंतु एटा प्रैक्टिकल जिंस आमे बहुत समय रे हमर जे कोन छोटे प्रॉब्लम आसीबो आमे पॉजिटिव जिंस भाबिबा आमे पॉजिटिव डायरेक्शन रे आमे जिबा किंतु आमे नेगेटिव भाबिबा सब नेगेटिव जिंस गुडा को हमको पाखु को आसी जिवो ठीक सेही टाइप रो आमे जदी मु बहुत थरा देखि छी जो पेशेंट माने टेंशन नियंती आउ से माने याकु ताकु पचारथबे सब नेगेटिव जिंसडा मते फेरी आसले मु कोन करबी मोर रोगटा जदी पळे आसीबो कि मते मोर हार्ट खराब हे जो मते ये हे जो से माने जहा भाबुथबे एक्चुअली सेही जिंसटी ही हबो तांकर तो सेटा गोटे काइंड ऑफ कही परिबा गोटे जे माने हमर जो साइकोलॉजिकल रिइंफोर्समेंट पॉजिटिव माइंडसेट टा बहुत इंपोर्टेंट रोग माने ठीक करिवो न करिवो सेटा नुह किंतु आमे ना केमिति अप्रोच करूचे रोगटा जेंति मु हेली गोटे मैराथन रनर तो मु मैराथन जतले रन करे मु जतले फर्स्ट मैराथन टा रन करले मैराथन हला 42 किलोमीटर नॉर्मली ना 32 किलोमीटर परे आमे हमर गोड़ हाथ हमको ये दे दी थाए जे आउ हबनी सेतेबेले आमे माइंड टा काम करियो जे नाही मु आउ 10 किलोमीटर करिवि मु एते परिश्रम करछि मु करिवि आउ जेतल मु फर्स्ट मैराथन करथली 4th फेब्रुअरी 2024 रे आउ सेतेबेले ना मो कोलकाता रे मु करथली मु 32 किलोमीटर क्रॉस कर जाईछि और सेही टाइम रे मो मुंडरे गोटे आसिला रिलेशन बिटवीन मैराथन आउ गोटे कैंसर पेशेंट रो जर्नी बुझिगले तो कौन हुए मनकर मु जेतले सकाळे हमें प्रैक्टिस करू गोटे मैराथन दौड़िया पूर्व हमें 6 मास प्रैक्टिस करथु मु जब प्रैक्टिस करथु हमें सेतेबेले मु बहुत जन देखि छी ना स्त्री लोक जन जन जाउतले नॉर्मली मु कोन करे मनकर दौड़ुची जे भी थिबे रास्ता रे क्रॉस करू तांगु गुड मॉर्निंग विश करे तो गुड मॉर्निंग विश करिवे तो दी 3 जन स्त्री लोक जाउतले मु तां क्रॉस कली गुड मॉर्निंग मैडम कहि की गली तापर से माने केमती दौड़ुचंती माने मु तो पारिबिनी ठीक सेही जिंसटी आम साइकोलॉजी आसीबो जदी हमकु के कहिबो जे तोर कैंसर है फर्स्ट जिनस आसीबो मते हे परियोनी मु कर परिबिनी मु ए ट्रीटमेंट कर परिबिनी हाँ कि नहीं तापरे आमे जतले मैराथन रेस रे जाऊ मैराथन दौड़ चुपचाप 42 किलोमीटर दौड़ियार अछि आमे जो मैराथन टा दौड़ू नॉर्मली मैराथन टा मु जदी भाबीबी मते 42 किलोमीटर दौड़ियार अछि ताले मु फास्ट रु मु गोटे नेगेटिव जिंस भाबुछि मु कोन करे मु भाबे मु 2 किलोमीटर दौड़ियार अछि मु 2 किलोमीटर दौड़ीबी दौड़ला पर मते 100 मीटर बा गोटे मिनिट मु चालीबी तो मु सब बेले ना से जो 2 किलोमीटर
ସରିବା ପର୍ଯ୍ୟନ୍ତ ମୁଁ ଭାବେ। ମୁଁ 42 କିଲୋମିଟର ବିଷୟରେ ଭାବୁନି। ହୁଁ ମୁଁ 20 ଥର 2 କିଲୋମିଟର କ୍ରସ୍ କରିଗଲେ 40 କିଲୋମିଟର ହେଇଯିବ। ହୁଁ ତ ମୁଁ ସେଇ 2 କିଲୋମିଟର ବିଷୟରେ ଭାବୁଛି। ହୁଁ ତ ଠିକ୍ ଆମେ କ୍ୟାନ୍ସରର ଯେତେବେଳେ ଟ୍ରିଟମେଣ୍ଟ କରୁନା, ଆମେ ଗୋଟେ ଗୋଟେ କିମୋଥେରାପି ବା ରେଡ଼ିଓଥେରାପି ବା ସର୍ଜରୀ ଆମେ ଗୋଟେ ଗୋଟେ ଦିନ ବିଷୟରେ ଭାବୁଛେ। ହୁଁ ଗୋଟେ କିମୋଥେରାପି ସରୁ, ନେକ୍ସଟ କିମୋଥେରାପି ଆଉ ଗୋଟେ ଅଛି ନା, ହୁଁ ଦେଖାଯିବ। ଫାଷ୍ଟ କିମୋଥେରାପିଟା ସରିଗଲା ପରେ ସେକେଣ୍ଡ କିମୋଥେରାପି ବିଷୟରେ ଭାବିବା। ହୁଁ କିମୋଥେରାପି ସରିଗଲେ ମେ ବି ରେଡ଼ିଏସନ୍ ବିଷୟରେ ଭାବିବା। ହୁଁ ତାପରେ ଯେତେବେଳେ ଆମେ ମାରାଥନ୍ ଆମେ ଦୌଡ଼ୁଛୁ, ମନେକର ଆମର ଫ୍ୟାମିଲିର ବହୁତ ସପୋର୍ଟ ଦରକାର। ହୁଁ ଖାଇବା ଆମେ ନର୍ମାଲି କ'ଣ ଖାଦ୍ୟ ଖାଉଛେ ବା ଆମର ସାଇକୋଲୋଜିକାଲ ସ୍ଲିପ୍ ଏସବୁ ଦରକାର। ହୁଁ ସେମ୍ ଜିନିଷ ବି ଆମର ଗୋଟେ କ୍ୟାନ୍ସରର ଟ୍ରିଟମେଣ୍ଟରେ ହୁଁ ଫ୍ୟାମିଲିଟା ଯେତେ ସପୋର୍ଟିଭ୍ ଥିବ ନା, ହୁଁ ଫ୍ୟାମିଲି ଯେତେ ସପୋର୍ଟିଭ୍ ଥିବ ସେତେ ଇଜିଲି ସେ ପେସେଣ୍ଟ କ୍ରସ୍ କରିଯିବ। ତାପରେ ଯେତେବେଳେ ଆମର ଟ୍ରିଟମେଣ୍ଟଟା ସରି ସରି ଆସେ, ମନେକର ନର୍ମାଲି ଆମର କ୍ୟାନ୍ସରର ଟ୍ରିଟମେଣ୍ଟ ଧରି ଦିଅନ୍ତୁ 4 ମାସ 6 ମାସର ଟ୍ରିଟମେଣ୍ଟ ରହେ। ହୁଁ 3-4 ମାସ ହେଲା ପରେ ନା ସେମାନଙ୍କର ବହୁତ ସାଇକୋଲୋଜିକାଲି ତାଙ୍କୁ ଲାଗୁଥାଏ ବହୁତ ମୁଁ ବିରକ୍ତ ହେଇଗଲିଣି, ମୁଁ ଆଉ ପାରିବିନି ଏଗୁଡ଼ା। ଯେମିତିକି ଆମେ ମାରାଥନରେ 32 କିଲୋମିଟର ବେଳକୁ ମୁଁ ଭାବୁଥିଲି ମୁଁ ଆଉ ପାରିବିନି, କିନ୍ତୁ ସେଇ ସମୟରେ ମୋ ମୁଣ୍ଡକୁ ଆସିଲା ନାଇଁ ମ କରିଦେବି ତ, ଆଉ ଏଇଟା ଗୋଟେ କଥା। True, ଆଉ sir. ସେଇ ଯେଉଁ ସାଇକୋଲୋଜିରେ ମୁଁ ଚାଲିଲି ଆଗକୁ, ମୁଁ କମ୍ପ୍ଲିଟ୍ କଲି। ଆଉ ସେଇ ସାଇକୋଲୋଜିରେ ଯେତେବେଳେ ଗୋଟେ କ୍ୟାନ୍ସର ପେସେଣ୍ଟ ବି ଗୋଟେ ଗୋଟେ ଷ୍ଟେପ୍ ତାର ନେଇ ଚାଲେ, ତାର ବି ଟ୍ରିଟମେଣ୍ଟ କମ୍ପ୍ଲିଟ୍ କରିଦିଏ। True, sir. ଆଉ ଯେତେବେଳେ ସେ ତାପରେ ବର୍ଷେ 2 ବର୍ଷ 3 ବର୍ଷ ସେତେବେଳେ ସେ ପଛକୁ ଭାବିଲେ, ଭାବିବେ ଆରେ ଏଇଟାକୁ ମୁଁ ଡରୁଥିଲି। True. True, sir. ଯେମିତି ଆମେ ସ୍କୁଲରେ ପଢୁଥିଲେ ସେ ପାଠ ଆମକୁ ସେତେବେଳେ କଷ୍ଟ ଲାଗୁଥିଲା, କିନ୍ତୁ ଏବେ ଯଦି ଆମେ ଭାବନ୍ତି ଆମକୁ ବହୁତ ଇଜି ଏକ୍ସାକ୍ଟଲି। ଲାଗେ, ଏଇ ପାଠ ଆମକୁ ଏତେ କଷ୍ଟ ଲାଗୁଥିଲା। ସାର୍ ମୁଁ ଗୋଟେ ସୁନ୍ଦର ଫ୍ରେଜ୍ଟେ ପଢ଼ିଥିଲି କି ଶୋଇବା ଆଗରୁ ବି ଆପଣଙ୍କୁ ଶୋଇବାର ଆକ୍ଟିଂ କରିବାକୁ ପଡ଼େ। ସେମିତି ଯଦି ଗୋଟେ ପଜିଟିଭ୍ ସାଇକୋଲୋଜି ରହିବ, ସବୁ ଜିନିଷ ହୁଏତ ଡେଷ୍ଟିନେସନ୍ କାହାକୁ ବି ଜଣା ନାହିଁ, କିନ୍ତୁ ଜର୍ଣ୍ଣିଟା ହୁଏତ ଇଜିୟର୍ ହେଇଯିବ। ବହୁତ ଠିକ୍ ଜିନିଷଟି ଆପଣ ଯୋଉଟା କହିଛନ୍ତି। ସାର୍ ଯଦି ଆମେ ଆମ ଜେଜେବାପା ଜେଜେମା ଜେନେରେସନ୍କୁ ଯିବା, ସେମାନେ କୁହନ୍ତି ଆମ ବେଳେ କ୍ୟାନ୍ସର ଗୋଟେ ଡିଜିଜ୍ ନଥିଲା, ଆଉ ଯଦି ବି ହେଉଥିଲା ବହୁତ ରେୟାର୍। କିନ୍ତୁ ଆଜିକା ଜେନେରେସନରେ ସାର୍ କ୍ୟାନ୍ସର ବହୁତ ଅଧିକ, ଯେମିତି ଡାଇବେଟିସ୍ ହେଇଗଲାଣି, ସେମିତି ଗୋଟେ ହାଇପରଟେନସନ୍, ସେମିତି କ୍ୟାନ୍ସର ହେଇଗଲାଣି। ସାର୍ କ'ଣ ଆମର ଲାଇଫଷ୍ଟାଇଲ୍ ଡିସଅର୍ଡ଼ର ପାଇଁ ଆମର କ୍ୟାନ୍ସର ଆସିଲା, ନା କ୍ୟାନ୍ସରର କ'ଣ ରିଜନ୍? ପ୍ରଥମ ଜିନିଷ ତ ଆମେ ବହୁତ ଆୱେୟାର ହେଲେ, ହୁଁ ଆମେ ବହୁତ ଆୱେୟାର ହେଉଛେ। ଆଗରୁ ସେ ଆୱେୟାରନେସ୍ଟା ନଥିଲା। ଯେମିତି ପଡ଼କାଷ୍ଟ ହେଲା, ପଡ଼କାଷ୍ଟ ବହୁତ ବଢ଼ିଆ ୱେ ଯୋଉଦ୍ୱାରା କି ଆମେ ଲୋକମାନଙ୍କୁ ମେସେଜଟା ପଠାଇ ପାରିବା। ଦ୍ୱିତୀୟ ଜିନିଷ ହେଲା ଯେ ଆମର ଲାଇଫଷ୍ଟାଇଲ୍। ଆମ ଜେଜେମା ଜେଜେବାପାଙ୍କ ସମୟରେ ନା ସେମାନେ ବହୁତ ଆକ୍ଟିଭ୍ ରହୁଥିଲେ। ଜେଜେମା ସେ ବାହାରକୁ ଘରୁ ବାହାରକୁ ବାହାରୁ ନଥିବ ପଛେ, କିନ୍ତୁ ଘର ଭିତରେ ସେ ମିନିମମ୍ 10 କିଲୋମିଟର ଉପରେ ଚାଲୁଥିବେ। କିନ୍ତୁ ଆଜିକା ଦିନରେ ଆମେ କ'ଣ ସେଟା କରୁଛେ କି? ଆମେ ତ ବସୁଛେ, ଆଉ ଏ ମୋବାଇଲ ଆସିଲା ପରେ ସୋସିଆଲ ମିଡ଼ିଆ ଆସିଲା ପରେ ଆମେ ବସିକି ସ୍କ୍ରଲ୍ ହିଁ କରୁଛେ। ରାତିରେ ଆମେ ଲେଟ୍ରେ ଶୋଉଛେ। ଯେମିତି ଆମର ରାତି ସନ୍ଧ୍ୟା ପରେ ଯେଉଁ ସମୟଟା ସେଇଟା ଦାନବ ମୁହୂର୍ତ୍ତ ବୋଲି କହନ୍ତି। ମାନେ ସେଇ ସମୟରେ ଆମର ସବୁ ନେଗେଟିଭ୍ ଏନର୍ଜିସ୍ ଥିବ, ଆଉ ସେଇ ସମୟରେ ଆମେ ମେଜରିଟି ଅଫ୍ ଦି ଟାଇମ୍ ଆମେ ମୋବାଇଲ ସ୍କ୍ରଲ୍ କରୁଥିବା ରାତି 12ଟା 1 ପର୍ଯ୍ୟନ୍ତ, ଜାଣିନଥିବା ଲାଷ୍ଟ 1-2 ଘଣ୍ଟା ପଳେଇଥିବ। ପ୍ଲସ୍ ଖାଇବା, ଆଜିକାଲି ଆମେ ଆଗରୁ କେତେ ମାନେ ପନିପରିବା ସିଝା ସବୁ ଖାଉଥିଲେ, ମେଜରିଟି ଆମେ ଘର ତିଆରି ଜିନିଷ ଖାଉଥିଲେ। ଆଜିକାଲି ତ ସ୍ୱିଗି ଜୋମାଟୋରେ ଆମର ଲାଇଫଟା ଚାଲୁଛି। ପିଲାମାନେ ଓବେସିଟିଟା ଗୋଟେ ବହୁତ କମନ୍ ଜିନିଷ ହେଇଗଲାଣି, ଜଙ୍କ ଫୁଡ଼ଟା ଗୋଟେ କମନ୍ ଜିନିଷ ହେଇଗଲାଣି, ଏସବୁ ଜିନିଷ ଗୁଡ଼ା। ତାପରେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସ୍ମୋକିଂ ବା ସ୍ମୋକିଂଟାକୁ ଯେଉଁଟା ଗୋଟେ ମାନେ ଅଭ୍ୟାସଟା କରିଲା ବେଳକୁ ଲୋକ ଜାଣିପାରନ୍ତିନି, କିନ୍ତୁ ସେଇଟା ଗୋଟେ ଜିନିଷ ଯେଉଁଟାକି ସବୁ ପ୍ରକାରର କ୍ୟାନ୍ସର କରିପାରିବ। ଆଚ୍ଛା। ଆଉ ତାପରେ ଆଲକୋହଲଟାକୁ ଗୋଟେ ମାନେ ଆମେ ଗୋଟେ ତାକୁ ନର୍ମାଲ ଜିନିଷ ବୋଲି ଆଲକୋହଲଟାକୁ ଇଏ କରୁଛେ। ତ ସେଇସବୁ ଜିନିଷ ପାଇଁ ଏବେ କ୍ୟାନ୍ସରର ଇନ୍ସିଡେନ୍ସଟା ବହୁତ ବଢ଼ିଗଲାଣି। ଆଉ ଲାଇଫଷ୍ଟାଇଲଟା ଗୋଟେ ମେଜର କଣ୍ଟ୍ରିବ୍ୟୁସନ୍। କେତେଜଣ ଏକ୍ସରସାଇଜ କରୁଛନ୍ତି ସକାଳେ, କେତେଜଣ ଏକ୍ସରସାଇଜ କରୁଛନ୍ତି? ଏକ୍ସରସାଇଜ ବହୁତ କମ୍ ଜଣ କରନ୍ତି। ଡାଏଟ୍ କେତେଜଣ ଭଲ ଡାଏଟ୍ ଖାଉଛନ୍ତି? କିନ୍ତୁ ଆମେ ରୋଗ ଆସିଲା ପରେ ଆମେ ସବୁବେଳେ ମାନେ କନସିୟସ୍ ହେଇଯାଉ, ବା ଆମେ କହୁ ମୋତେ ହେଇଗଲା, ମୋତେ କାହିଁକି ହେଲା, ମୁଁ ତ କେବେ ସିଗାରେଟ୍ ପିଇନି। ଖାଲି କ'ଣ ସିଗାରେଟ୍ ପିଇବାଟା ଇମ୍ପୋର୍ଟାଣ୍ଟ? ମନେକର ଆକ୍ସିଡେଣ୍ଟ ହେଉଛି, ଖାଲି ଆକ୍ସିଡେଣ୍ଟ ହେବା ପାଇଁ ଏଇଟା ନୁହଁ ଯେ ତୁମେ ର୍ୟାସ୍ ଡ୍ରାଇଭିଂ କଲେ ଆକ୍ସିଡେଣ୍ଟ ହେବ। ନର୍ମାଲି ବହୁତ ସମୟରେ ତୁମେ ଯଦି ଚାଲିକି ଯାଉଛ, ରାସ୍ତାକୁ ଠିକ୍ ସେ ନ ଦେଖୁଛ, ମୋବାଇଲ ଦେଖୁଛ, ତୁମେ ଗାତରେ ପଡ଼ିଯାଇକିରି ବି ତୁମକୁ ଆକ୍ସିଡେଣ୍ଟ ହେଇପାରିବ, ବା ମୋଟର ସାଇକେଲ ଆସିକି ତୁମକୁ ବାଡ଼େଇ ଦେଇପାରିବ।
ट्रू सर। सर आपण कहले स्मोकिंग ସବୁ ପ୍ରକାର କ୍ୟାନ୍ସର କରାଏ କିନ୍ତୁ ସାର୍ ଆମେ ମେନଲି ଜାଣିଥିଲୁ ସ୍ମୋକିଂ ମାନେ ଲଙ୍ଗ କ୍ୟାନ୍ସର ହୁଏ ବୋଲି। ସାର୍ ସ୍ମୋକିଂ ସବୁ ପ୍ରକାର କ୍ୟାନ୍ସର କରେଇ ପାରିବ? ସ୍ମୋକିଂଟା ଗୋଟେ ଜିନିଷ ବା ଟୋବାକୋ ବଡ଼ିର ସବୁ ପ୍ରକାରର କ୍ୟାନ୍ସର ରାଇଟ୍ ଫ୍ରମ୍ ମାନେ ସ୍କିନ୍ଠୁ ନେଇକରି ଆଖି ତୁମର ନାଜୋଫାରିଙ୍ଗସ୍ ମାନେ ନେକ୍ର ହେଲା ଥ୍ରୋଟ୍ର ଇସୋଫାଗସ୍ ଲଙ୍ଗସ୍ ଜିଆଇର ଷ୍ଟୋମାକ୍ ରେକ୍ଟମ୍ ସବୁ କ୍ୟାନ୍ସର କରିପାରିବ। ସାର୍ ଯେତେ ପ୍ରକାରର କ୍ୟାନ୍ସର ଅଛି ସାର୍ ସବୁଠୁ ଡେଞ୍ଜରିୟସ୍ କ୍ୟାନ୍ସର କିମ୍ବା ଟ୍ରିଟମେଣ୍ଟ ହେବାରେ ସବୁଠୁ ଡିଫିକଲ୍ଟ କେଉଁ କ୍ୟାନ୍ସର? ଆମେ କାହିଁକି କଥା ହେଉଛେ ଡିଫିକଲ୍ଟ କ୍ୟାନ୍ସର ଉପରେ ଆମେ ହୁଁ କାହିଁକି କଥା ହେଉନେ ଯେ କ୍ୟାନ୍ସର ଯେଉଁଗୁଡ଼ା ସବୁ ଭଲ ହେଇଯାଉଛି ହୁଁ ଆଜିକା ଦିନରେ ଗୋଟେ ବ୍ରେଷ୍ଟ କ୍ୟାନ୍ସର ହେଲା ହୁଁ ଗୋଟେ ମାଉଥ୍ କ୍ୟାନ୍ସର ହେଲା କି ଗୋଟେ ଥ୍ରୋଟ୍ କ୍ୟାନ୍ସର ହେଲା ହୁଁ ଆମେମାନେ ତାଙ୍କୁ ଏକ୍ସପେକ୍ଟ କରୁଛୁ ଯେ ସେମାନେ ମରିଯାଆନ୍ତୁ ବୋଲି ହୁଁ ଆମେ ଏକ୍ସପେକ୍ଟ କରୁଛୁ ଯେ ଏ ବ୍ରେଷ୍ଟ କ୍ୟାନ୍ସର ପେସେଣ୍ଟଟି ଜମା ମରିବନି ହୁଁ ବ୍ରେଷ୍ଟ କ୍ୟାନ୍ସର ପେସେଣ୍ଟଟିକୁ ମୁଁ ଆଜି ଯାହା ଦେଖୁଛି ମେ ବି 15 ବର୍ଷ ପରେ ବି ମୁଁ ତାକୁ ଦେଖିବି ହୁଁ ତାର କାରଣ ହେଲା ଯେ ଆମେ ଏବେ ଟ୍ରିଟମେଣ୍ଟ କରୁଛୁ ବେସ୍ଡ ଅନ୍ ଦି ମଲିକୁଲାର ଲେଭେଲ ହୁଁ ମାନେ ଆଗରୁ ମନେକର ଗୋଟେ ଜେନେରିକ୍ ଗୋଟେ ବ୍ରେଷ୍ଟ କ୍ୟାନ୍ସରଟା ଗୋଟେ ଖାଲି ବ୍ରେଷ୍ଟ ଭାବରେ ଆମେ ଦେଖିକିରି ଟ୍ରିଟମେଣ୍ଟ କରାହେଉଥିଲା ହୁଁ କିନ୍ତୁ ଏବେ ତାର ଆମେ ହରମୋନ ରିସେପ୍ଟର୍ସ ବାହାର କରୁଛୁ ପିଆର ହର2 KI67 ଏସବୁ ଜିନିଷ ବାହାର କଲା ପରେ ତାକୁ କେଉଁଟା ରିସ୍କ ଫ୍ୟାକ୍ଟର ରହୁଛି ତା ଉପରେ ଆମେ ଟ୍ରିଟମେଣ୍ଟ କରୁଛୁ ହୁଁ ତା ଦେହରେ କ'ଣ ବେନିଫିଟ୍ କ'ଣ ନାହିଁ ସେ ଅନୁସାରେ ସବୁ ହେଉଛି ତ କ୍ୟାନ୍ସରଟା ମେଜରିଟି ଅଫ୍ ଦି କ୍ୟାନ୍ସର ବର୍ତ୍ତମାନ ଦିନରେ କ୍ୟୁରେବଲ୍ ହୁଁ ଯଦି ସେମାନେ ଜଲ୍ଦି ଡିଟେକ୍ଟ ହେଉଛନ୍ତି ଠିକ୍ ସେ ଟ୍ରିଟମେଣ୍ଟ କରାହେଉଛି ହୁଁ ଠିକ୍ ସିକ୍ୱେନ୍ସରେ କିମୋ ରେଡ଼ିଏସନ୍ ଏଗୁଡ଼ା ସବୁ କରାହେଲା ତାହେଲେ ସେମାନେ କ୍ୟୁରେବଲ୍ ଅଛନ୍ତି ହୁଁ ତ ଆମେ କଥା ହେବା କଥା ଯେ କେଉଁ କ୍ୟାନ୍ସର ଗୁଡ଼ା କ୍ୟୁରେବଲ୍ ଅଛି ହୁଁ ଆମେ କାହିଁ କଥା ହେବା ଯେ କ୍ୟାନ୍ସର ଯା କ୍ୟୁର ହେବନି ବୋଲି ट्रू सर। ଇଭେନ୍ सर ଡିଫିକଲ୍ଟ କ୍ୟାନ୍ସର ଗୁଡ଼ା ବି କ୍ୟୁର ହେଇଯାଏ ହୁଁ କିଡ଼ନୀ କ୍ୟାନ୍ସର ଗୋଟେ ଜିନିଷ କିଡ଼ନୀ କ୍ୟାନ୍ସରଟା ଯଦି ଅପରେବୁଲ୍ ସିଚୁଏସନ୍ରେ ରହିଲା ହୁଁ 100% କ୍ୟୁର ହେଇଯିବ ହୁଁ ବହୁତ ଜଣ ଅଛନ୍ତି ଯେଉଁମାନେ 10-15 ବର୍ଷ ପରେ ତାଙ୍କର ଗୋଟେ କିଡ଼ନୀ କଢ଼ା ହେଇଯାଇଛି ଆଉ ଗୋଟେ କିଡ଼ନୀରେ ସେମାନେ ଭଲ ସେ ତାଙ୍କର ଲାଇଫ୍ ବିତାଉଛନ୍ତି ट्रू सर। सर को कैंसर रे को कैंसर स्टेज 4 रे ट्रीटमेंट भल रेस्पॉन्ड करे? ଆଜିକା ଦିନରେ ମାନେ ଆମର ଯେଉଁ ନୂଆ ଟ୍ରିଟମେଣ୍ଟ ଗୁଡ଼ା ଆରମ୍ଭ ହେଇଗଲାଣି ହୁଁ ସବୁ ଜିନିଷର ସବୁ କ୍ୟାନ୍ସରର ଷ୍ଟେଜ୍ଟା ରହେ ପ୍ରଥମ ଜିନିଷ ତ ଲୋକମାନେ ନା ଗୋଟେ ଷ୍ଟେଜ୍ଟାକୁ ଗୋଟେ ମିସ୍କନସେପସନ୍ ଭାବରେ ଷ୍ଟେଜ୍ 1-2 ହେଲେ ମୁଁ କ୍ଲିୟର ହେଇଯିବି 3-4 ହେଲେ ହେବିନି ହୁଁ ହୁଁ ସେଇଟା ଗୋଟେ ଭୁଲ ଧାରଣା କାହିଁକି ନା ଷ୍ଟେଜ୍ଟା ଯେଉଁଟା କ୍ୟାନ୍ସରର ରହୁଛି ସେଇଟା ଗୋଟେ କମନ୍ ଲାଙ୍ଗୁଏଜ୍ ଯେଉଁଟାକି ଡାକ୍ତରମାନଙ୍କ ପାଇଁ ହୁଁ ବା ସେଇ ହୁଁ କ୍ୟାନ୍ସର ସ୍ପେଶାଲିଷ୍ଟ ନଟ୍ ଓନ୍ଲି ହୁଁ ଡାକ୍ତର କ୍ୟାନ୍ସର ସ୍ପେଶାଲିଷ୍ଟ ମନେକର ମୁଁ ବିଶାଖାପାଟନାମରେ ଗୋଟେ ପେସେଣ୍ଟର କହିଲି ୟାର T2N1M0 ଅଛି ହୁଁ ସେଇ ଜିନିଷଟି ଭୁବନେଶ୍ୱରରେ ଜଣେ ମୋର ଡାକ୍ତର ଦେଖିଲେ କ୍ୟାନ୍ସର ସ୍ପେଶାଲିଷ୍ଟ ସିଏ ଜାଣିପାରିବ ଓକେ ତାଙ୍କର ବ୍ରେଷ୍ଟ କ୍ୟାନ୍ସର ଏଇଆ ଅଛି ହୁଁ ପିଆର ଅମୁକ ଅଛି ୟାର ଟ୍ରିଟମେଣ୍ଟଟା ଏଇଆ ହେବ ହୁଁ ସେଇଟା ଆମେ ଗୋଟେ କମନ୍ ଲାଙ୍ଗୁଏଜ୍ ୟୁଜ୍ କରୁଛେ ହୁଁ ସବୁ ରୋଗର ଷ୍ଟେଜ୍ଟା ଗୋଟେ ଅଲଗା ଥାଏ ଯେମିତି अच्छा ଷ୍ଟେଜ୍ 1 ଷ୍ଟେଜ୍ 2 ଷ୍ଟେଜ୍ 3 ଷ୍ଟେଜ୍ 4 ହୁଁ ସବୁ ରୋଗର ଅଲଗା ଥାଏ ତାର ଟ୍ରିଟମେଣ୍ଟ ସିକ୍ୱେନ୍ସ ଅଲଗା ଥିବ ଆଉଟକମ୍ ବି ଅଲଗା ହୁଁ କ'ଣଟା କାହାର କ'ଣ ଆସିବ ସେ ବିଷୟରେ ଆକ୍ଚୁଆଲି ଲୋକମାନେ ବା କମନ୍ ମ୍ୟାନ୍ ଭାବିବା କଥା ନୁହଁ ହୁଁ ଯେମିତି ମୁଁ କହିଲି ନା ଆଉଟ୍ ଅଫ୍ ସିଲାବସ୍ ट्रू सर। ସେଇଟା ଆପଣଙ୍କର ଆଉଟ୍ ହୁଁ ଅଫ୍ ସିଲାବସ୍ ଆପଣ ସେ ବିଷୟରେ ଭାବିବା ଦରକାର ନାହିଁ ହୁଁ ଛାଡ଼ି ଦିଅନ୍ତୁ ଆପଣ ଡାକ୍ତରଙ୍କ ଉପରେ ହୁଁ ଆଜିକା ଦିନରେ ଆଗରୁ ଯେମିତି ଲଙ୍ଗ କ୍ୟାନ୍ସରଟା ଯଦି ଗୋଟେ ମେଟାଷ୍ଟାସିସ୍ ବା ସ୍ପ୍ରେଡ୍ ହେଇଯାଉଥିଲା ଗୋଟେ ହୁଁ ଜାଗାକୁ ତାହେଲେ ସେଇଟା କ୍ୟୁର ହେଉନଥିଲା ଆମେମାନେ ବର୍ଷେ ଉପରେ ଲୋକଙ୍କୁ ଦେଖୁନଥିଲୁ ହୁଁ ଆଜିକା ଦିନରେ 2020ରୁ ଡାଇଗ୍ନୋସ୍ ହେଇଥିବା ଲୋକ ବି 2026ରେ ଭଲ ଅଛନ୍ତି ହୁଁ କାରଣ ସେମାନେ ଇମ୍ୟୁନୋଥେରାପି ଏସବୁ ଜିନିଷ ନୂଆ ମେଡ଼ିସିନ୍ ସବୁ ଆସିଗଲାଣି ହୁଁ ସେମାନେ ନେଉଛନ୍ତି ଆଉ ଭଲ ବି ଅଛନ୍ତି ହୁଁ ମୋର ଜଣେ ସାଙ୍ଗର ଭାଇ ତାଙ୍କର ଟଙ୍ଗରେ ଗୋଟେ କ୍ୟାନ୍ସର ହେଇଥିଲା ହୁଁ ସେ ବହୁତ ଦିନ ପର୍ଯ୍ୟନ୍ତ ଲୁଚେଇ ଲୁଚେଇ ରଖିଥିଲେ ଯେ ମୋର ବୋଧେ ଜିଭଟା କାମୁଡ଼ି ଦେଇଛି ଡିନାଏଲ୍ अच्छा ମାନେ ମୋର ହେଇପାରିବନି ହୁଁ କି ମୁଁ ଡାକ୍ତରଙ୍କୁ ଦେଖେଇଲା ମାନେ ମୋତେ ଗୋଟେ କ'ଣ କହିବେ କରିବା କହିବେ ପାଇଁ ମୋର କ'ଣ ଗୋଟେ ରୋଗ ବାହାରିଯିବ ହୁଁ ନ ଦେଖେଇଲେ ଯେମିତି ବିଲେଇ ଆଖି ବୁନ୍ଦିକିରି କ୍ଷୀର କ୍ଷୀର ପିଉଥାଏ ଭାବେ ପିଉଛି ମୁଁ ହୁଁ ଦେଖେନି ମୋତେ କିଏ ଦେଖୁନାହାନ୍ତି ସେଇ ଟାଇପ୍ର ଆମେ ବି ସାଇକୋଲୋଜିଟା ଆମେ ଡିନାଏଲ୍ରେ ଥାଉ ହୁଁ ସିଏ ଯେତେବେଳେ ଆସିଲେ ମୋ ପାଖକୁ ସେତେବେଳକୁ ରୋଗଟା ଟିକେ ବେଶୀ ହେଇଯାଇଥିଲା ତ ତାପରେ ତାଙ୍କୁ ମୁଁ ପ୍ରଥମ ଜିନିଷ କହିଲି ମୁଁ କହିଲି ତୁମେ ବର୍ତ୍ତମାନ ବାୟୋପ୍ସି କରିବ ନହେଲେ ଘରକୁ ପଳାଅ ହୁଁ ଘରକୁ ପଳା ହାତ ଟେକି ଦିଅ ମରିବ କିଛି ନାହିଁ ହୁଁ କିନ୍ତୁ ବର୍ତ୍ତମାନ ତୁମକୁ ବାୟୋପ୍ସି କରିବ ଚାନ୍ସ ଯାହା ବି ଅଛି ୱି ୱିଲ୍ ଗିଭ୍ ଏ ଟ୍ରାଏ ହୁଁ କନଭିନ୍ସ ହେଇ ବାୟୋପ୍ସି କଲେ କିମୋ ରେଡ଼ିଏସନ୍ କରିଲୁ କିମୋ ରେଡ଼ିଏସନ୍ ବି କମ୍ପ୍ଲିଟଲି ତାଙ୍କର କ୍ୟୁର ହେଲାନି ହୁଁ ଆଗରୁ ଏଇ ସିଚୁଏସନ୍ରେ ନା ଆମେ ବି ହାତ ଟେକି ଦେଉଥିଲୁ ହୁଁ ଆମେ ବି ହାତ ଟେକି ଦେଉଥିଲୁ ଦେଖ କିମୋ ରେଡ଼ିଏସନ୍ କ୍ୟୁର ହେଲାନି ଆଉ ଏବେ ଆଉ କିଛି ଅପସନ୍ ନାହିଁ ହୁଁ
ସେ ପେସେଣ୍ଟ ତାପରେ ଏବେ ଇମ୍ୟୁନୋଥେରାପି ଯେତେବେଳେ ସେ ହେଲାନି ତାପରେ ଆମେ ଇମ୍ୟୁନୋଥେରାପି ଆରମ୍ଭ କରିଲୁ। ହୁଁ ଏବେ 2 ଇୟର୍ସ ଉପରେ ହେଇଗଲାଣି ତାଙ୍କର। ହୁଁ ସେ ଭଲ ସର୍ଭାଇଭ୍ କରୁଛନ୍ତି। ନିଜେ ଚାଲି ଚାଲି ସେ ବରଗଡ଼ରେ ତାଙ୍କ ଘର। ହୁଁ ବରଗଡ଼ରୁ ଟ୍ରେନରେ ଆସନ୍ତି ନିଜେ। ସିଏ ଆଉ ତାଙ୍କ ସ୍ତ୍ରୀ ଯେଉଁ 3 ସପ୍ତାହରେ ଯେବେ ବି ତାଙ୍କର ଇଞ୍ଜେକ୍ସନଟି ରହେ ଆସିବେ ତାଙ୍କର କରିବେ। 3 ମାସ କି 4 ମାସରେ ଥରେ ଲେଖା ଗୋଟେ ଯେଉଁ ସ୍କାନ୍ କରିବା କଥା ଯାହା ବି କରିବା କଥା ସେଇଟା କରିବେ। ନିଜେ କରିକି ଯିବେ। ତାଙ୍କର ହୁଁ ବିଜନେସ୍ ବି ସମ୍ଭାଳୁଛନ୍ତି, ତାଙ୍କର ସବୁ କାମ ବି କରୁଛନ୍ତି। ତ ଲାଇଫଟା ତାଙ୍କର ଚାଲିଛି ନର୍ମାଲ, ହୁଁ ଯେଉଁଟାକି ଆଗରୁ ନଥାନ୍ତା। ହୁଁ ट्रू सर सर आम एज ए पेसेंट स्टेज 1 स्टेज 2 स्टेज 3 स्टेज 4 भाविबा कथा नुह ନୁହଁ, कहीं आम से विषय अवेयर ଆମର ଆଉଟ୍ नुहंती ଅଫ୍ ସିଲାବସ୍। एक्जाक्टली किंतु सर गोटे जिनस कौन हुए ना आम टे फिनान्शियली आम एत भल भल पोजिशन में नहांती से भावती स्टेज 3 स्टेज 4 रे सर्वाइव करवा कष्ट मु कहीं फिनान्स माने एते पैसा खर्च करी फिनान्शियली ड्रेन आउट हो सहीटा सर गोटे प्रॉब्लम देखती कि आप ओडिशा रे बहुत 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 देखु सेटा माने मोर ओडिशा पेशेंट बहुत हम्म थांती हमर वेस्टर्न ओडिशा रो विशाखापट्टनम को बहुत लोक आसंती कोरापुट आउ सेपट साइड रो जयपुर कोरापुट बहुत मु एई जिनसटी बहुत कॉमनली देखे आउ किंतु गोटे जिनस एटी प्रथम जिनस हला जे जदि आमे कैंसर टाको अर्ली स्टेज रे डायग्नोस कर दवा ताहले बहुत कम पैसा रे तार ट्रीटमेंट हे जो ट्रू जदि अर्ली डेक्स माने मनकर गोटे पार्टीर कैंसर पार्टीर कैंसरटा अति छोट अवस्था आम डायग्नोस करदेले ना आमको रिकनस्ट्रक्शन दरकार नहीं, प्लास्टिक सर्जरी पार्ट दरकार नहीं, आमर मुहर शेप किसी खराब हेनी आउ ऑपरेशन टा गोटे सिंपल ऑपरेशन हम आउ आमर पैसा भी कम खर्च हम कारण खाली ऑपरेशन काम सरीगला से जिनसटी गोटे लोकटी टिके एडवांस रोग आसला तार रिस्क फैक्टर अधिका अच्छे ताहले आमे ताको एडवाइस करचु तो कीमो दरकार रेडिएशन दरकार तो ताको कीमो रेडिएशन रो कॉस्ट बढ़ी जाउछि सेतबेले तो एठी गोटे जिनस हला जे जदि अर्ली स्टेज रे डायग्नोस होउचंती ताहले आपनकर ट्रीटमेंट रो कॉस्ट भी कम रहबो कारण गोटे प्रकार रो ट्रीटमेंट रहउछि। द्वितीय जिनस हला जहाँ भी ट्रीटमेंट रहउछि सब बेले ट्रीटमेंट रो ऑप्शंस रहे ए बी सी डी ऑप्शन रहे मनकर आजिका दिन तो जो इंश्योरेंस बहुत किसी इंश्योरेंस फैसिलिटीज रोची बा गवर्नमेंट इंश्योरेंस स्कीम्स रोची ये सब जिनस रे बहुत किसी कवर रोची ता छड़ा जदि सेगुड़ा भी नाही ताहले आपनको आपनको डाक्टर को संगे डिस्कस करिया दरकार जे व्हाट आर दी ऑप्शंस आमे पॉइंट ए रु पॉइंट बी को जिबा हमको जिबा पई हमको ऑटो भी रहइबो बस भी रहइबो कार भी रहइबो ऑटो भी रहइबो बस भी रहइबो कार भी रहइबो आमे कोथरे जिबा आमे कोटा अफोर्ड करि परिबा आमे कोथरे कंफर्टेबली जाई परिबा से जिनसटे आमे डाक्टर संगे डिस्कस करबा डिटेल रे जो जिनस आमे पारिबा आमे सेटा करबा ट्रू सर किंतु प्रथमरु आमे नेगेटिवली भाबिया मु पारिबे बहुत थर हुए से माने जानती नाही सेया भाबी कि जे मोर मु कर परिबिनी किंतु वेराज तमरो ट्रीटमेंट रो कॉस्ट बहुत कम हे पारे। द्वितीय जिनस बहुत किछि गोटे असिस्टेंस भी मिल जाई पारे पेशेंट असिस्टेंस प्रोग्राम भी थाई पारे और तुमर जो गवर्नमेंट इंश्योरेंस स्कीम्स रोची सेथिरे भी तुमर हे जाय पारे सेगुडा से पर कथा प्रथमे तो तमे मोर फाइनेंस कौन होची खर्च कौन होची से विषय भाबिबो ही नाही आग जाय कि देखा करंतु रोगटा कौन होची देखा माने जानंतु तापरे तार ट्रीटमेंट कौन ऑप्शंस रहइबो तापरे कॉस्ट विषय भाबिबे सर जदि आम पूरा बुझा कि जदि आम कौन भी हेल्थ रिलेटेड इश्यूज होचे आम डॉक्टर इज द ओनली सॉल्यूशन आम डॉक्टर पाखु जिबा तापरे आम डिसीजन नबा ता पूर्वरु नुह। सर आउ गोटे जिनस कहबी सर आम फूड हैबिट आम लाइफस्टाइल बहुत चेंजेस आसी जाइए सर एमती किसी अच्छी कि आम कैंसर प्रिवेंशन एमती किसी फूड अच्छी कि जोटा आम कंज्यूम कर डेली बेसिस रे नॉर्मली आमे सब हमर जो ओडिया खाद्य रहउची ओडिया खाद्य रहउची सेथिरे सब जिनस जो जेमति कि टमाटर हला सेथिरे एंटीऑक्सीडेंट्स रहउची जोटा कि हमर कैंसर प्रिवेंट करिबो हाई फाइबर डाइट हमर साग सेथिरे साग द्वारा किंबा डाली ए सब थरे आमे जतले खाउचे ये सब हाई फाइबर रहउची सेथिरे जोड़ा कि हमको कैंसर प्रिवेंट करिवो आमे जदि ना ओडिया थाली हमर जो रहउची ओडिया भाबरे आमे जदि ताको प्रॉपर बैलेंस भाबर रे नै करी खाइबा ना आम पाखरे हमको कोनोसी सप्लीमेंट बा ए पर्टिकुलर जिंस खाइया दरकार नै हमको काइना आमे सेथिरे हमको सब किछि मिलिवो जेमति कि हमको एंटीऑक्सीडेंट्स मिनरल्स आउ जो कैंसर प्रिवेंट करिया पे फाइबर ये सब जिनस हमको रहउची तो आमे
ଓଡ଼ିଆ ଭାବରେ ନା ଆମ ନର୍ମାଲ ଯେଉଁ ଖାଦ୍ୟ ଆମର ଯେଉଁ ହୁଁ ଥାଳିଟା ଖାଦ୍ୟର ରହୁଛି ତାକୁ ଭଲସେ ଯଦି ଆମେ ଗୋଟେ ଡିଷ୍ଟ୍ରିବ୍ୟୁଟ୍ କରିକି ଖାଇବା ହୁଁ ତ ସେଥିରେ ବଢ଼ିଆ ସେ ସବୁ ପ୍ରକାରର ମିକ୍ସଚର ରହୁଛି। ମୋର ହୁଁ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟାର୍ଟ କରିବାର ଅଛି, ହୁଁ ସ୍ୱାସ୍ଥ୍ୟ ସୁମନ ତାର ନା। ହୁଁ ଆଉ ସେଥିରେ ମୋ ଫାର୍ଷ୍ଟ ପ୍ରୋଗ୍ରାମଟା ଯେଉଁ ରହିବ ସେଇଟା ମୁଁ ଏଇ ବିଷୟରେ କରୁଛି ହୁଁ ଯେ ଓଡ଼ିଆ ଥାଳି ତା ଦେହରେ ଆମେ ସବୁ ପ୍ରକାରର ଯେଉଁ ଖାଦ୍ୟ ସେଇଟା ଗୋଟେ ସାଇଣ୍ଟିଫିକାଲି ଇଞ୍ଜିନିୟର୍ଡ ହୁଁ ଡାଏଟ୍ ଭଳିଆ କହିପାରିବା। ହୁଁ ସବୁ କିଛି ରହିଛି ତା ଭିତରେ। ଆମ ଉଷୁନା ଭାତ ହୁଁ ଉଷୁନା ଭାତ ଯେତେବେଳେ ସେମାନେ ପ୍ରୋସେସ୍ କରୁଛନ୍ତି, ପ୍ରୋସେସ୍ କରିବା ଦ୍ୱାରା ଯେଉଁ ଆମର ଧାନର ଉପରେ ଯାହା ମିନେରାଲ୍ସ ରହୁଛି ଯେଉଁଟାକି ମିଲିଂ ବେଳକୁ ପଳାଏ, ହୁଁ ସେଟା ଯେତେବେଳେ ଆମେ ପାର ବଏଲିଂ ଆମର ଯେଉଁଟା ଉଷୁନା ଭାତ ତିଆରି କରାହେଉଛି ସେତେବେଳେ ସେଟା ଗୋଟେ ପ୍ରୋସେସ୍ରେ ତିଆରି ହୁଏ। ହୁଁ ତାକୁ ଆଗ ଫୁଟେଇବେ, ତାପରେ ତାକୁ ଶୁଖେଇବେ, ତାକୁ ଗୋଟେ ଯେଉଁ ବାମ୍ଫ ଦେଇକିରି ତାକୁ ଇଏ କରି ତାକୁ ଯେଉଁ ପ୍ରୋସେସ୍ରେ କରାହୁଏ, ହୁଁ ସେ ପ୍ରୋସେସ୍ ଦ୍ୱାରା ଧାନର ଉପରୁ ଯେଉଁ ମିନେରାଲ୍ସ ଆଉ ଆମିନୋ ଏସିଡ୍ସ ଥାଉଛି ସେଗୁଡ଼ା ସବୁ ଭିତରକୁ ପଳାଉଛି। ଆଚ୍ଛା ତ ତା ଦ୍ୱାରା ଆମକୁ ସେଗୁଡ଼ା ସବୁ ହେଲ୍ପ କରୁଛି। ହୁଁ ତ ଯଦି ଆପଣ ମୋତେ ଓଡ଼ିଆ ଭାବରେ ପଚାରିବେ, ମୁଁ କହିବି ତୁମକୁ ଖାଦ୍ୟର କୌଣସି ମାନେ ସ୍ପେଶିଆଲ ଫୁଡ଼ ଅମୁକ ନିଅ ଅମୁକ ହୁଁ ନିଅନି ସେସବୁ କିଛି ଦରକାର ନାହିଁ। ଆମର ହୁଁ ଯାହା ଖାଦ୍ୟ ଯେଉଁ ଆମ ଓଡ଼ିଆ ଥାଳି ହୁଁ ଯେଉଁଥିରେ କି ରହିଲା ଭାତ, ମେନଲି ଉଷୁନା ଭାତ ବା ହୁଁ ପଖାଳ, ତାପରେ ଡାଲି, ଡାଲମା, ହୁଁ ଡାଲମାରେ ସବୁ ପ୍ରକାରର ପରିବା ପଡ଼ିଥାଉଛି। ହୁଁ ସବୁ ପ୍ରକାରର ପରିବାରେ ଆପଣଙ୍କର କଖାରୁ ରହିଲା, କଦଳୀ ହୁଁ ରହିଲା, ବାଇଗଣ ରହିଲା, ସଜନା ଛୁଇଁ। ହୁଁ ଏଥିରେ ଖାଲି ଯେ କ୍ୟାନ୍ସର ନୁହଁ, ଆପଣଙ୍କର ବୋନ୍ ଷ୍ଟ୍ରେନ୍ଥ ହେବା, ସଜନା ଛୁଇଁରେ ବୋନ୍ଟା ବହୁତ ଷ୍ଟ୍ରଙ୍ଗ ହେବା ପାଇଁ ହୁଁ ତାର ଇଏ ରହେ, ଫସ୍ଫରସ୍ ଏ ସବୁ ଜିନିଷ ରହିବ। ପ୍ଲସ୍ ଡାଲି ହୁଁ ଡାଲି ଆଉ ଭାତ ଆମେ ଯେତେବେଳେ ମିଶେଇକି ଖାଉଛେ ହୁଁ ସେତେବେଳେ ଆମେ ଯେମିତି ମନେକର ଭାତରେ କେଉଁ ପ୍ରୋଟିନ୍ ବା ଆମିନୋ ଏସିଡ୍ ନାହିଁ, ହୁଁ ଡାଲିରେ କେଉଁ ଜିନିଷଟା ନାହିଁ, ଯେତେବେଳେ ଦୁଇଟା ମିଶି ଯାଉଛନ୍ତି ନା ସେମାନେ ୟା ଦେହରେ ଯାହା ନାହିଁ ସିଏ ତାକୁ ଫୁଲ୍ କରିଦେବ, ୟା ଦେହରେ ହୁଁ ଯାହା ମାନେ ଭାତ ଦେହରେ ଯାହା ନାହିଁ ସେଟା ଡାଲି ଫୁଲ୍ କରିବ, ଡାଲିରେ ଯାହା ନାହିଁ ଭାତ ଫୁଲ୍ କରୁଛି। ହୁଁ କମ୍ପ୍ଲିମେଣ୍ଟ ଇଫେକ୍ଟ ରହେ, ହୁଁ ବୁଝିପାରିଲେ? ତ ସେଇ ଟାଇପ୍ର ଆମର ଖାଦ୍ୟ ଯଦି ଆପଣ ଦେଖିବେ ତାହେଲେ ଆମେ ସ୍ପେଶିଆଲ କିଛି ଖାଇବା ଦରକାର ନାହିଁ। ହୁଁ ଆମେ କ'ଣ କରିବା କଥା, ପ୍ରୋଟିନ୍ ହୁଁ ଟିକେ ଅଧିକା ଖାଇବା, ଫାଇବର ହୁଁ ଫାଇବର ଜାତୀୟ ଯେମିତିକି ଆମର ଶାଗ ହୁଁ ସେଗୁଡ଼ା ଟିକେ ଅଧିକା ଖାଇବା, ଆଉ କାର୍ବୋହାଇଡ୍ରେଟଟାକୁ ଟିକେ କମେଇବା। ହୁଁ ତାପରେ ଆମର ଯେଉଁ ଜଙ୍କ ଫୁଡ଼ ହୁଁ ସେଗୁଡ଼ାକୁ ବନ୍ଦ କରିବା। ହୁଁ ଏତିକି କଲେ ଏନଫ୍। ट्रू सर सर आजिका डेट्रे डाएट जमती हो जाइए भेजिटेरियन नॉन भेजिटेरियन वीगन सर आ भितर केमती किसी अच्छी कि कोटा बेटर कोटा टे कम बेटर ମୋ ମତରେ ଏଇଟା କମ୍ପ୍ଲିଟଲି ପର୍ସନାଲ ଚଏସ୍, ଯାହାକୁ ଯାହା ଭଲ ଲାଗୁଛି ସବୁ ଖାଇବେ। ହୁଁ କାରଣ ସବୁଥିରେ ଆମର ପ୍ରୋଟିନ୍ ରହୁଛି। ବା ମନେକର ଜଣେ ଭେଜିଟେରିଆନ୍ ଡାଏଟ୍ ଅଛି, ହୁଁ ସେ ତ ଆଇଁଷ ଖାଇବନି, ମାଛ ହୁଁ ଖାଇବନି, ଆମେ ତାକୁ ପନିର ଦେବା। ହୁଁ ପନିରରେ ଆମେ ତାଙ୍କର ଯେଉଁ ପ୍ରୋଟିନ୍ର ଡେଫିସିଏନ୍ସିଟାକୁ ସର୍ଟ କରିଦେବା। ଏମିତି ତ ନୁହଁ ଯେ ତୁମେ ମାଛ ନ ଖାଇଲେ ତୁମକୁ ପ୍ରୋଟିନ୍ର ଡେଫିସିଏନ୍ସି ହେଇଯିବ। ହୁଁ ତ ଆମେ କ'ଣଟା ଦେଉଛେ ଆମେ ଟିକେ ଭାବିକି ଦେବା। ଆମେ ନର୍ମାଲି ପ୍ରୋବ୍ଲେମଟା ଆମର କ'ଣ ହୁଏ ନା, ହୁଁ ଆମେ ଖାଦ୍ୟ ବନେଇଲା ବେଳକୁ ଆମେ ଖାଲି ସ୍ୱାଦର ମାପକାଠିଟାକୁ ସାମ୍ନାରେ ରଖିଥାଉ, ହୁଁ ଆମେ ଅନ୍ୟ ଜିନିଷ ଗୁଡ଼ାକ ସବୁ ଭୁଲିଯାଉ। ट्रू सर ଗୋଟେ ସିମ୍ପଲ୍ ଜିନିଷ ଆପଣଙ୍କୁ କହୁଛି, ଯେମିତି ନର୍ମାଲି ଆମେ ଖାଦ୍ୟ ଖାଉ, ହୁଁ ଭାତ ଆଉ ଡାଲିଟାକୁ ଆମେ କ'ଣ କରୁ, ପ୍ରଥମେ मिक्स ହେଲା ଆଗ ଡାଲିକୁ ଭାତରେ ଆମେ ପକେଇବା, ତାକୁ ଖାଇବା, ହୁଁ ତାପରେ ଆମେ ଯାଇକି ଭଜା ହୁଁ ବା ମାଛ ବା ଯାହା ବି ଖାଉଛେ। ହୁଁ କିନ୍ତୁ ସେଥିରେ ପ୍ରୋବ୍ଲେମଟା କ'ଣ ହୁଏ ନା, ଆମେ ଯଦି ଭାତଟା ପ୍ରଥମେ ଖାଉଛେ, ହୁଁ ଭାତଟା ଜଲ୍ଦି ଆବଜର୍ଭ ହେଇଯିବ। ଆବଜର୍ଭ ହେଲା ପରେ ଆମର ଗୋଟେ ଗ୍ଲୁକୋଜ୍ ପିକ୍ ହୁଁ କୁହାଯାଏ, ହୁଁ ଠିକ୍ ଅଛି? ତ ଗ୍ଲୁକୋଜ୍ ପିକ୍ଟା ଅଧିକା ହେବ। ହୁଁ ଗ୍ଲୁକୋଜ୍ ପିକ୍ ହେଲା ପରେ ପୁଣି ଇନ୍ସୁଲିନ୍ ବି ରିଲିଜ୍ ହେଉଛି, ହୁଁ ତାପରେ ଗ୍ଲୁକୋଜ୍ ଯେତିକି ପିକ୍ ହେବ ସେତିକି ଡ୍ରପ୍ କରୁଛି। ହୁଁ ତ ଆମର ସେ ଯେଉଁ ଆମର ଯେଉଁ ସୁଗାରର ବାଲାନ୍ସଟା ଟୋଟାଲି ଲସ୍ ହେଇଯାଉଛି। ସେଇ ଜାଗାରେ ଆମେ ଯଦି କ'ଣ କରିବା, ଆମେ ଭାତ ଡାଲି ପ୍ରଥମେ ନ ମିଶେଇକିରି ପ୍ରଥମେ ଆମେ ଭଜାଟାକୁ ଖାଇଦେବା। ହୁଁ ଯଦି ସାଲାଡ଼ ଖାଉଛନ୍ତି ତ ବଢ଼ିଆ କଥା, ସାଲାଡ଼ ନ ଖାଆନ୍ତୁ। କେତେ ଜଣ ସାଲାଡ଼ ଆମ ଓଡ଼ିଆ ଇଏରେ ଆମେ ଯଦି ସାଲାଡ଼ ଦେବା ଆମେ ଭାବିବା ଏଇଟା କେଉଁଠୁ ବାହାରୁ ଆସିଛି ଲୋକଟେ। ହୁଁ ଆମେ ତ ଭଜା ଦେଇପାରିବା, ହୁଁ ଶାଗ ଦେଇପାରିବା। ଶାଗ ଭଜା, ଯେଉଁ ପୋଟଳ ବା ବାଇଗଣ ହୁଁ ଏସବୁ ଜିନିଷ ଯାହା ରହିଲା ସେଗୁଡ଼ାକ ଆଗ ଖାଇଦିଅନ୍ତୁ। ହୁଁ ଆଗ ଖାଇଲା ପରେ କ'ଣ ହେଉଛି, ସିଏ ପେଟ ଭିତରେ ଗୋଟେ ଲେୟର ଫର୍ମ କରିଦେବ। ହୁଁ ତା ଦ୍ୱାରା
କ'ଣ ହବ ନା ଆପଣଙ୍କର କାର୍ବୋହାଇଡ୍ରେଟ୍ ଯୋଉଟା ଭାତଟା ତାପରେ ଆପଣ ମିଶେଇକି ଖାଉଛନ୍ତି ଡାଲି ଦିହରେ, ହୁଁ ସେତେବେଳେ ସେଟା ଆବଜର୍ଭ ହଉନି। ହୁଁ ସେଟା ସ୍ଲୋଲି ଆବଜର୍ଭ ହଉଛି। ତ ହୁଁ ଆପଣଙ୍କର ଗ୍ଲୁକୋଜ୍ ପିକ୍‌ଟା ବି ସ୍ଲୋ ହଉଛି। ହୁଁ ବୁଝିପାରିଲେ? ହୁଁ ଆଉ ତା ଛଡ଼ା ଆପଣ ଯେତେବେଳେ ପ୍ରଥମେ ଆର ଜିନିଷ ଗୁଡ଼ା ଖାଇଗଲେ, ତ ପେଟଟା ଅଧା ଫୁଲ୍ ହେଇଗଲା। ହୁଁ ତ ଆପଣ କାର୍ବୋହାଇଡ୍ରେଟ୍ ବି କମ୍ ଖାଇବେ। ଟ୍ରୁ ଯୋଉଟାକି ଆମର ଅଲଗା ଯୋଉ ୱେଟ୍ ଲସ୍ ହୁଁ ଆଉ ବେଲି ଫ୍ୟାଟ୍ କମେଇବା, ଏ ସବୁ ଜିନିଷକୁ ବି ସପୋର୍ଟ କରୁଛି। ହୁଁ ସେ ତାମାନେ ଆମେ ଯୋଉଟା ଟ୍ରାଡିସନାଲି ଖାଉଥିଲେ ପ୍ରଥମେ ଭାତ ଡାଲି ତାପରେ କାରଣ ସବଜି ଆମେ ସବୁବେଳେ ସ୍ୱାଦଟାକୁ ଆମ ମାପକାଠି ରଖିଥାଉ। ପ୍ରାୟୋରିଟି ଆମେ ପ୍ରାୟୋରିଟି କେବେ ବି ରଖୁନେ ଯେ ଆମେ କୋଉ ଅନୁସାରେ ଖାଇବା କଥା, କୋଉ ସିକ୍ୱେନ୍ସରେ ଖାଇବା କଥା। ହୁଁ ଆମେ ଯେମିତି ସବୁଦିନ ଲୋକମାନେ ଆମର ବ୍ରେକଫାଷ୍ଟରେ ମେଜରିଟି ହେଲା କାର୍ବୋହାଇଡ୍ରେଟ୍। ହୁଁ ଆମେ ଚୁଡ଼ା କଦଳୀ ଖାଉ ଚୁଡ଼ା କଦଳୀ ଖାଉ କିମ୍ବା ପିଠା ଖାଇଦେଲେ। ହୁଁ ସେଟା କ'ଣ ସବୁ କାର୍ବୋହାଇଡ୍ରେଟ୍। ହୁଁ କିନ୍ତୁ ସେଇଥିପାଇଁ କ'ଣ ହୁଏ ନା ସବୁ ଲୋକମାନଙ୍କୁ ଦରକାର ହବ 11ଟା 12ଟା ବେଳକୁ ଗୋଟେ ଗୋଟେ କପ୍ ଚା। ଚା କାହିଁକି? ଟ୍ରୁ ଆମର ସେତେବେଳେ ତାର କାରଣଟା ସାଇଣ୍ଟିଫିକ୍ କାରଣ ହେଲା ହୁଁ ଆମେ ଯେତେବେଳେ 9ଟା ବେଳକୁ ବ୍ରେକଫାଷ୍ଟ ଖାଉଛେ, ହୁଁ ଆମର ସେତେବେଳେ ଗ୍ଲୁକୋଜ୍ ପିକ୍ ହେଇଗଲା। ଆମେ ତ କାର୍ବୋହାଇଡ୍ରେଟ୍ ସବୁ ଖାଇଦେଲେ। ହୁଁ ଯୋଉ ଗ୍ଲୁକୋଜ୍ ପିକ୍ ହେଇଗଲା ସେଟା ପୁଣି ଡ୍ରପ୍ କରିବ 11ଟା ବେଳକୁ। ହୁଁ ସେତେବେଳକୁ ଆମର ଗ୍ଲୁକୋଜ୍‌ଟା ଡ୍ରପ୍ କରିଗଲା। ହୁଁ ଆମେ ସେତେବେଳକୁ ଆମକୁ ଦରକାର ହବ ଆମକୁ ପୁଣି କ'ଣ ଟିକେ କାର୍ବୋହାଇଡ୍ରେଟ୍ ଖାଇବା। ହୁଁ ବିସ୍କୁଟ୍ ଖାଇଲେ କି ଚା ପିଇଦେଲେ। ହୁଁ ତ ସେଇଟା ଗୋଟେ ସେଇ ଯୋଉ ଜିନିଷଟା ଆମେ ଯଦି ଇନଷ୍ଟେଡ୍ ଅଫ୍ କାର୍ବୋହାଇଡ୍ରେଟ୍ ହୁଁ ଆମେ ପିଠା ସାଙ୍ଗରେ ଗୋଟେ କିଛି ଭଜା ଟାଇପ୍‌ର ଜିନିଷ, ହୁଁ କିଛି ଗୋଟେ ଭଜା ଟାଇପ୍‌ର ଜିନିଷ ଖାଇଲେ, ହୁଁ ମନେକର ଆମେ ଚୁଡ଼ା କଦଳୀ ବି ଖାଉଛେ। ହୁଁ ଚୁଡ଼ା କଦଳୀ ସାଙ୍ଗରେ ଆଉ କିଛି ତମେ ପ୍ରୋଟିନ୍ ଜିନିଷ ଆଡ୍ ହୁଁ କରିଦିଅନ୍ତୁ। ତ ଟ୍ରୁ ତା ଦ୍ୱାରା ତମର ଏଇ ଯୋଉ ଗ୍ଲୁକୋଜ୍ ପିକ୍ ହବାଟା ବନ୍ଦ ହେଇଯିବ। ହୁଁ ଆଉ ମାନେ ତମକୁ ଡେଟା ବି ତମର ନର୍ମାଲ ହବ। ହୁଁ ତ ଜିନିଷ ହେଲା କି ଆମେ ଯୋଉ ଖାଦ୍ୟ ଖାଉଛେ ଆମେ ଗୋଟେ ସବୁବେଳେ ସ୍ୱାଦର ମାପକାଠିରେ ହୁଁ ଦେଖୁଛେ। ଆମେ ସ୍ୱାଦର ମାପକାଠିରୁ ଟିକେ ହଟିକି ତାକୁ ଟିକେ ସାଇଣ୍ଟିଫିକାଲି ଦେଖିବା। ହୁଁ ଦେଖିକିରି ଗୋଟେ ବଢ଼ିଆ ବହି ଅଛି ଗ୍ଲୁକୋଜ୍ ରିଭଲ୍ୟୁସନ୍। ଗ୍ଲୁକୋଜ୍ ହଁ, ରିଭଲ୍ୟୁସନ୍ ଗୋଟେ ଓକେ ବଢ଼ିଆ ବହି ଅଛି। ପଢ଼ିବେ ଯଦି ହବ। ହୁଁ ଦର୍ଶକମାନେ ବି ଯଦି ପାରିବେ ପଢ଼ିବେ। ସେଇଟା ଜଣେ ଲୋକ ବହୁତ ରିସର୍ଚ୍ଚ କରିକି ଲେଖିଛନ୍ତି। ହୁଁ ସେ ଗ୍ଲୁକୋଜ୍ ମିଟର ହୁଁ ଆମର ଯୋଉ ସିଜିଏମ୍ କୁହାଯାଏ, ହୁଁ କଣ୍ଟିନ୍ୟୁଅସ୍ ଗ୍ଲୁକୋଜ୍ ମିଟର ଲଗେଇକିରି କୋଉ ଜିନିଷ ଖାଇଲେ କୋଉଥିରେ ଆମର ଷ୍ଟ୍ରେସ୍ ହେଲେ ଆମର ଗ୍ଲୁକୋଜ୍ ବଢ଼ିଯିବ। ଓକେ ଷ୍ଟ୍ରେସ୍ ହେଲେ ଗ୍ଲୁକୋଜ୍ ବଢ଼ିଯିବ। ହୁଁ ଆମର ସବୁ ଜିନିଷରେ ମାନେ କୋଉ ଜିନିଷରେ ଗ୍ଲୁକୋଜ୍ ବଢ଼ୁଛି କୋଉଥିରେ ନାହିଁ ସେ ସବୁ କରିକି ସେ କିଛି ହ୍ୟାକ୍ସ ଦେଇଛନ୍ତି। ହୁଁ ହୁଁ ସେ ଗୋଟେ ମାନେ ନିଜ ବଡି ଉପରେ ନିଜେ ରିସର୍ଚ୍ଚ କରିକି ସେ ବହିଟି ଲେଖିଛି। ବହୁତ ଭଲ ଭାବରେ ଲେଖିଛି। ମୁଁ ହୁଁ ଆଜ୍ ଏ ଡକ୍ଟର ବି ମୋତେ ବି ବହୁତ ବଢ଼ିଆ ଲାଗିଥିଲା ସେ ହୁଁ ବହିଟି। ତ ସେଇଟା ଆପଣ ଯଦି ପଢ଼ିବେ ନା ଆପଣ ଜାଣିପାରିବେ। ଆଉ କ୍ୟାନ୍ସର ପାଇଁ ସେମିତି ଡାଏଟ୍‌ର କିଛି ମାନେ ପାର୍ଟିକୁଲାର ଆଡଭାଇସ୍ ମୁଁ ମାନେ ଯୋଉଟା ଆମେ ସୋସିଆଲ ମିଡିଆରେ ଦେଖୁ ଯେ ତମେ ଆଣ୍ଟି ଅକ୍ସିଡେଣ୍ଟ ଖାଅ ତମକୁ କ୍ୟାନ୍ସର ହୁଁ ହବନି। ସେମିତି କିଛି ନାହିଁ। ହୁଁ ତମେ ସୁଗାର ଖାଅ ତମକୁ କ୍ୟାନ୍ସର ସେଲ୍ ଗୁଡ଼ା ସୁଗାର ତମର ନେଇଯିବେ। ଇଏ ହୁଁ ସବୁ ଭୁଲ ଜିନିଷ। ସେ ସବୁ ଭୁଲ ଜିନିଷ। ତ ହୁଁ ସେମିତି କିଛି ସୁଗାର ମନେକର ଲୋକମାନେ ଭାବନ୍ତି ଯେ ସୁଗାର ଖାଇଲେ କ୍ୟାନ୍ସର ସେଲ୍ ଗୁଡ଼ା ଗ୍ରୋ କରିବେ ହୁଁ ଫାଷ୍ଟର। ହୁଁ ହୁଁ ଆମର କ୍ୟାନ୍ସର ସେଲ୍ ଗୁଡ଼ାକ ଭୋକିଲା ଥାଆନ୍ତି। ସିଏ ଖାଇବେ। କ'ଣ ସିଏ କିନ୍ତୁ ଅପେକ୍ଷା କରିଛନ୍ତି କି ତମେ ସୁଗାର ଖାଇବ ସେ ସୁଗାରକୁ ସିଏ ନେଇକି ଖାଇବେ। ହୁଁ ସିଏ ତମ ବଡିରୁ ଯୋଉଠୁ ଗ୍ଲୁକୋଜ୍ ବାହାର କରିବା କଥା କରିବେ ତାକୁ। ଓକେ ହୁଁ କିନ୍ତୁ ଆମେ ଯଦି ସେଇ ଡରରେ ଆମେ ଯଦି ସେ ହ୍ୱାଟ୍ସଆପ୍ ପଢ଼ିକି ଲୋକଙ୍କୁ ସୁଗାର ଦଉନେ, ହୁଁ ତ ଆମେ କ'ଣ କରୁଛେ ବଡିକୁ ଆମେ ଡେପ୍ରାଇଭ୍ କରିଦଉଛେ ଗ୍ଲୁକୋଜ୍ ଦବାଠୁ। ହୁଁ ମିଠା ଜାତୀୟ ମାନେ ମିଠାଟା ଆମର କାର୍ବୋହାଇଡ୍ରେଟ୍ ବି ଆମେ ଦଉନେ ନା ସେଠି ତାଙ୍କୁ। ହୁଁ ଯଦି ଆମେ ତାଙ୍କୁ କାର୍ବୋହାଇଡ୍ରେଟ୍ ଦଉନେ ତ ସେଇଟା ତାଙ୍କର ଇଏ ହେଲା ନା ହୁଁ ଲସ୍ ମାନେ ଆମର ତାଙ୍କୁ ଏନର୍ଜି କୋଉଠୁ ଆସିବ? ଟ୍ରୁ ସାର୍ ସାର୍ ଗୋଟେ ଜିନିଷ ମୁଁ ଏ କଥାରୁ ବୁଝିଲି ଯଦି ଆମେ କୌଣସି ପ୍ରକାର ଖାଦ୍ୟ ଖାଉଛନ୍ତି ପ୍ରଥମେ ଆମେ ଫାଇବର ଖାଇବା ଦେନ୍ ପ୍ରୋଟିନ୍ ଦେନ୍ କାର୍ବ ଆମେ Correct. ନା କିନ୍ତୁ ସେ ସୁଗାର କଥାରେ ମୁଁ ଟିକେ କନଫ୍ୟୁଜ୍ ହେଇଗଲି ସାର୍ ଯେତେବେଳେ ଆମେ ସୁଗାର କଥା ହୁଅନ୍ତି ଲୋକମାନେ ପ୍ରାୟତଃ ବୁଝନ୍ତି ହ୍ୱାଇଟ୍ ସୁଗାର ସାର୍ ହ୍ୱାଇଟ୍ ସୁଗାର ସେଫ୍ ଆମେ ନେବା ବଡି ଭିତରକୁ ନାଇଁ ସବୁବେଳ ପାଇଁ ସେଫ୍ ନୁହଁ। ହୁଁ ହ୍ୱାଇଟ୍ ସୁଗାରଟା ଗୋଟେ ଟେଷ୍ଟ ପାଇଁ ମେନଲି ଆଡ୍ କରାହୁଏ। ହୁଁ ଆଉ ତାକୁ ଯେତେ କମ୍ ନବ ସେତେ ବେଟର। ହୁଁ ମାନେ ଖାଲି କ୍ୟାନ୍ସର ପାଇଁ ନୁହଁ। ହୁଁ ଆମର ରୁଟିନ୍ ଯେମିତି କାର୍ଡ଼ିଆକ୍ ହେଲ୍ଥ ହେଲା ବା ସେ ସବୁଥିରେ କାରଣ ସେଠି ନା ଗୋଟେ ଇନଷ୍ଟାଣ୍ଟ ଗ୍ଲୁକୋଜ୍ ସ୍ପାଇକ୍ କରିବ ସିଏ। ହୁଁ ତାର କାରଣଟା ହେଲା ଯେ ସେ ଗୋଟେ ଇନଷ୍ଟାଣ୍ଟ ଗ୍ଲୁକୋଜ୍ ସ୍ପାଇକ୍ କାରଣ ସେଟା ଗୋଟେ ପାଉଡର ଫର୍ମରେ ବା ଆମର ଚିନିର ଯୋଉ ଦାନା ଫର୍ମରେ ରହୁଛି ସେଟା ଇମିଡିଏଟଲି ଆବଜର୍ଭ ହେଇଯାଉଛି। ହୁଁ ତ ସେଥିପାଇଁ ଆମେ କାର୍ବୋହାଇଡ୍ରେଟଟାକୁ ଆମେ ଯଦି ଉଷୁନା ଭାତ ନଉଛେ ହୁଁ ସେଗୁଡ଼ା ସବୁ ଲୋ ଗ୍ଲାଇସେମିକ୍ କାର୍ବୋହାଇଡ୍ରେଟ୍ କୁହାଯାଏ। ଲୋ ହୁଁ ଗ୍ଲାଇସେମିକ୍ ଇଣ୍ଡେକ୍ସ କାର୍ବୋହାଇଡ୍ରେଟ୍। ସେଗୁଡ଼ା ସବୁ ଆବଜର୍ଭ ହବ କିନ୍ତୁ ଆମକୁ ଗ୍ଲୁକୋଜ୍ ପିକ୍ କରୁନି ସିଏ।
ହୁଁ, ଆମେ ସାରୁ ହୁଁ, ସାରୁଟା ଖାଉଛେ ବା ଦେଶୀ ଆଳୁ ଯୋଉଟା ଆମେ ଖାଉଛେ, ହୁଁ, ଇଏ ସବୁ ଜିନିଷ ଏମାନେ ସବୁ ବି କାର୍ବୋହାଇଡ୍ରେଟର ସୋର୍ସ। ହୁଁ, ତାଙ୍କୁ ଆମେ ଦେଲେ ବହୁତ ଭଲ, କାରଣ ସେମାନେ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହୁଛନ୍ତି। ହୁଁ, ଯୋଉଟା ହ୍ୱାଇଟ୍ ସୁଗାର ରହୁଛି ସେଇଟା କ'ଣ ଇମିଡିଏଟଲି ଆବଜର୍ଭ ହେଇଯିବ ଆଉ ସେଇଟା କାର୍ବୋହାଇଡ୍ରେଟର ଗୋଟେ ସ୍ପାଇକ୍ କରିଦେବ। ହୁଁ, ତ ସେଇଟା ସେଥିପାଇଁ ବହୁତ ଆଡଭାଇଜେବୁଲ ନୁହଁ। ୟୁଜ୍ ଇଟ୍ ମାନେ ଯେତିକି ତମର ଟେଷ୍ଟ ପାଇଁ ଦରକାର, ହୁଁ, ବେଶୀ ଖାଇବା କଥା ନୁହଁ ତାକୁ। ହୁଁ, ତାକୁ ଟେଷ୍ଟ ପାଇଁ ଦରକାର। ଅନେକ ସମୟରେ କ'ଣ କହନ୍ତି, ଆମେ ଲୋକମାନଙ୍କୁ ଟୋଟାଲ ବନ୍ଦ କରିଦଉଛେ। ହୁଁ, true sir. ବନ୍ଦ କରିଦେଲେ ବିଚରା ଲୋକଟା, ତାକୁ ଜଣେ ମିଠା ଖାଇବାକୁ ଭଲ ପାଉଥିବ, ହୁଁ, ହୁଁ, ମିଠା ଖାଇବାକୁ ତମେ ଭଲ ପାଉଛ ଆଉ ତମକୁ ଯଦି ମିଠାଟା ଟୋଟାଲି ବନ୍ଦ କରିଦିଆ ହେଉଛି, ବିଚରା ତାକୁ ଭଲ ଲାଗିବନି ହୁଁ, କେବେ। ହୁଁ, ତାକୁ ଆମେ ମିସିଂ, ସେ ଫୋବିଆ ଅଫ ମିସିଂ ଆଉଟ୍, ଫୋମୋ ଯୋଉ କୁହାଯାଏ ନା, ହୁଁ, ତାକୁ ଆମେ ଜବରଦସ୍ତି, ତମେ ଯଦି ଜଣେ ଡିସାଇଡ୍ କରୁଛି ମୁଁ ଖାଇବିନି, ଦ୍ୟାଟ୍ ଇଜ ଡିଫରେଣ୍ଟ। ଜଣକୁ ଯଦି ତମେ ଜବରଦସ୍ତି ମନା କରୁଛ ଯେ ତୁ ଖା ନା, ସେ ଲୁଚେଇକି ଖାଇବ। ହୁଁ, ତ ସେଥିପାଇଁ ସୁଗାରଟା ଆମେ ସବୁବେଳେ ଚେଷ୍ଟା କରିବା ଯେ ଯେତେ କମ୍ ନେବା ବା ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ କାର୍ବୋହାଇଡ୍ରେଟ୍ ନେବା, ସେଇଟା ବେଟର। ହୁଁ। ସାର୍ ଆଉ ଗୋଟେ ଜାଗାରେ ମୁଁ ଦେଖିଥିଲି ବୋଧହୁଏ ଗୋଟେ ପଡ଼କାଷ୍ଟରେ, ଯେତେବେଳେ ଆମେ ଗରମ ଚା କିମ୍ବା ଗରମ ପାଣି ପିଅନ୍ତି ସେତେବେଳେ ଥ୍ରୋଟ୍ ଇରିଟେସନ୍ ହୁଏ, ଆଉ ସେଇଟା ଆଗକୁ ଯାଇକି ଥ୍ରୋଟ୍ କ୍ୟାନ୍ସର କରିପାରେ। ଏଇଟା ସାର୍ ଟ୍ରୁ ନା ମିଥ୍? ଫଲ୍ସ। ଆମର ଯଦି କୌଣସି ଗୋଟେ ଇରିଟେସନଟା ସବୁବେଳ ପାଇଁ ରହିବ, ହୁଁ, ଯେମିତିକି ଆମେ ବ୍ରହ୍ମପୁର, ଶ୍ରୀକାକୁଲମ ସେପଟ ସାଇଡ଼ର ଯେଉଁ ବେଲ୍ଟରେ ହୁଁ, ବହୁତ ସେମାନେ ରାଗ ଖାଆନ୍ତି। ହୁଁ, ବହୁତ ରାଗ ଖାଇବା ଦ୍ୱାରା ତାଙ୍କର ଗ୍ୟାଷ୍ଟ୍ରିକ୍ ରିଫ୍ଲକ୍ସ ଅଧିକା ହୁଏ। ହୁଁ, ଗ୍ୟାଷ୍ଟ୍ରିକ୍ ରିଫ୍ଲକ୍ସ ହେବା ଯୋଗୁଁ ତାଙ୍କୁ ଏଇ ଯେଉଁ ଫୁଡ୍ ପାଇପ୍ର ହୁଁ, ତାର କ୍ୟାନ୍ସରଟା ବେଶୀ ଆସେ। ହୁଁ, ସେଇଗୁଡ଼ାକ ଆମେ ରିଲେଟ୍ କରିପାରିବା। କିନ୍ତୁ ମନେକର ଚା ଖାଇଲେ, ଚା ତ ଆମେ ଖାଉଛେ, ଆମେ ତ ଗୋଟେ ସିପ୍ ପିଉଛେ, ହୁଁ, ଆଉ ଚାଟା ଗୋଟେ ଏମିତି ଜିନିଷ ଯେତେବେଳେ ଆମ ପାଟି ଭିତରେ ମିଶୁଛି, ଜିଭ ପାଖରେ ସେଟା ଗରମଟା ରହିବ, ହୁଁ, ଆମ ତଳକୁ ଗଲାବେଳକୁ ଆମକୁ ପ୍ରାୟ ଗରମଟା ରହେନି। ହୁଁ, ତ ସେମିତି ନଥାଏ, ସେଇଭଳିଆ ସେଗୁଡ଼ା ମିଥ୍ ଥାଏ। କିନ୍ତୁ ଡାଏଟ୍ ଆମେ ଯାହା ବି ଖାଉଛେ, ମନେକର ଆପଣ ଚା ଖାଉଛନ୍ତି, ହୁଁ, ଚାଟାକୁ ଖାଲି ପେଟରେ ଖାଇବା କଥା ନୁହଁ। ହୁଁ, ନର୍ମାଲି ଆମେ ଗୋଟେ ସବୁଠୁ ବଡ଼ ଭୁଲ କରୁ ଯେ ଆମେ ସକାଳୁ ଉଠିବା ଫାଷ୍ଟ ଜିନିଷ କରିବା ଚା ଚା ପିଉଛେ। ପିଇବା। ସେଇଟା ସବୁଠୁ ବଡ଼ ଭୁଲ। ହୁଁ, ଯଦି ଆପଣ, ମୋର ଗୋଟେ ବ୍ଲଗ୍ ମୁଁ ଲେଖିଥିଲି ରିସେଣ୍ଟଲି, ଆମେ ଯେତେବେଳେ ସକାଳେ ଚାଟା ପିଉଛେ ନା, ହୁଁ, ଆମେ ସକାଳୁ ଉଠୁଛେ, ଉଠିଲା ପରେ ଆମର କର୍ଟିସଲ୍ ଲେଭେଲଟା ବହୁତ ରାଇଜ୍ ହେଇକି ଥାଏ। ହୁଁ, ତ ସେତେବେଳେ ଆମ ବଡ଼ିଟା ଚେଷ୍ଟା କରୁଥାଏ ଯେ ଆମେ ଆକ୍ଟିଭ ହେବା, ହୁଁ, ଆଉ ଆମେ ସେତିକି ବେଳେ ଆମେ ଯେତେବେଳେ ଚାଟା ପିଉଛେ, ଚାଟା ଆମକୁ ଗୋଟେ କ୍ୟାଫିନ୍, ଚା ବା କଫିରେ ଯେଉଁ ହୁଁ, କ୍ୟାଫିନ୍ଟା ରହୁଛି, ସିଏ ଗୋଟେ ଫଲ୍ସ ଲେଭେଲ୍ ଅଫ୍ ଆମକୁ ଆମର ଯେଉଁ ଆଡିନୋସାଇନ୍ ଏ ଯେଉଁ ଜିନିଷ ଗୁଡ଼ିକ ରହୁଛି ସେଗୁଡ଼ାକୁ ବଢ଼େଇ ଦେଉଛି। ହୁଁ, ବଢ଼େଇ ଦେବା ଦ୍ୱାରା ଆମକୁ ଗୋଟେ ଫଲ୍ସ ସେନ୍ସ ଅଫ୍ ଆକ୍ଟିଭନେସ୍ ଜଣାପଡ଼ୁଛି। ହୁଁ, ତ ସେଇ ଜାଗାରେ ଆମେ କ'ଣ କରିବା, ଆମେ ଉଠିବା, ଉଠିଲା ପରେ ଆଟଲିଷ୍ଟ ଅଧଘଣ୍ଟା 45 ମିନିଟ୍ ଟାଇମ୍ ଦେବା ବଡ଼ିକୁ। ହୁଁ, ସେତେବେଳେ ଟିକେ ପାଣି ପିଇବା, ଟିକେ ଚାଲିବା, ହୁଁ, ତାପରେ ଆପଣ ଚା ପିଅନ୍ତୁ। ଟିକେ କିଛି ଗୋଟେ ଖାଇକିରି, ଲାଇକ୍ ବିସ୍କୁଟ୍ ସାଙ୍ଗରେ କି କଦଳୀ ଗୋଟେ ଖାଇକିରି, ତାପରେ ଆପଣ ଚା ଖାଇଲେ ଆପଣଙ୍କର ପେଟ ଉପରେ ସେଇଟା କିଛି ଖରାପ ଇଫେକ୍ଟ ପକାଇବନି। ହୁଁ, ନହେଲେ ଆପଣ ଖାଲି ପେଟରେ ଖାଉଛନ୍ତି, ହୁଁ, ଚାଟା ଡାଇରେକ୍ଟ ପିଇଲେ, ପୁରା ଆପଣଙ୍କର ରାତି 10ଟା ବେଳକୁ ବା 9ଟା ବେଳକୁ ଖାଇଥିବେ, ସକାଳ 6ଟା ମାନେ ନିୟରଲି ତୁମର 10 ଘଣ୍ଟା ଉପରେ ଖାଲି ପେଟ ରହିଛି। ହୁଁ, ଖାଲି ପେଟରେ ତୁମେ ଗରମ ଚାଟି ଯେତେବେଳେ ପୁରଉଛ, ସେତେବେଳେ ଏଇଟା ଏଇ ଜାଗାରେ ସେଠି ପେଟ ଭିତରେ ସେଟାକୁ ଇରିଟେସନ୍ କରିବ। ହୁଁ, ଆଉ ସେଇ ଗୋଟାକ ପରେ ଫ୍ୟୁଚରରେ ତୁମକୁ ଗ୍ୟାଷ୍ଟ୍ରାଇଟିସ୍ ଯେଉଁଟା ଆମର ଏସିଡ଼ିଟି ହେବା, ଇଏ ସବୁ ଜିନିଷ କରିବ। ହୁଁ, ଏସିଡ଼ିଟି ଜଣକୁ ଯଦି ବହୁତ ଦିନ ହେଲା, ତାଙ୍କୁ ସେତେବେଳେ କ୍ୟାନ୍ସର ହୁଁ। ହେଇପାରିବ। ट्रू सर। सर गोटे चा गोटे अभ्यास आउ गोटे अभ्यास सर मुझे कहबी स्मोकिंग। सर जदि आम देखा बीड़ी सिगरेट हुक्का आ गोटे सर भेपिंग ये चार्टा भितर कोटा सर लेस हार्मफुल? କିଛି ଲେସ୍ ହାର୍ମଫୁଲ୍ ନୁହଁ, ସବୁ ଇକ୍ୱାଲି ହାର୍ମଫୁଲ୍। ओके। ସ୍ମୋକିଂ କରିବାଟା, ଆମେ ମାନେ ସ୍ମୋକିଂରେ ଆମେ ଯେଉଁ ନିକୋଟିନ୍ ନେଉଛେ, ଷ୍ଟଡ଼ିଜ୍ ହେଇଛି ଯେଉଁଥିରେ କି ଭେପିଂ ଉପରେ, କାରଣ ହୁଁ ଭେପିଂଟା ସମସ୍ତେ ଭାବିଲେ ଯେ ଭେପିଂ କଲେ ସେଥିରେ ହୁଁ ରହୁନି, କିନ୍ତୁ ଭେପିଂରେ ବି ଆମର ନିକୋଟିନ୍ କଣ୍ଟେଣ୍ଟ ରହୁଛି। ନିକୋଟିନ୍ଟା ତାର ଯେଉଁ ଆମେ ଆମେ କ'ଣ କରୁଛେ, ଆମେ ଯେଉଁ ସ୍ମୋକ୍ କରାହେଉଛି, ହୁଁ ସ୍ମୋକ୍ରେ ଆମେ ଯେଉଁ ନିକୋଟିନ୍ଟା ନେଉଛେ, ସେଇ ଗୋଟାକ ଅତି ମାଇକ୍ରୋ ଫର୍ମ ବା ବହୁତ ପାଉଡ଼ର ଫର୍ମରେ ଗ୍ୟାସ୍ ଭାବରେ ଭିତରକୁ ଯାଉଛି। ହୁଁ ଯେତେବେଳେ ସେଟା ଗ୍ୟାସ୍ ଭିତରେ ଯାଉଛି, ସେଟା ବ୍ଲଡ୍ ଭିତରକୁ ଇଜିଲି ଆବଜର୍ଭ ହେଇଯାଉଛି, ହୁଁ ତାପରେ ସେଟା ସର୍କୁଲେସନରେ ବୁଲୁଛି। ହୁଁ ଲଙ୍ଗଟା ହେଲା ଇମିଡ଼ିଏଟ୍ ଆସଲ୍ଟ ଜାଗା, ହୁଁ କିନ୍ତୁ ତାପରେ ସେ ସର୍କୁଲେସନରେ ବୁଲୁଛି। ହୁଁ ଆପଣ ଭେପିଂ କରନ୍ତୁ, ବିଡ଼ି ଖାଆନ୍ତୁ, ଫିଲ୍ଟର ସିଗାରେଟ୍, କଷ୍ଟଲି ସିଗାରେଟ୍ ଖାଆନ୍ତୁ, ହୁଁ ଯାହା ବି ଖାଇବେ, ଆପଣଙ୍କୁ ନିକୋଟିନ୍ ତ ନେଉଛନ୍ତି, ହୁଁ ଆଉ ସେଟା ସବୁ ଆପଣଙ୍କୁ ଦେହ ଖରାପ କରିପାରିବ। କ୍ୟାନ୍ସର ଖାଲି ନୁହଁ, ଆପଣଙ୍କର ଇଏଟା ହାର୍ଟର ରୋଗ କରିପାରିବ। ହୁଁ ଆପଣଙ୍କ ପର୍ସର, ଆପଣଙ୍କର ପଇସା କେତେ ଖର୍ଚ୍ଚ ହେଉଛି ସେଇଟା ବି ଭାବିପାରିବେ। ହୁଁ
ट्रू सर। सर आम लाइफस्टाइल एमती हो गलानी आम बहुत खराब जिनस पैसा खर्च कर डॉक्टर को पाखु जावाक आम चाहूना। यूजुअली ସେଇଟା ତ କମନ୍ ଜିନିଷ ମାନେ ଆମେ ଡକ୍ଟର ପାଖକୁ ବି ଯିବାକୁ ନା ହେଲ୍ଥ ଚେକ୍ କରିବାକୁ ଆମେ ପ୍ରିଭେଣ୍ଟିଭ୍ ହେଲ୍ଥ ଚେକ୍ ଯୋଉଟା ରହୁଛି ସେଇଟା ବି ତ କରିବା ପୂର୍ବରୁ ଆମେ ଭାବୁଛେ ଏଇଟା କରିଲେ ଭଲ ନା ନାହିଁ। ଆମେ ବହୁତ କିଛି ଭାବୁଛେ, ଆମେ ବହୁତ କିଛି ଓପିନିଅନ୍ ନେଉଛେ, ଏଇଟା କରିବି ନା ସେଇଟା କରିବି, ଆମେ ବହୁତ କିଛି ଜିନିଷ, କିନ୍ତୁ କେତେ ଜଣ କରୁଛନ୍ତି ପ୍ରିଭେଣ୍ଟିଭ୍ ହେଲ୍ଥ ଚେକ୍ କିନ୍ତୁ ଗୋଟେ ଯୋଉଟାକି ଆଜିକା ରଙ୍ଗ ଦିନରେ ସବୁଠୁ ଇମ୍ପୋର୍ଟାଣ୍ଟ। ଯଦି ଆମେ ଗୋଟେ ପ୍ରିଭେଣ୍ଟିଭ୍ ଆମେ ଗୋଟେ ଗାଡ଼ି କିଣୁଛେ, ଗାଡ଼ି କିଣିକିରି ତାକୁ ଆମେ ସର୍ଭିସିଂକୁ ନିହାତି ଦେବା। ଗୋଟେ ଦେଖିବେ ଅଭ୍ୟାସ ଲୋକଙ୍କର ଯୋଉ ପର୍ଯ୍ୟନ୍ତ 4ଟା ଫ୍ରି ସର୍ଭିସ୍ ଥିବ ଫ୍ରି ସର୍ଭିସ୍ କରିବେ, ତାପରେ ଆଉ ସର୍ଭିସ୍ ଯିବନି ଗାଡ଼ି। ଆମେ ବି ସେଇ ଜିନିଷଟା କରୁଛେ। ଆମ ଦେହଟା ଆମ ଦେହକୁ ଯୋଉ ଆମେ ସ୍କ୍ରିନିଂ କରିବା କଥା ବା ଯୋଉ ସର୍ଭିସିଂକୁ ପଠାଇବା କଥା ସେଇଟା ଆମେ କରୁନେ, କାରଣ ଆମ ଦେହ ଆମକୁ କେବେ କହୁନି। ସେ କେତେବେଳେ କହିବ ଯେତେବେଳେ ପୁରା ଡ୍ୟାମେଜ୍ ହେଇଯିବ ଦେହ। ଗାଡ଼ିଟା ପୁରା ଖରାପ ହେଲା ପରେ ଯାଇକି ଇଞ୍ଜିନରେ ଖଟଖଟ ସାଉଣ୍ଡ ହେଲେ ଆମେ ନେଇକି ମେକାନିକ୍ ପାଖକୁ ନେଇକି ଯାଉଛେ। ସେମ୍ ସିଚୁଏସନ୍ ଆମେ ଦେହ ଖରାପ ହେଲା ପରେ ଡାକ୍ତର ପାଖକୁ ଯାଉଛେ। ट्रू सर। सर मु जितेबाला कैंसर विषय पॉडकास्ट देखुली गोटे जिनस जानी कैंसर किसी स्पेसिफिक साइंस न थाए। कैंसर सेमती किसी स्पेसिफिक अलार्मिंग सिस्टम तार न थाए। कि सर आम कैंसर को केमती प्रिवेंट कर कौन चेकअप्स रही कौन डायग्नोसिस आम कर कैंसर को अर्ली डिटेक्ट कर केमती कर କ୍ୟାନ୍ସରଟା ଗୋଟେ ଯେମିତି ଗୋଟେ ସ୍ପାମ୍ କଲ୍ ଆପଣଙ୍କୁ ଆସୁଛି, ଜଣେ ଆପଣଙ୍କୁ ଫୋନ୍ କରୁଛି ଯେ ତମକୁ ଗୋଟେ ବ୍ଲୁ ଡାର୍ଟର କୋରିଅର ଆସିଛି। ତମେ ତ ବ୍ଲୁ ଡାର୍ଟର କୋରିଅର କିଛି ମଗେଇ ନଥିଲ, ତମକୁ କୁଆଡ଼େ ଆସିଲା? ଆମକୁ ସେଇଟା ଭାବିବାର ଅଛି, କାରଣ ସେଇଟା ଗୋଟେ ସେ ସ୍ପାମ୍ କଲ୍ କରୁଛି। କ୍ୟାନ୍ସର ମଧ୍ୟ ଗୋଟେ ସ୍ପାମର। ସିଏ କ'ଣ କରିବ, ଆମକୁ ବିନା ପେନ୍ରେ ଗୋଟେ ମାସ୍ ଦେବ। ଯଦି ଗୋଟେ ଦେହରେ ମାସ୍ ବା ଲମ୍ପ ହେଇଛି বা ଗୋଟେ ଅଲସର ହେଇଛି ଯୋଉଠି ପେନ୍ ନାହିଁ, ଆମେ କ'ଣ କରୁ, ଆମେ ପେନ୍ ନାହିଁ ତ ଆମେ ଭାବୁ ଅସୁବିଧା କିଛି ନାହିଁ, ଆମେ ସେଇଠି ନେଗ୍ଲେକ୍ଟ କରିଦେଉ। କଷ୍ଟ ନାହିଁ ତ ଦେଖିବା ଆଉ, କିନ୍ତୁ ସେଇଠି ଆମେ ସେଠି ନେଗ୍ଲେକ୍ଟ କରିଦେଉ। ସେଇ ଯେଉଁ ସ୍ପାମର ଭଳିଆ ଇଏ ବି କ'ଣ କରୁଥିବ, ପେନ୍ ନାହିଁ, ଧୀରେ 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 ମାସ୍ଟି ବଢ଼ୁଥିବ। ମାସ୍ଟି ବଢ଼ିକିରି ତାପରେ ସେଟା ଯେତେବେଳେ ପେନ୍ ହେବା ଆରମ୍ଭ ହେବ ଆମେ ସେତେବେଳେ ଯିବା ଡାକ୍ତରଙ୍କ ପାଖକୁ। ସେଇଟା ଆମର ଭୁଲ ରହେ। ତ ସବୁବେଳେ ଯଦି କୌଣସି ଗୋଟେ ସିମ୍ପଟମ୍ ଆପଣଙ୍କର ସୋର୍ ଥ୍ରୋଟ୍ ହଉ ବା ଗୋଟେ ଲମ୍ପ ବା ମାସ୍ ହଉ ବ୍ରେଷ୍ଟରେ କି ପାଟିରେ ଗୋଟେ ଅଲସର ହଉ କି ଗୋଟେ କୌଣସି ମୋଲ୍, ଆମର ନର୍ମାଲ ଗୋଟେ ମୋଲ୍ ଅଛି, କିଛି ଗୋଟେ ଚେଞ୍ଜ ହେଇଗଲା ତା ଦେହରେ, ଆବନର୍ମାଲ ହେଉଛି, ସେଟା ଟିକେ ସାଇଜ୍ ବଢ଼ୁଛି ବା ତାର ସେପ୍ଟା ବଦଳୁଛି, ଯଦି ଆମେ ଦେଖୁଛେ କିଛି, ଆମେ ଗୋଟେ ଭଲ ଡାକ୍ତରଙ୍କୁ ଯାଇକି ତାକୁ ଗୋଟେ ଥର କନସଲ୍ଟ କରିବାର ଅଛି। ଅନେକ ସମୟରେ ଆମେ ଡାକ୍ତରଙ୍କ ପାଖକୁ ଯାଉ, ଡାକ୍ତରମାନେ ଆମକୁ କହିଦେବ ଠିକ୍ ଅଛି ଆଣ୍ଟିବାୟୋଟିକ୍ ନେଇଯା, ଆଣ୍ଟିବାୟୋଟିକ୍ ନେଇଗଲେ ଆମେ ହେଲାନି ଠିକ୍, ପୁଣି ଆଉଥରେ ଗଲେ ଆଉଥରେ ଆମକୁ ଆଣ୍ଟିବାୟୋଟିକ୍ ଦେଇଦେଲେ। ଯଦି 2-3 ଥର 3 ସପ୍ତାହ 4 ସପ୍ତାହ ହେଲାଣି ସେମ୍ ପ୍ରୋବ୍ଲେମ୍ ରହୁଛି ଆଉ ଆମର ଚେକ୍ ହେଉନି, ତାହେଲେ ଡାକ୍ତରଙ୍କୁ ନିଜେ କୁହନ୍ତୁ ଆପଣ ଟିକେ ଭିତରେ କ୍ୟାମେରା ପୁରେଇକି ଟିକେ ଦେଖନ୍ତୁ ଗୋଟେ ଥର, ବୁଝିପାରିଲେ ନା? ତ ଯଦି କୌଣସି ଜିନିଷ ମାନେ ସାଇନ୍ସ ଅର୍ ସିମ୍ପଟମ୍ ହେଲା, ଯେମିତିକି ଆମର ଚେଞ୍ଜ ଇନ୍, ଆମେ ଗୋଟେ କସନ୍ ବୋଲି କହୁ, ମାନେ ଚେଞ୍ଜ ଇନ୍ ଏନି ବାୱେଲ୍ ଅର୍ ବ୍ଲାଡର୍ ହ୍ୟାବିଟ୍, ଏନି abnormal ସୋର୍ বা ଅଲସର, ୟୁ ଫର୍ ଅଲସର ବା ଗୋଟେ କିଛି ଇଏ ହେଲା, ଆଉ ତାପରେ ଗୋଟେ ଆମର ଯଦି ଥ୍ରୋଟ୍ରେ ଭଏସ୍ଟା ଚେଞ୍ଜ ହେଇଗଲା, ହଠାତ୍ ଭଏସ୍ ଚେଞ୍ଜ ହେଇଯିବା ବା ଖାଦ୍ୟ ଖାଇବାକୁ ଅସୁବିଧା ହେବା, କିମ୍ବା ଆମର ନର୍ମାଲି ଆମର ରୁଟିନ୍ରେ ଆମେ ଝାଡ଼ା ଯାଉଛେ, ଥରେ ଦୁଇଥର ଯାଉଛେ, ଯଦି କାହାକୁ ବହୁତ ଥର ଝାଡ଼ା ଯିବାକୁ ପଡ଼ୁଛି କଣ୍ଟିନ୍ୟୁଅସଲି, ଲାଷ୍ଟ 2 ମାସ ହେଲାଣି ଆମକୁ ଗୋଟେ ଲୋକକୁ 10 ଥର ଯିବାକୁ ପଡ଼ୁଛି ଝାଡ଼ା, ତାର ନାହିଁ ଡେଫିନେଟଲି ଗୋଟେ କିଛି ପ୍ରୋବ୍ଲେମ୍ ଅଛି। ମନେକର ଗୋଟେ ବୟସ୍କ ଲୋକ, ତାଙ୍କୁ ରାତିରେ 10 ଥର ଉଠିବାକୁ ପଡ଼ୁଛି ପରିସ୍ରା କରିବାକୁ, ନର୍ମାଲି ସେ ଗୋଟେ ଥର ଉଠନ୍ତି, ମୋର ମନେକର ତାଙ୍କୁ ଲାଷ୍ଟ 3 ମାସ ହେଲାଣି 5 ଥର ଉଠିବାକୁ ପଡ଼ୁଛି, ତାହେଲେ ଗୋଟେ ସିମ୍ପଲ୍ PSA ଟେଷ୍ଟ କରିଦେଲେ ତ ଆମେ ଜଣାପଡ଼ିଯିବ। ट्रू सर। ताले गोटे जिनस आम बुझीपर कौन भी साइन को आम इग्नोर करवानी, जदि ଇଗ୍ନୋର सेटा କରିବା କଥା ନୁହଁ। परसिस्टेंट रोचे ताले आम जाके ऑन्कोलॉजिस्ट को देखा। ଅଙ୍କୋଲୋଜିଷ୍ଟ ଅଙ୍କୋଲୋଜିଷ୍ଟ ପାଖକୁ ଯିବା ପୂର୍ବରୁ ଲୋକଙ୍କୁ ବହୁତ ଭାବନ୍ତି, ବହୁତ ଥର ପେସେଣ୍ଟ ଭାବନ୍ତି ଆମକୁ ଦେଖେଇଲା ମାନେ ତାଙ୍କ ରୋଗଟା ବାହାରି ଆସିବ, କିନ୍ତୁ ଆପଣ ଅଙ୍କୋଲୋଜିଷ୍ଟ ଦରକାର ନାହିଁ। ଆପଣ ଗୋଟେ ଆପଣଙ୍କର ଯିଏ ବି ଟ୍ରଷ୍ଟେଡ୍ ଡାକ୍ତର ଅଛନ୍ତି, ଯାହାକୁ ଆପଣ ଭାବନ୍ତି ଯେ ସିଏ ଡାକ୍ତର, ଗୋଟେ ଭଲ ଡାକ୍ତର, ସିଏ ଆପଣଙ୍କୁ ଏକ୍ଜାମିନ୍ କରିକିରି ଗୋଟେ କ୍ଲିନିକାଲି ଭଲ ଆଡ଼ଭାଇସ୍ ଦେବେ, ସେମିତି ଡାକ୍ତର ଆପଣ ଯିଏ ଯାହା ପାଖରେ ଆପଣ କମ୍ଫର୍ଟେବୁଲ୍ ରହିବେ ତାଙ୍କୁ ଦେଖାନ୍ତୁ।
ହୁଁ। ସବୁବେଳେ ଅଙ୍କୋଲୋଜିଷ୍ଟଙ୍କ ପାଖକୁ ଆପଣ ଡାଇଗ୍ନୋସ୍ ହେଲା ପରେ ବି ଗଲେ ଚଳିବ। ସାର୍ ଯଦି ଆମେ ଦେଖିବା ଆପଣ କେବଳ ଜଣେ ଡକ୍ଟର ନୁହନ୍ତି, ପଡ଼କାଷ୍ଟରେ ବି ଆପଣ କହିଲେ ଆପଣ ମାରାଥନ୍ ଦୌଡ଼ନ୍ତି ବି, ଆପଣ ନିଜେ ଜଣେ ଫଟୋଗ୍ରାଫର ବି, ଆପଣ ଆମକୁ ଗୋଟେ ଗିଫ୍ଟ ବି ଦେଲେ, ଆଉ ଆପଣ ନିଜେ ପଡ଼କାଷ୍ଟ ବି କରନ୍ତି। ସାର୍ ମୁଁ ଏଇଟା ଜାଣିବାକୁ ଚାହିଁବି ଏତେ ସାରା ଜିନିଷ ଆପଣ କେମିତି ମ୍ୟାନେଜ୍ କରନ୍ତି? ସମସ୍ତ ଡକ୍ଟର କୁହନ୍ତି ଆମେ ତ ବହୁତ ବିଜି ସ୍କେଡ୍ୟୁଲରେ ଅଛୁ, କିନ୍ତୁ ଆପଣ ଏତେ ସାରା ଆକ୍ଟିଭିଟି କେମିତି ମ୍ୟାନେଜ୍ କରନ୍ତି? ମୁଁ ଗୋଟେ ଡିସିପ୍ଲିନ୍ ମେଣ୍ଟେନ୍ କରେ। ହୁଁ ବେସିକାଲି ଲାଇଫ୍‌ରେ ଯଦି ଜଣେ କହୁଛି ମୋତେ ଟାଇମ୍ ନାହିଁ ମାନେ ଆକ୍ଚୁଆଲି ସେ ଭୁଲ କହୁଛି। ହୁଁ କାରଣ ଟାଇମ୍ ସମସ୍ତଙ୍କୁ ସେଇ 24 ଘଣ୍ଟା ରହୁଛି। ହୁଁ ସେ 24 ଘଣ୍ଟାଟାକୁ ଆମେ କେମିତି ୟୁଜ୍ କରୁଛେ ଆମେ ସେଇ ତା ଉପରେ ଡିପେଣ୍ଡ ହଉଛି। ତ ପ୍ରଥମ ଜିନିଷ ହେଲା ଯେ ଆମେ ଏକ୍ସରସାଇଜ୍ ଯେମିତି ସକାଳୁ ଉଠିବା। କେତେଜଣ ଥିବେ ଯେ ମୁଁ ସକାଳୁ ଉଠିକି ଯାଇକି ମୁଁ ଅପରେସନ୍ କରିବି ହୁଁ ବା ପେସେଣ୍ଟ ଦେଖିବି। ମୁଁ ମୋର ପ୍ରାୟୋରିଟି ହେଲା ମୁଁ ମୋର ସକାଳୁ ଉଠିବି ମୋର ଅପ୍ ଟୁ 8 o'clock ପର୍ଯ୍ୟନ୍ତ ମୋର ଏକ୍ସରସାଇଜ୍ କରିବାଟା। ହୁଁ ତାପରେ ମୁଁ ମୋର ରୁଟିନ୍ 9ଟା 9:30 ବେଳକୁ ହସ୍ପିଟାଲ ଯିବି। ହୁଁ ହସ୍ପିଟାଲରେ କାମ କରିକି 6:30 ସୁଦ୍ଧା ମୁଁ ସବୁ ମୋର ୱାଇଣ୍ଡ ଅପ୍ କରିଦିଏ। ତାପରେ ମୁଁ ମୋର ଆସିଲି ଘରେ ଟାଇମ୍ ବିତେଇଲି ଫ୍ୟାମିଲି ସାଙ୍ଗରେ। ତ ମୁଁ ଏଇଭଳିଆ ଗୋଟେ ବାଲାନ୍ସ କରିଦେଇଥାଏ। ଆଉ ଯଦି ଅ, ଅ, ଯେମିତି ପଡ଼କାଷ୍ଟ ହେଲା ବା ମାନେ ଗୋଟେ ଯେଉଁ ଭିଡ଼ିଓଜ୍ ବନେଇବାଟା ସେଇଟା ଗୋଟେ ମୋତେ ବହୁତ ଖୁସି ଦିଏ ଏଇଥିପାଇଁ ଯେ ମୁଁ ଯେତେବେଳେ ନା ବହୁତ ସମୟରେ ମୋର ପଡ଼କାଷ୍ଟ ଦେଖିବା ବା ଇଏ ଦେଖିକି ବହୁତ ଜଣ ଇନ୍ସପାୟାର ହେଇକି ମୋତେ ତାପରେ ଯେତେବେଳେ ଗୋଟେ ମିଟିଂରେ ବା ଅନେକ ସମୟରେ ଗୋଟେ ଥର ମୁଁ ଟ୍ରେନରେ ଆସୁଥିଲି ମୋତେ ଜଣେ ଆସିକିରି କହିଲେ କି ଆପଣ ପଡ଼କାଷ୍ଟ ଦେଖିବା ପରେ ମୁଁ ମୋର ଡାଏଟ୍ରେ ଏମିତି ଚେଞ୍ଜ କରିଥିଲି। ହୁଁ ତ ଏସବୁ ଜିନିଷ ଗୁଡ଼ା ବହୁତ ଆମକୁ ପଜିଟିଭ୍ ଆସେ। ହୁଁ କେତେ ଭ୍ୟୁଜ୍ ଆସିଲା ନ ଆସିଲା ଆଇ ଥିଙ୍କ ସେଇଟା ହୁଁ ଟୋଟାଲି ମ୍ୟାଟର୍ କରେନି କାରଣ କଣ୍ଟେଣ୍ଟ ଆମେ ଯେଉଁଟା ବନଉଛେ ସେଇଟା ଗୋଟେ ଲାଇଫ୍ ଟାଇମ୍ ପାଇଁ ରହିଗଲା। ହୁଁ ଆଉ ଆମକୁ ଲୋକ ସେଇଥିରେ ମନେ ରଖିବେ। ଟ୍ରୁ ସାର୍। ଡାକ୍ତର ଭାବରେ ବହୁତ କମ୍ ଲୋକ ମନେ ରଖିବେ। ହୁଁ କାଲିକି ମୁଁ ଯଦି ନଥିବି ମୋତେ ଡାକ୍ତର ଭାବରେ ଅଳ୍ପ ଜଣ ଯେଉଁମାନେ ମୋର ପେସେଣ୍ଟ ଅଛନ୍ତି ସେମାନେ ମନେ ରଖିବେ। କିନ୍ତୁ ମୁଁ ଯେହେତୁ ଦୌଡ଼େ ଫଟୋ ଉଠାଏ ଆଉ ପଡ଼କାଷ୍ଟ କରେ ମୁଁ ସେଇ ଦ୍ୱାରା ବହୁତ ଲୋକଙ୍କ ସଂସ୍ପର୍ଶରେ ଆସୁଛି। ହୁଁ ବହୁତ ଲୋକଙ୍କ ସଂସ୍ପର୍ଶରେ ଆସୁଛି ଯେଉଁମାନେ କି କିଏ ରନର୍ ହେଲା କିଏ ମୋର ଯିଏ ରନିଂରେ ରହେ ଆମର ପାର୍ଟନର୍ସ ମାନେ ଯେଉଁମାନେ ଫ୍ରେଣ୍ଡସ୍ ମାନେ ନା ହୁଁ ରନିଂରେ ଗୋଟେ ବଢ଼ିଆ ଜିନିଷ ରହେ ଯେ ଯେତେ ଆମର ଲୋକମାନେ ଦୌଡ଼ୁଥାନ୍ତି ନା ହୁଁ ସେମାନେ ତାଙ୍କର ଇଗୋଟାକୁ ଘରେ ଥୋଇକି ଆସିଥାନ୍ତି। ହୁଁ ଗୋଟେ ଡ୍ରାଇଭର ହେଇଥାଉ ଡାକ୍ତର ହେଇଥାଉ ହୁଁ ଗୋଟେ ବଡ଼ ବିଲ୍ଡର ହେଇଥାଉ କି ପିଅନ ହେଇଥାଉ ହୁଁ ସମସ୍ତେ ମିଶିକି ଦୌଡ଼ୁଥିବେ ଆଉ ସେତେବେଳେ ସେମାନଙ୍କର ମନ ଭିତରେ ସେଇ ଦୌଡ଼ା ବିଷୟରେ ହିଁ ଥିବ। ହୁଁ ତମର ପର୍ସନାଲ ପ୍ରୋବ୍ଲେମ୍ କ'ଣ ରହିଲା ଇଏ କ'ଣ ହୁଁ ରହିଲା ସେସବୁ ଜିନିଷ କିଛି ରହିବନି। ହୁଁ ଆଉ ୟୁ ବି ୟୋର୍ ଓନ୍ ସେଲ୍ଫ ମାନେ ତମ ନିଜ ପର୍ସନାଲ ଇଏ ରହିବ ୱିଦାଉଟ୍ ଏନି ପର୍ସନାଲ ମାନେ କିଛି ପର୍ସନାଲ ଆମ୍ବିସନ୍ ବା ଇଏ ନଥାଇକିରି ହୁଁ ତମେ ନିଜ ବଡ଼ିକୁ ଇମ୍ପ୍ରୁଭ୍ କରିବାକୁ ଟ୍ରାଏ କରୁଛ। ହୁଁ ତ ସେଥିରେ ତମେ ଯେତେବେଳେ ରନିଂ କଲାବେଳକୁ ବା ତମର ହବିରେ ଫଟୋଗ୍ରାଫି କରୁଛ ଏଥିରେ ଯେଉଁ ଲୋକମାନଙ୍କ ସଂସ୍ପର୍ଶରେ ତମେ ଆସୁଛ ନା ହୁଁ ସେମାନେ ଗୋଟେ ଅଲଗା ଡାଇମେନସନ୍ ଲାଇଫକୁ ତମର ଦେବେ। ଟ୍ରୁ ସାର୍। ଯେମିତି ମନେକର ଧରନ୍ତୁ ଆଜି ଆମେ ଏଠି କଥା ହେଉଛେ ଏଠୁ ମୁଁ ଆପଣଙ୍କଠୁ ବହୁତ କିଛି ଶିଖୁଛି ଆପଣ ମୋଠୁ ବହୁତ କିଛି ଶିଖିବେ ଆଉ ଆମ ଭିଓର ବି ବହୁତ କିଛି ଶିଖିବେ। ହୁଁ ଟ୍ରୁ ସାର୍। ତ ଏଇ ଯେଉଁ ଜିନିଷ ଗୁଡ଼ିକ ନା ଆମକୁ ଗୋଟେ କମ୍ପ୍ଲିଟ୍ ପର୍ସନାଲିଟି କରିବାକୁ ଦିଏ। ହୁଁ ଆଉ ନର୍ମାଲି ଆମେ ଆଜ୍ ହ୍ୟୁମାନ୍ ବିଙ୍ଗ ଆମ ଯାହା ଆମର ଯେଉଁଟା ଡେଲି ରୁଟିନ୍ ଗୋଟେ ହୁଁ ଟିଚର ହେଲା ବା ଡକ୍ଟର ହେଲେ ବା ବିଲ୍ଡର ହେଉଛନ୍ତି ବା ଆପଣ ଗୋଟେ IT ଅଫିସିଆଲ ହେଉଛନ୍ତି ହୁଁ ଆପଣଙ୍କ ରୁଟିନ୍ ଲାଇଫ୍ରୁ ଟିକେ ବାହାରିକି ଯିବା ଦରକାର। ହୁଁ କାରଣ ସେ ଯେଉଁ ଟ୍ୟୁବୁଲାର ଭିଜନରୁ ଆପଣ ବାହାରିବେ ନା ଆପଣ ଲାଇଫଟାକୁ ଏନ୍ଜୟ କରିବେ। ଟ୍ରୁ ଘରେ ସାର୍। ଯେତେ ପ୍ରୋବ୍ଲେମ୍ ଥାଉ ହୁଁ ଘରେ ଯେତେ ପ୍ରୋବ୍ଲେମ୍ ଥାଉ ଆପଣ ସକାଳୁ ଉଠିକି ଯାଇକରି ସୂର୍ଯ୍ୟଙ୍କ ସାଙ୍ଗରେ ଦୌଡ଼ୁଛନ୍ତି ନା ଆପଣଙ୍କର ହୁଁ ସେଇ 3 ଘଣ୍ଟା ପାଇଁ ବା ସେଇ ଘଣ୍ଟେ ପାଇଁ ଆପଣଙ୍କର ସବୁ ପ୍ରୋବ୍ଲେମ୍ ପଛକୁ ପଳେଇଲା। ଟ୍ରୁ ସାର୍। ଆପଣ ଲାଇଫଟାକୁ ଗୋଟେ ଅଲଗା ପ୍ରକାର ଭାବରେ ଅଲଗା ଇଏ ଭାବରେ ଦେଖିବେ। ହୁଁ ମୁଁ ଆଜିକା ଦିନରେ ମନେକର ଯାଉଥାଏ ଗୋଟେ ଅଟୋବାଲା ମୋତେ କଟ୍ ମାରିକି ଗଲା ମୁଁ ଏବେ ଆଜିକା ଦିନରେ ତାଙ୍କୁ ମୁଁ ଗାଳି ଦିଏନି କାରଣ ମୁଁ ରିଏଲାଇଜ୍ କଲିଣି ମୁଁ ତାକୁ ଗାଳି ଦେଲେ ଆଉ ଗୋଟେ କିଏ ଅଟୋବାଲା ଆସିକି ନେକ୍ସଟ ବି ପହଞ୍ଚିଥିବ। ହୁଁ ତ ଆମେ ତାକୁ ଗାଳି ଦେଇକି କିଛି ଲାଭ ନାହିଁ ଆମେ ଲାଭ ନିଜ ବିପିଟା ବଢ଼ଉଛେ। ଏଇ ଜିନିଷଟା ଏକ୍ସାକ୍ଟଲି। ମୁଁ ରିଏଲାଇଜ୍ କଲି ଯେତେବେଳେ ମୁଁ ଏକୁଟିଆ ଦୌଡ଼ୁଥାଏ ହୁଁ ମୋ ମନ ଭିତରେ ଏଇସବୁ ଜିନିଷ ଆପଣଙ୍କୁ ୟୁ ଟକ୍ ଟୁ ୟୋର ସେଲ୍ଫ ହୁଁ ଆପଣ ନିଜ ଭିତରେ ନିଜର ପର୍ସନାଲିଟିଟାକୁ ଚେଞ୍ଜ କରିବାକୁ ଭାବିବେ। ହୁଁ ତ ଏଇସବୁ ଜିନିଷ ଆମେ ଯେତେବେଳେ ସେଇ 24 ଘଣ୍ଟା ଭିତରେ ଆମେ ଚେଷ୍ଟା କଲେ ସବୁ କରିପାରିବା। ହୁଁ
ଆଉ ଆମେ ଏଇ ଜିନିଷଟାକୁ କେମିତି ୟୁଜ୍ କରିବା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଲା, ହୁଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଟାକୁ ଆମେ କେମିତି ତା ବିଷୟରେ ପଢ଼ିବାକୁ ପଡ଼ିବ। ହୁଁ ଡେଲି ଜଷ୍ଟ ତମେ ଅଧଘଣ୍ଟା ଟାଇମ୍ ଦେଲେ ବି ତମେ ଜାଣି ଦେଇପାରିବ ତା ବିଷୟରେ ବହୁତ କିଛି ଜିନିଷ। ଅର୍ ତମେ ଲୋକଙ୍କ ବିଷୟରେ ତମେ ଯଦି ତାଙ୍କ ସାଙ୍ଗରେ କିଛି ସମୟ ବିତଉଛ ତମେ ଜାଣିପାରିବ। ତ ହୁଁ ଆମକୁ ସେଇ ଜିନିଷ ଗୁଡ଼ା ପ୍ରାୟୋରିଟାଇଜ୍ କରିବାକୁ ପଡ଼ିବ। ହୁଁ ବହୁତ ଜଣ କ'ଣ ହୁଏ ନା, ଆମେ ଆମ ପ୍ରଫେସନ୍ ଆଉ ଆମର କାମ ତାକୁ ପ୍ରାୟୋରିଟାଇଜ୍ କରୁ, ହୁଁ କିନ୍ତୁ ସେଇ ଜାଗାରେ ଆମେ ମିସ୍ କ'ଣଟା କରିଯାଉ, ଆମର ଯେଉଁ ସମୟଟା ଆମେ ଫ୍ୟାମିଲି ସାଙ୍ଗେ ଦେଉଛେ ହୁଁ ତାକୁ ମିସ୍ କରିଯାଉ। ବହୁ ଜଣ ଡାକ୍ତର ଅଛନ୍ତି ଯେଉଁମାନେ ରାତି 4ଟାରୁ, ଆମେ କ'ଣ କରୁ, କିଏ ଭଲ ଡାକ୍ତର କଥା ହେଲେ ସିଏ ସକାଳ 4ଟାରୁ ତା ପାଖରେ ଲାଇନ୍ ଥାଏ, ତାର ସକାଳ 4ଟାରୁ ଆସିକି ଦେଖେ, ଖାଇବାକୁ ସମୟ ନଥିବ। ହୁଁ କିନ୍ତୁ ସେ ଯିଏ ଜଣଙ୍କ କରୁଛନ୍ତି ସେଇ ଜିନିଷ, ସିଏ ଆକ୍ଚୁଆଲି କ'ଣ ଆପଣ ତାଙ୍କର ମେଣ୍ଟାଲ କଣ୍ଡିସନ୍ ସେତିକି ନର୍ମାଲ ଥିବ ଯେ ସିଏ ଆପଣଙ୍କୁ ଦେଖିକିରି କରେକ୍ଟ ଟ୍ରୁ ମେଡ଼ିସିନ ଦେଉଛନ୍ତି। ଟ୍ରୁ ସାର୍ ଟ୍ରୁ କାରଣ ସିଏ ତ ସକାଳୁ ଆସେ, ତାଙ୍କ ବଡ଼ିକୁ ରେଷ୍ଟ କେତେବେଳେ ମିଳିଲା। ହୁଁ ଆମ ବଡ଼ି ବି ଗୋଟେ ଇଞ୍ଜିନ୍, ତାକୁ ବି ହୁଁ ରେଷ୍ଟ ଦରକାର। 7 ଘଣ୍ଟା ଶୋଇବାର ଅଛି। 7 ଘଣ୍ଟା ଯଦି ଆପଣ ନ ଶୋଉଛନ୍ତି ତାହେଲେ ଆପଣଙ୍କୁ ରେଷ୍ଟ ମିଳୁନି, ହୁଁ ମାଇଣ୍ଡଟା କାମ କୁଆଡ଼େ କରିବ। ହୁଁ ଯଦି ସକାଳୁ ଆପଣ ଏକ୍ସରସାଇଜ କରୁଛନ୍ତି, ଏକ୍ସରସାଇଜ ଯେତେବେଳେ କରୁଛନ୍ତି ସେତିକି ବେଳେ ଯେଉଁ ଯେମିତି ମୁଁ କହିଲି କର୍ଟିସଲ ହେଲା, ଆମର ଅଲଗା ସବୁ ହରମୋନ୍ସ ରହୁଛି ଯେମିତି ସେରୋଟୋନିନ୍, ଯେଉଁଗୁଡ଼ା ସବୁ ଆମକୁ ଆମ ବଡ଼ିକୁ ଆକ୍ଟିଭେଟ୍ କରୁଛି, ବ୍ରେନ୍କୁ ଆକ୍ଟିଭେଟ୍ କରୁଛି, ବଡ଼ିକୁ ରେଷ୍ଟ ଦେଉଛି। ହୁଁ ସେ ସବୁ ଜିନିଷର ଗୋଟେ ମେକାନିଜିମ୍ ରହୁଛି। ହୁଁ ଆଉ ଆମେ ଯେତେବେଳେ ଏସବୁ ଜିନିଷରେ ଇନଭଲ୍ଭ ହେବା ନା, ତାହେଲେ ବି ଆମେ ଆକ୍ଟିଭେଟ୍ ସେଗୁଡ଼ା କରିପାରିବା। ହୁଁ ଏବେ ଦେଖୁଥିବେ ବହୁତ ଡାକ୍ତର ତ ଏବେ ରନିଂକୁ ଆସୁଛନ୍ତି। ହୁଁ ଆଉ ଇନଫ୍ୟାକ୍ଟ ଟାଟା ମୁମ୍ବାଇ ମାରାଥନରେ ଯିଏ ୱିନର ହେଇଛି ସିଏ ଗୋଟେ ଡାକ୍ତର, ଜଣେ ଅର୍ଥୋପେଡ଼ିକ ସର୍ଜନ। ହୁଁ ତ ଏବେ ବହୁତ ଡାକ୍ତରମାନେ ବି ତାଙ୍କର ମାନେ ଆଗରୁ ଯେଉଁ ଜିନିଷ ଥିଲା ଯେ ଆମେ ସକାଳୁ ଉଠିକି ରାତି ପର୍ଯ୍ୟନ୍ତ ପେସେଣ୍ଟ ଦେଖୁଥିବା, ଖାଲି ତ ସେଇଥିରୁ ଆମକୁ ବାହାରିବାକୁ ପଡ଼ିବ। ट्रू सर सर जदि आम देखा डॉक्टर क्षेत्र में गोटे जिनस चेंज होती एज ए पेसेंट आम बहुत मु देखा भितर कहूँ जो बापा माँ मैंने आगुरी डॉक्टर पाखु जाते टी गोटे भय नहीं कि जाऊे जदि किसी गोटे एपट सेपट है डॉक्टर चिड़ी जी मुझे अधिक कहीदेली डॉक्टर चिड़ी जी मुझे कम कहीदेली डॉक्टर चिड़ी जी कि आजिका जेनरेशन में सेमती होनी डॉक्टर मैंने मोर फ्रेंडली ତାର କାରଣ ଏଇଆ ଯେ ଦେଖନ୍ତୁ, ଏଇଟା ବି ଗୋଟେ ଜିନିଷ, ସେତେବେଳେ ଡାକ୍ତରଙ୍କର ସପ୍ଲାଇ କମ୍ ଥିଲା, हाँ तार सर मल्टीपल रीजन ଡିମାଣ୍ଡ अच्छी ଅଧିକା ଥିଲା। एग्जैक्टली ଏବେ ମନେକର ମୁଁ ଚିଡ଼ିବି, हम्म ମୁଁ ଆପଣଙ୍କୁ ଭଲସେ ରେସ୍ପଣ୍ଡ କରୁନି, ଆପଣଙ୍କ ପାଇଁ ଅଲଗା ଅପସନ୍ ବି ଅଛନ୍ତି ନା। एग्जैक्टली सर ତ ସେଥିପାଇଁ ତ ପ୍ରଥମ ଜିନିଷ ସେଇଟା ତ ଭୁଲ ଥିଲା हम्म ଯେ ଆମେ ଡାକ୍ତର ଭାବରେ ଆମେ ଯଦି ଭଲସେ ପେସେଣ୍ଟ ସାଙ୍ଗରେ କଥାବାର୍ତ୍ତା ନ କରୁଛେ, ଟାଇମ୍ ସ୍ପେଣ୍ଡ ନ କରୁଛେ, हम्म ତାହେଲେ ସେଇଟା ବଡ଼ ଭୁଲ। ସେଇଟା निश्चित ଭୁଲ ଥିଲା। ଆଉ ଆଜିକା ଦିନରେ ଲୋକଙ୍କ ପାଖରେ ବହୁତ ଅପସନ୍ ବି ଅଛି। ସେମିତି ଯଦି କରୁଛନ୍ତି ଦେନ୍ ଆପଣଙ୍କ ପାଖକୁ ସେ ସେକେଣ୍ଡ ଟାଇମ୍ ଆସିବ ନାହିଁ। आसवे नहीं एक्जाक्टली किंतु आउ सर मुझे गोटे जिनस कहि कौन मनीष को भी मत लगे चिड़ा को भल लगुव किंतु जमती आप कहले आम जब मेंटल हेल्थ रो केयर ही न करवा आम मेंटल हेल्थ खराब होकर अच्छे आम आउ कहार मेंटल हेल्थ कथा भाभी भी पारिबानी सर एत सर आक्टिविटीज करूँ से हुए तो बोधे जड़े कूल मनीष चिल मनीष मुझे सर आउ गोटे जिनस कहि आपड़ कहले मुझे सका उठिक दौड़े एक्सरसाइज करे आजिका डेट्रे आम जेनरेशन टी एक्सक्यूज दो मत टाइम होनी मो 9 to 5 जॉब रे अच्छी एटा अच्छी सेटा अच्छी सर एक्सरसाइज रो इम्पोर्टेंस केते ଫାର୍ଷ୍ଟ ଜିନିଷ ତ ମୁଁ କହୁଛି, ଆମେ ଯେତେବେଳେ ସକାଳୁ ଉଠୁ ନା, हम्म ଆମେ କିଛି ଭୁଲ ଜିନିଷ କରୁ ହେଲା। हम्म ତ କ'ଣ କ'ଣ ଭୁଲ ପ୍ରଥମେ ମୁଁ କହୁଛି। ओके ଫାର୍ଷ୍ଟ ଜିନିଷ, ଆମେ ଉଠିକି 90% ଲୋକ ମୋବାଇଲ ଦେଖିବେ हम्म ହେଲା। ତ ଯେତେବେଳେ ଆମେ ପ୍ରଥମେ ଉଠିକି ମୋବାଇଲ ଦେଖୁଛେ, ମୋବାଇଲରେ ନେଗେଟିଭ୍ ରିଏନଫୋର୍ସମେଣ୍ଟ ଆମ ବ୍ରେନ୍କୁ ଯାଉଛି। हम्म ଦ୍ୱିତୀୟ ଜିନିଷ ହେବ ଆମେ ବସିଯିବା। हम्म ତୃତୀୟ ଜିନିଷ ହେବ ଆମେ ଚା ପିଇବା। हम्म ଚତୁର୍ଥ ଜିନିଷ, ଆମେ ବାହାରକୁ ଯିବାନି, ଆମେ ଘରେ ବସିକିରି ନ୍ୟୁଜ୍ ପେପର ପଢ଼ିଲେ କି କିଛି କଲେ। हम्म ସେଇ ଜାଗାରେ ଆମେ କ'ଣ କରିବା କଥା, ସକାଳୁ ଉଠିବ, ମୋବାଇଲ ଧରିବ ନାହିଁ। हम्म ପ୍ରଥମ ଘଣ୍ଟେ 2 ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ ଧରିବ ନାହିଁ। ଦ୍ୱିତୀୟ ଜିନିଷ, ଉଠିକିରି ଆଗ ଚାଲିବ। କାରଣ ଆମେ ଯେତେବେଳେ ଚାଲୁଛେ, ଆମେ ଚାଲିଲା ବେଳକୁ ଗୋଟେ ଅପ୍ଟିକାଲ ଫ୍ଲୋ ଜିନିଷ ରହେ, ଯେଉଁଟାକି ଆମ ବ୍ରେନ୍କୁ, ଆମ ଆଖି ଯେତେବେଳେ ଦେଖୁଛି, ଆମ ବ୍ରେନ୍କୁ ସେ କହୁଛି ସକାଳ ହେଇଗଲା, ଆକ୍ଟିଭେଟ୍ हम्म ହେଇଯା। हम्म ତାପରେ ଆମେ ଯିବା ପାଣି ପିଇବା, हम्म ଆଟଲିଷ୍ଟ ଗୋଟେ ଗ୍ଲାସ୍ ହଉ। କାହିଁକି ନା ଆମ ବଡ଼ିଟା ଡିହାଇଡ୍ରେଟ୍ ହେଇକି ଥାଏ। ଆମ ବଡ଼ିଟା ରାତିର ଏଣ୍ଟାୟାର ରାତିରେ ନା, ସେ ବଡ଼ିଟା ସେତେବେଳେ ତାର କ'ଣ ରିକଭରି ମେକାନିଜିମ୍ ଚାଲିଥାଏ। ଆମେ ଶୋଇଲା ମାନେ ନୁହଁ ଯେ ଆମେ
କିଛି କରୁନେ ଆମ ବଡ଼ି ସେତେବେଳେ ପୁରା ତାର ରିକଭରି ପ୍ରୋସେସ୍ କରିଥାଏ। ତ ସେତେବେଳେ ଆମେ ଡିହାଇଡ୍ରେଟ୍ ହେଇଯାଇଥାଉ। ତ ଫାର୍ଷ୍ଟ ଜିନିଷ ଆମେ ସକାଳୁ ଉଠିକିନା ଆମେ ଟିକେ ପାଣି ପିଇବା। ଠିକ୍ ଅଛି। କିଏ ପାଣି ପିଅନ୍ତି, କିଏ ତା ଦେହରେ ଚିଆ ସିଡ୍ ପକେଇ ପିଅନ୍ତି, କିଏ ମହୁ ପକେଇକି ପିଅନ୍ତି, ଯାହା ବି ଆପଣଙ୍କର ଯାହା ପ୍ରିଫରେନ୍ସେସ୍ ରହିଲା ପାଣି ପିଇବେ। ତାପରେ ଆପଣ ଚା ପିଅନ୍ତୁ କି ଯାହା କରନ୍ତୁ। ତାପରେ ଜିନିଷ ହେଲା ସକାଳୁ ଉଠିକି ଆଗ ଟିକେ ବାଲକୋନିକୁ ବା ବାହାରକୁ ଯାଇକିନା ସୂର୍ଯ୍ୟଙ୍କୁ ଦେଖିବେ। କାରଣ ଯେତେବେଳେ ଆମେ ସୂର୍ଯ୍ୟଙ୍କୁ ଦେଖୁଛେ ସେତେବେଳେ ଆମ ବ୍ରେନ୍ ଆକ୍ଟିଭେଟ୍ ହେଉଛି ଆହୁରି ଯେ ସକାଳ ହେଇଗଲା। ଆମର ଯେଉଁ ସର୍କାଡିଆନ୍ ରିଦିମ୍ ରହୁଛି, କର୍ଟିସଲ୍ ଲେଭେଲ୍ ରହୁଛି, ଇଏ ସବୁ ଜିନିଷ ନା ଆମର ନେକ୍ସଟ ଏଣ୍ଟାୟାର ଡେର ଯେଉଁ ପ୍ରୋସେସଟା ତାକୁ ସେଇଠୁ ଆକ୍ଟିଭେଟ୍ ହେଉଛି। ଆମେ ଯଦି ବାହାରକୁ ଯାଉନେ ଆମେ ସେଇ ଯେଉଁ ଆକ୍ଟିଭିଟିଟା ମିସ୍ କରିଯାଉଛେ। ଟ୍ରୁ ସାର୍। ତ ଆମେ ପ୍ରଥମେ ନା ପ୍ରତିଦିନ ସବୁ ଲୋକ ସକାଳୁ ଉଠିଲା ପରେ ମୋବାଇଲ ଧରିବ ନାହିଁ, ନା ପାଣି ପିଇବ, ପ୍ରଥମେ ଚାଲିବେ, ବାହାରକୁ ଯାଇକି ସୂର୍ଯ୍ୟଙ୍କୁ ବା ଲାଇଟ୍ ସନଲାଇଟ୍କୁ ଅନେଇକିରି କିଛି ନହେଲେ 15-20 ମିନିଟ୍ ଚାଲିବେ। ଆଉ ସବୁଠୁ ବଢ଼ିଆ ଜିନିଷ, ଇମ୍ପୋର୍ଟାଣ୍ଟ ଜିନିଷ, ସକାଳୁ ଉଠିକି ଯେତେବେଳେ ବି ଯାହାକୁ ବି ଦେଖୁଛନ୍ତି, ନିଜ ଘର ଲୋକ ହଉ, ପୁଅ ହଉ, ସ୍ତ୍ରୀ ହଉ, ୱିଶ୍ କରିବ ଗୋଟେ ସ୍ମାଇଲ୍ର ସହିତ। ଦେଖିବେ ଆପଣଙ୍କର ଏଣ୍ଟାୟାର ଡେଟା ଇଏ ହେଇଯିବ। ଆପଣ ବାହାରକୁ ଯାଉଛନ୍ତି ଲିଫ୍ଟରେ, ପ୍ରଥମ ଜିନିଷ ଯାହାକୁ ଦେଖିବେ ଗୋଟେ ସ୍ମାଇଲ୍ କରିବେ। ସ୍ମାଇଲ୍ କଲା ପରେ ନା ସେ ସ୍ମାଇଲ୍ଟା ଯେତେବେଳେ ଆମେ କରୁଛେ ସେତେବେଳେ ଆମର ଯେଉଁ ଷ୍ଟ୍ରେସ୍ ଲେଭେଲଟା କମୁଛି। ଦ୍ୱିତୀୟ ଜିନିଷ, ଯେଉଁ ଲୋକଟି ଯାଉଛି ତା ମୁଣ୍ଡରେ ବି କିଛି ଟେନସନ୍ ଥାଇପାରେ, ସିଏ ତମ ସାଙ୍ଗରେ ଯେଉଁ ଆମେ ସ୍ମାଇଲ୍ କଲେ ଆଉ ଗୋଟେ ଗୁଡ୍ ମର୍ଣ୍ଣିଂ ତାକୁ ୱିଶ୍ କରିଲେ, ତାର ବି ସାଇକୋଲୋଜିଟା ସେଇ ଯେଉଁ ଷ୍ଟ୍ରେସ୍ରୁ ବାହାରିକି ସେ ତମ ସାଙ୍ଗରେ କନେକ୍ଟ ହେଇଗଲା ସେତେବେଳେ। ବୁଝିପାରିଲେ? ତ ଏଇ ଜିନିଷଟି, ଏଇ କେତେଟି ଜିନିଷ ଆମେ ସକାଳୁ ଉଠି କରିବା ନିହାତି ଦରକାର ଲୋକଙ୍କ ପାଇଁ। ଟ୍ରୁ ସାର୍, ବହୁତ ସୁନ୍ଦର ଜିନିଷ କହିଲେ। ଗୋଟେ କେବଳ ଫିଜିକାଲ ହେଲ୍ଥ ନୁହଁ, ନିଜ ମେଣ୍ଟାଲ ହେଲ୍ଥକୁ ବି ଆମେ ଠିକ୍ ରଖିପାରିବା ହ୍ୟାବିଟ୍କୁ ଆଡାପ୍ଟ କରିକି। କିନ୍ତୁ ସାର୍ ମୁଁ ଅଗେନ୍ ଟିକେ ସେ କ୍ୱେଶ୍ଚିନ୍କୁ ବ୍ୟାକ୍ କରିବି କି ଏକ୍ସରସାଇଜ୍ କେତେ ଇମ୍ପୋର୍ଟାଣ୍ଟ ଆମ ଲାଇଫ୍ରେ? ବହୁତ ଇମ୍ପୋର୍ଟାଣ୍ଟ। ମାନେ ଏକ୍ସରସାଇଜ୍ ମାନେ ଏନି ଫର୍ମ ଅଫ୍ ଏକ୍ସରସାଇଜ୍, ଯେଉଁଥିରେ କି ଫାର୍ଷ୍ଟ ତ ହେଲା ଯେ ଆମେ ଯେତେବେଳେ ଯାଉଛେ ଏକ୍ସରସାଇଜ୍ କରୁଛେ ସକାଳେ, ଆମେ ଚାଲିବା, ସିମ୍ପଲ୍ ଚାଲିବା କରିପାରିବା, ବା କିଏ ଦୌଡ଼ୁଛି, କିଏ ଟେନିସ୍ ଖେଳୁଛି, କିଏ ବ୍ୟାଡ଼ମିଣ୍ଟନ ଖେଳୁଛି, ଯାହା ବି କରନ୍ତୁ, ଆପଣ ଆପଣଙ୍କର ବଡ଼ିକୁ ଆକ୍ଟିଭେଟ୍ କରୁଛନ୍ତି ସକାଳେ ଏକ୍ସରସାଇଜ୍ କରିବା ଦ୍ୱାରା। ଅନେକ ଜଣ ରାତିରେ ଏକ୍ସରସାଇଜ୍ କରନ୍ତି, ବଟ୍ ପ୍ରିଫରେବଲି ସକାଳେ ଏକ୍ସରସାଇଜ୍ କରିଲେ ଆମର ଯେଉଁ ସର୍କାଡିଆନ୍ ରିଦିମ୍ଟାକୁ ଭଲସେ ମେଣ୍ଟେନ୍ ହେବ। ତ ସେଥିରେ ସକାଳେ ଉଠିକି ଯେକୌଣସି ପ୍ରକାରର ଏକ୍ସରସାଇଜ୍ ଯେଉଁଥିରେ ଆପଣ କମ୍ଫର୍ଟ ଫିଲ୍ କରୁଛନ୍ତି ବା ଯେଉଁ ଜିନିଷଟା ଆପଣଙ୍କୁ ଭଲ ଲାଗୁଛି ସେଇଟା କରିବେ। ଦ୍ୱିତୀୟ ଜିନିଷ ଯେ ଆମେ କିଛି ଗୋଟେ ଏମିତି ଏକ୍ସରସାଇଜ୍ ରଖିବା ଦରକାର ଯେଉଁଥିରେ କି ଆମେ ଆମ ହାର୍ଟକୁ ଟିକେ ଚ୍ୟାଲେଞ୍ଜ କରୁଛେ। ଯାହା ମାନେ ଯଦି ଆପଣ ଚାଲୁଛନ୍ତି ପ୍ରତିଦିନ 5 କିଲୋମିଟର ଆପଣ ଚାଲୁଛନ୍ତି, ଆପଣ ଖୁସି ଅଛନ୍ତି 5 କିଲୋମିଟର ଚାଲୁଛନ୍ତି, କିନ୍ତୁ ସେଇ 5 କିଲୋମିଟର ଲାଷ୍ଟ 5 ବର୍ଷ ହେଲାଣି ଚାଲୁଛନ୍ତି ଆପଣ ହାର୍ଟ ରେଟ୍ଟା ଆଗରୁ ଯେଉଁଟା 150 ହେଇଯାଉଥିବ ବର୍ତ୍ତମାନ ସେଇଟା 110 ହେଇଗଲାଣି। ଆପଣ ଯଦି ହାର୍ଟକୁ ଆଉ ଟ୍ରେନ୍ କରିବା ଦରକାର, ତ ମଝିରେ ଗୋଟେ ଦିନ ଯଦି ଆପଣ ଚାଲୁଛନ୍ତି ଗୋଟେ ଏଲିଭେସନରେ ଚାଲନ୍ତୁ, କିଛି ତ ଗୋଟେ ହାର୍ଟକୁ ଟିକେ ଅଧିକା ପ୍ରେସର ଦେବାର ଅଛି, ତାହେଲେ ସିଏ ଆପଣଙ୍କୁ ଆହୁରି ସପୋର୍ଟ କରିବ। କାହିଁକି ନା ମୁଁ ଯେତେବେଳେ କୌଣସି ମନେକର ହାର୍ଟ ଆଟାକ୍ ଜଣକୁ ହେଉଛି, ତା କ'ଣ ପାଇଁ ହେଉଛି? କାରଣ ତାର ହାର୍ଟର ଫଙ୍କସନଟା ଠିକ୍ ନାହିଁ, ହଠାତ୍ କିନା ଗୋଟେ ପ୍ରେସର ହେଇଗଲା, ସିଡ଼ି ଉପରେ ଚଢ଼ିଗଲା ବେଳକୁ ତାକୁ ସେତେବେଳକୁ ଦରକାର ହେଉଛି। ଆମକୁ ହାର୍ଟକୁ ଟ୍ରେନ୍ କରିବାକୁ ପଡ଼ିବ। ଯେମିତି ଆମେ ମାନେ ରନର ମାନେ ଆମେ ସପ୍ତାହକୁ ଗୋଟେ ଦିନ ଗୋଟେ ଇଣ୍ଟରଭାଲ ରନ୍ ବୋଲି କରୁ, ଯେଉଁଥିରେ କି ଆମ ହାର୍ଟ ରେଟ୍ଟା 170-180 ପର୍ଯ୍ୟନ୍ତ ପହଞ୍ଚିବା ଦରକାର। ସେମିତି ଆପଣ ଯେକୌଣସି ଏକ୍ସରସାଇଜ୍ କରୁଛନ୍ତି, ଆପଣ ଯଦି ଟେନିସ୍ ବି ଖେଳୁଛନ୍ତି ଟେନିସ୍ ଖେଳନ୍ତୁ, କିନ୍ତୁ ଯେଉଁଟା ରୁଟିନ୍ ଖେଳୁଛନ୍ତି ତାଠୁ ଟିକେ ଏକ୍ସଟ୍ରା ଏଫର୍ଟ ଯେମିତି ଦେବାକୁ ପଡ଼ିବ ସେମିତି ଗୋଟେ କିଛି କରିବାକୁ ପଡ଼ିବ। ଟ୍ରୁ ସାର୍। ସାର୍ ଯେମିତି କହିଲେ ସକାଳୁ ଉଠିକି ଆମେ କ'ଣ 5ଟା ଜିନିଷ କରିବା ଦରକାର, ସାର୍ ସେମିତି କ'ଣ 5ଟା ହ୍ୟାବିଟ୍ ଆମେ ଆଡାପ୍ଟ କରିବା ଦରକାର ଗୋଟେ କ୍ୟାନ୍ସର ଫ୍ରି ଲାଇଫ୍ ପାଇଁ? ପ୍ରଥମେ ତ ଲାଇଫଷ୍ଟାଇଲ୍, ମାନେ ଯେମିତି ଆମେ ସକାଳୁ ଉଠିବା, ଏକ୍ସରସାଇଜ୍ କରିବା। ସ୍ପେଶିଆଲି ମୁଁ କହିବି ଏଇ ଯେଉଁ ଏକ୍ସରସାଇଜ୍ ଉପରେ ଗୋଟେ ଜିନିଷ,
ସ୍ତ୍ରୀ ଲୋକମାନେ ଲେଡିଜ୍ ମାନେ ଆମର ସମସ୍ତଙ୍କର କେୟାର ନିଅନ୍ତି ସ୍ପେଶିଆଲି 40s 45 ଯେତେବେଳେ ପେରିମେନୋପୋଜାଲ ଏଜ୍ ଗ୍ରୁପକୁ ଆସିଯାଆନ୍ତି ଆମର ସମସ୍ତଙ୍କର କେୟାର ନିଅନ୍ତି ସକାଳୁ ଉଠିକି ଶାଶୁ କ'ଣ ଖାଇବେ ମାଆ କ'ଣ ଖାଇବେ ପୁଅ କ'ଣ ଖାଇବ ପୁଅ କ'ଣ ତମର ବ୍ୟାଗ୍ ସଜଡ଼ା ହେଲା ନା ନାହିଁ ଏସବୁ ଜିନିଷ କରନ୍ତି କିନ୍ତୁ ସକାଳୁ ସନ୍ଧ୍ୟାର ଏଇ ଯେଉଁ କାମର ଭିତରେ ନିଜକୁ ଭୁଲି ଯାଆନ୍ତି ନିଜକୁ ଜମା ସମୟ ଦିଅନ୍ତିନି ନିଜ ପାଇଁ କୌଣସି ଏକ୍ସରସାଇଜ ସେମାନେ କରନ୍ତିନି ଆମେ କାମ କରୁଛେ ଏଣ୍ଟାୟାର ଡେରେ କାମ କରୁଛେ କିନ୍ତୁ ଆମେ ଆମର ବ୍ୟାକ୍ ମସଲ୍ସର ଏକ୍ସରସାଇଜ ତ କରୁନେ ଆମେ ଆମର ଗୋଡ଼ର ଥାଇର ମସଲ୍ସର ଏକ୍ସରସାଇଜ କରୁନେ ତ ଏଗୁଡ଼ା ଦ୍ୱାରା କ'ଣ ହୁଏ ଆପଣ ଦେଖିବେ ମେଜରିଟି ସ୍ତ୍ରୀ ଲୋକମାନେ 45-50 ବେଳକୁ ତାଙ୍କର ବ୍ୟାକ୍ ପେନ୍ ହେବା ଏସବୁ ଜିନିଷ ଆରମ୍ଭ ହେଇଯାଏ ସମସ୍ତଙ୍କ ପାଇଁ ଗୋଟେ ରିଜନ୍ ଥିବ ମୋ ପାଖେ ସମୟ ନାହିଁ କିନ୍ତୁ ଆପଣ ଗୋଟେ ଜିନିଷ ମନେ ରଖିବେ ଯେ ଯଦି ଗୋଟେ ସ୍ତ୍ରୀ ଲୋକ କାଲିକି ତାଙ୍କର ପେଟ କାଟିଲା ବା ସରି ବ୍ୟାକ୍ ପେନ୍ ହେଲା ବା ୱିକନେସ୍ ହେଇଯାଉଛି ସେତେବେଳକୁ କେହି ତମ ପିଠିରେ ପଡ଼ିବେନି କେହି ତମ ପିଠିରେ ପଡ଼ିବେନି ନେଇକି ଡାକ୍ତର ପାଖରେ ପହଞ୍ଚାଇ ଦେବେ ଆମକୁ ଔଷଧ ଦେବେ ସେସବୁ ତ ପ୍ରଥମ ଜିନିଷ ହେଲା ଯେ ଆମେ ଆଗ ଆମ ହେଲ୍ଥଟାକୁ ଦେଖିବାର ଅଛି ତାପରେ ଛୁଆ ପିଲାଙ୍କୁ ଦେଖିବା ପ୍ରତିଦିନ ସ୍ପେଶିଆଲି ଯେତେବେଳେ ଲେଡିଜ୍ ମାନେ ରହୁଛନ୍ତି ପେରିମେନୋପୋଜାଲ ମେନୋପଜ୍ ପରେ ଆମର ଇଷ୍ଟ୍ରୋଜେନ୍ ଲେଭେଲଟା କମିଯାଏ ଇଷ୍ଟ୍ରୋଜେନ୍ଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ହର୍ମୋନ୍ ଯେଉଁଟାକି ଆମର ମସଲ୍ର ଷ୍ଟ୍ରେନ୍ଥ ବୋନ୍ର ଷ୍ଟ୍ରେନ୍ଥ ବି ମେଣ୍ଟେନ୍ କରିବାକୁ ହେଲ୍ପ କରେ ନର୍ମାଲି ଆମେ ଭାବୁ ଯେ ସେଇଟା ଇଷ୍ଟ୍ରୋଜେନ୍ଟା ଆମର ଖାଲି ଓଭାରିର ଫଙ୍କସନ୍ କରୁଛି ବା ଆମର ଯେଉଁ ଇଷ୍ଟ୍ରୋଜେନ୍ ଆମର ଫେମିନିଜିମ୍ର ଲେଡିଜ୍ର ଯେଉଁ କ୍ୟାରେକ୍ଟର୍ସର ଇଏ ରହୁଛି କିନ୍ତୁ ତାଠୁ ବେଶୀ ଇମ୍ପୋର୍ଟାଣ୍ଟ ହେଲା ମସଲ୍ର ଷ୍ଟ୍ରେନ୍ଥ ବୋନ୍ର ଷ୍ଟ୍ରେନ୍ଥରେ ବି ଇଷ୍ଟ୍ରୋଜେନ୍ର ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ଇଷ୍ଟ୍ରୋଜେନ୍ ତ କମିଗଲା ମେନୋପଜ୍ ପରେ ତ ସେତେବେଳେ କ'ଣ କରିବ ସେତେବେଳେ ଆମକୁ ଦରକାର ଯେ ଆମେ ଷ୍ଟ୍ରେନ୍ଥ ଟ୍ରେନିଂ କରିବା ଷ୍ଟ୍ରେନ୍ଥ ଟ୍ରେନିଂ ଯେମିତିକି ଆମର ବ୍ୟାକ୍ ମସଲ୍ସ ହେଲା ଅର୍ ୟୋଗା କରନ୍ତୁ ଯାହା ବି ଯେଉଁଟାକି ଆମର ସେଇ ପାର୍ଟିକୁଲାର ମସଲ୍ସ ଗୁଡ଼ାକୁ ହେଲ୍ପ କରିବ ଥାଇର ମସଲ୍ସ ବ୍ୟାକ୍ ମସଲ୍ସ ଏସବୁ ଜିନିଷ ହେଲ୍ପ କରିବ ଯାହାଦ୍ୱାରା କି ସେମାନେ ହେଲ୍ଦି ରହିବେ ସେଇଟା ଗୋଟେ ଜିନିଷ ବହୁତ ଆମର ସ୍ପେଶାଲି ଲେଡିଜ୍ ମାନେ ମିସ୍ ଆଉଟ୍ କରିଯାଆନ୍ତି ट्रू सा लेडीज माने विशेष करके हम इंडियन माने समस्तंकर ध्यान रखु रखु निज निज कथा ध्यान आपण निहाती निजକୁ प्रथम ध्यान दियंतु परे पुओ झियो बर को देखिबे किछ असुविधा नहीं ठीक कथा कहले सर वुमेन माने जे भी देखुथिबे आ परठो अवेयर हे जिवे निज प्रति सर थैंक यू आपण आसिले सर आउ गोटे थैंक यू कहबी स्पेशली डॉक्टर्स मानक आपण आसुचंती आपण कथा होचंती पर्सनली आमे एते टाइम पाउनी डॉक्टर मानक सहित कथा हबा पई डॉक्टर को व्यूज जानिबा पई किंतु ए पॉडकास्ट माध्यम रे एटलीस्ट आमे बहुत जन को से पाखरे से अपॉर्चुनिटी रहूची डॉक्टर का सहित घंटे 2 घंटा आमे समय बितेबार थैंक यू सर आपण आसिले बहुत जिनस शेयर कले बहुत सारा इनसाइट्स देले केवल कैंसर उपरे नुह बहुत सारा जिनस उपरे आमे कथा हेले थैंक यू सो मच बहुत बहुत धन्यवाद आउ मोर माने सब व्यूअर्स मानक ये रहिबो जे लाइफ को प्रायोरिटाइज कर तमर इम्पोर्टेंस है तुम फैमिली आउ तुमर जो आजिर जहाँ समय अच्छी ताको एंजॉय कर माने आमे कौन होना आमे हमर काम पैसा बा रेस्पॉन्सिबिलिटी से ये रे बहुत आमे भूली जाऊ हमर एक्चुअल लाइफ टाको आउ आम फैमिली टाको टाइम दौना आमे भाबु जे आमे फैमिली पाई सब करूचे किंतु से तांको संगे समय बितेबाटा आमे भूली जाऊ तो सेई जिनसटा सबुठु इम्पोर्टेंट जे सबु बेले प्रायोरिटाइज करंतु आपणकर कौन इम्पोर्टेंस आपणकर हॉबी कौन आपणकर लाइकिंग कौन रोची आउ सेगुड़ा बेसी इम्पोर्टेंट रोची लाइफ तो चलिबो पैसा आसीबो तमर जो सक्सेस रहिला प्रमोशन हैला ये सबु जिनस हबो से जोड़ा हबा पई हेले हमकु गोटे भलो लाइफ दरकार भलो स्लीप दरकार आमे मेंटली साउंड हवा दरकार लोक मानक संगे भल से केमती कथबार्ता करवा तांकु आमे रेस्पेक्ट दबा तांकु संगे आमे केमती डील करूचे से गोटे पियन होइथाउ बा गोटे 4th क्लास एम्प्लॉय होइथाउ बा हमर रास्ता सफा करुथुवा जने सैनिटरी वर्कर होइथाउ तांकु समस्तंकु आपण रेस्पेक्ट करिवे ए सब जिंस करबा द्वारा निजर हेल्प हबो आमे काहाकू किछि दया करूने आमे जदि गोटे सखाळे गोटे सैनिटरी वर्कर रास्ता सफा करुछि ताको आमे गोटे गुड मॉर्निंग विश करूचे सी भारी अचंबित हो जाए मते कि कहला तार कारण ताको केही करंतिनी
ୱିଶ୍ କରନ୍ତିନି। ଆଉ ଯେତେବେଳେ ଆମେ କରୁଛେ ନା ସିଏ ବି ତାଙ୍କୁ ବି ଗୋଟେ ଖୁସି ମିଳୁଛି। ଆଉ ତାପରେ ଦେଖିବେ ନେକ୍ସଟ ଟାଇମଠୁ ସିଏ ଆପଣଙ୍କୁ ଦେଖିଲା ପରେ ହସିବା ଆରମ୍ଭ କରିବ। ଆଉ ସେଇ ଜିନିଷଟା ଆପଣଙ୍କ ମନ ଭିତରେ ଗୋଟେ ଖୁସି ଆଉ ଆପଣଙ୍କର ନେକ୍ସଟ ଏଣ୍ଟାୟାର ଡେର ଗୋଟେ ଖୁସି ଆପଣଙ୍କୁ ଦବ। ତ ଡେଫିନେଟଲି ଆପଣ କିଛି ହ୍ୟାବିଟ୍ସ ନିଜର ବନାନ୍ତୁ ଯାହାଦ୍ୱାରା କି ଆପଣ ନିଜର ଭଲ କରିବେ ଆଉ ଆପଣଙ୍କର ସୋସାଇଟି ଆପଣଙ୍କ ଚାରିପଟେ ଯେଉଁମାନେ ଅଛନ୍ତି ଆପଣଙ୍କ ଛୁଆ ପିଲାମାନେ ଯେଉଁମାନେ ଅଛନ୍ତି ସେମାନେ ବି ଆପଣଙ୍କୁ ଦେଖିକି ବହୁତ କିଛି ବଦଳିବେ। ବହୁତ ବହୁତ ଧନ୍ୟବାଦ।